ॐ ज्ञानतिमिरान्धस्य ज्ञानञ्जनशलाकया चक्षुन्मिलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्द स्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्णा 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 हरे हरे, हरे राम 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 हरे हरे। अजानुलम्बितभुजो कनकावदातो संकीर्तनैकपितरो कमलायताख्यो विश्वम्भरो द्विजवरो जुगधर्मपालो वन्दे जगत्प्रियकरो करुणावतारो। वन्दे जगत्प्रियकरो करुणावतारो। वन्दे जगत्प्रियकरो करुणावतारो। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। सर्वप्रथमे मोर परमाराध्य गुरुदेव श्री श्रीमद गौरगोविंद स्वामी श्री गुरुदेवंगर अभय पदकमल कोटि कोटि दंडवत प्रणाम पूर्वक एवं संस्थार संस्थापक आचार्य कृष्ण कृपा श्रीमती श्रीष्मद एसी भक्ति वेदांत स्वामी श्री प्रभुपाद जी महाराजंगर पदकमल कोटि कोटि दंडवत प्रणाम पूर्वक समस्त पूर्व आचार्य एवं वर्तमान आचार्य मानकर चरण कमल संपूर्ण भाव स्मरण नहीं कोटि कृपा भिक्षा करी एवं उपस्थित समस्त वैष्णव मानकर कृपा प्रार्थना करी महाप्रभुंर पार्श्वदंगर चरित आम मैंने श्रवण करुचे चैतन्य चैतामृत चैतन्य भागवत आदि ग्रंथ विशेष भाव गतकाल आम मैंने शुणुले महाप्रभुंर आदेश रे सनातन गोस्वामी वृंदावन जाए पहुंचती जो महाप्रभु जो सेवा देते तुम्हें कौन कर भक्ति शास्त्र प्रचार मथुरा रे लुप्त तीर्थ करह उद्धार। कि तुम्हें वृंदावन रे मथुरा रे लुप्त तीर्थ को उद्धार कर शास्त्र प्रणायन कर वैष्णव सदाचार ग्रंथ रचना कर सेवा प्रकाश कर। शिष्य जीवनटा कौन शिष्यर कर्तव्य कौन शिष्य जहाँ कहती गोटे नामधारी नुहे कि बेशभूमि आम परमाराध्य गुरुदेव कहू शिष्य हवा पूर्वर जनकर मनोभाव कौन रहा दरकार गुरुदेव प्रति से गोस्वामी मान ही प्रकट कर निजर इष्ट ठारू निजर इष्ट प्रभु ठारू भी गुरुदेव वाक्य को से गुरुत्व देछन। कारण गुरुदेव वाक्य को से कहीं गुरुत्व देछन ना गुरुदेव निकट से इष्टर शक्ति स्वरूप शक्ति कार्य करुच्ची उपलब्धि कर आम जेतु जड़ीय चेतनार अच्छे जड़ भूमिकार अच्छे आउ शरीर आवश्यकता संपूर्ण भाव आम जहाँ कहती शरीर अधिकार अच्छे आम उपरे
ଯଦି ଆମେ ଆତ୍ମା କିନ୍ତୁ ଶରୀର ଆମ ଉପରେ ଇନ୍ଦ୍ରିୟ ମାନଙ୍କ ସହିତ ଶରୀରର ସମସ୍ତ ଯାହା କୁହନ୍ତି ଆ ଅଙ୍ଗ ଆମର ଆତ୍ମବୃତ୍ତିକୁ ଯାହା ଭୁଲେଇ ଦେଇଛନ୍ତି ଆମ ଉପରେ ତାଙ୍କର ଜାହିର ସିଏ କରିଛନ୍ତି ଶାସନଟା। କିନ୍ତୁ ଜଣେ ଶିଷ୍ୟ ଶିଷ୍ୟ ହେବାର ଅର୍ଥ ସେ ଗୁରୁଦେବଙ୍କ ନିକଟରେ ଗୁରୁତ୍ୱଟା କଣ, କୃଷ୍ଣଙ୍କର ସ୍ୱରୂପ ଶକ୍ତିଟା କିଭଳି କାର୍ଯ୍ୟ କରୁଛି ସେଟା ଉପଲବ୍ଧି ନହେଲା ପର୍ଯ୍ୟନ୍ତ ସେ ପ୍ରକୃତ ଶରଣାଗତି ଆଚରଣ କରିପାରିବନି। ତାର ଶିଷ୍ୟ ତ ଆଚରଣଟା କେବଳ ଢଙ୍ଗ, କାରଣ ମନ ଭିତରେ ତାକୁ ବହୁତ ସନ୍ଦେହ ଆଣି ପକଉଥିବ। କାରଣ ମନ ତ ଏଇ ଜନ୍ମର ନୁହେଁ ନା, ମନଟା ଆମେ ପ୍ରଭୁଙ୍କର ନାମ କରିପାରନ୍ତି, ମନଟା ତ ହିନ୍ଦୁ ଘରେ ଜନ୍ମ ହେଇପାରନ୍ତି, ବ୍ରାହ୍ମଣ କୁଳରେ ଜନ୍ମ ହେଇପାରନ୍ତି, ଦୀକ୍ଷା ନେଇପାରନ୍ତି, କିନ୍ତୁ ତାର ସହିତ ଯେ ମନଟା ସାଙ୍ଗେ ସାଙ୍ଗେ ଆମର ପରିବର୍ତ୍ତନ ହେଇଗଲା ଏଟା କହିପାରିବାନି। ଜନ୍ମ ଜନ୍ମାନ୍ତରର ସଂସ୍କାରକୁ ମନ ଧରିକି ରଖିଛି। ଆଉ ମନ ଏତେ ଶୀଘ୍ର ମାନିବ ନା, ଆପଣ ପରୀକ୍ଷା କରି ଦେଖନ୍ତୁ। ମନ ଗୋଟିଏ ଏଭଳି ବସ୍ତୁ ଭଗବାନ ତିଆରି କରିକି ଛାଡିଛନ୍ତି, ମନ ଯେ ପର୍ଯ୍ୟନ୍ତ ଦୃଢ ଭାବରେ ଗୋଟିଏ କଥାକୁ ସ୍ୱୀକାର ନ କରିଛି ସେ ପୂର୍ବ କଥା କେବେ ତ୍ୟାଗ କରିବ ନା। ଜଣଙ୍କ ନିକଟରେ ସମ୍ପୂର୍ଣ୍ଣ ମହତ୍ଵ ଦୃଷ୍ଟି ସେ ମନ ନ ଦେଖିଲା ପର୍ଯ୍ୟନ୍ତ, ଯାହାକୁ ଇଂଲିଶରେ କୁହନ୍ତି କନଭିନ୍ସଡ, ସେ କେବେ ତାର ଲଘୁତ୍ୱକୁ ତ୍ୟାଗ କରିପାରିବ ନା, କେବେ ନା। ଇଏ ମନର ଧର୍ମ। ତେଣୁ ଶିଷ୍ୟ ଯୋଉ ମହାପ୍ରଭୁ ଯୋଉ କହିଲେ ଗୌଡୀୟ ବୈଷ୍ଣବ ମାନଙ୍କର ଯୋଉ ଜୀବନ ମହାପ୍ରଭୁ ଶିକ୍ଷା ଦେଲେ ସନାତନକୁ, ଆମେ ତ ଆଲୋଚନା କରିପାରିଲେ ନା। ଶିଷ୍ୟତ୍ଵ କେତେବେଳେ ପ୍ରାପ୍ତ ହୁଏ? ଶିଷ୍ୟତ୍ଵ ଦୀକ୍ଷାରେ ପ୍ରାପ୍ତ ହୁଅନ୍ତି ନା। ଆପଣଙ୍କୁ ଏକ ନୂଆ କଥା କହିଲେ ନା, ନା ଦୀକ୍ଷାରେ ଆନୁଷ୍ଠାନିକ ଶିଷ୍ୟତ୍ଵ ବୋଲି ଆମର ଯାହା କୁହନ୍ତି ରେକର୍ଡକୁ ଆସିଲା, ରେକର୍ଡ ଭୁକ୍ତ ହେଲା। ନା ଆପଣଙ୍କର ଜମିଟା କଣ କୁହନ୍ତି ଗୋଟେ ଆମର, ଆପଣଙ୍କର କଣ ଜମିଟା ଟ୍ରାନ୍ସଫର ହେଇଗଲା ପରେ କଣ ସାଙ୍ଗେ ସାଙ୍ଗେ ଆପଣ ନାମ ପଳେଇ ଆସିବେ କି? ଆପଣ କଣ କରନ୍ତି, କି ଜାହିର କରନ୍ତି ନା କଣ, ନାମଜାରି ହୁଏ। ଖଜଣା କଟା ହବ, ନାମଜାରି ହବ, ତାପରେ ଆପଣଙ୍କ ନାଁକୁ ଗଲା ପରେ ଆପଣ ସେଥିରେ ମାଲିକ ହେବେ। ସରକାର ନାମଜାରି କରିବ, ନାମଜାରି ହୁଏନି। ଜମି କିଣି ତାଙ୍କୁ ପଚାରି ଆପଣଙ୍କ ନାଁରୁ ଆପଣ କୋର୍ଟରେ ଟ୍ରାନ୍ସଫର କରିଦେଲା ପରେ ବି ନାମଜାରି ହେବା ପାଇଁ କିଛି ଦିନ ସମୟ ଦରକାର। ସେଟା ନହେଲା ପର୍ଯ୍ୟନ୍ତ ସେ ପୁଣି କେସ୍ କରି ନେଇଯାଇ ପାରିବ। କେବଳ ଜଣେ ଦୀକ୍ଷାରେ ବସିଗଲା ପରେ ବା ବର୍ଷେ ମୋର ହେଇଗଲା ମୁଁ ଗୁରୁଦେବଙ୍କ ଦୀକ୍ଷା ନେବି, ହଁ ସେଟା ଆନୁଷ୍ଠାନିକ ବିଧି ହିସାବରେ, ବୈଷ୍ଣବ ବିଧି ହିସାବରେ ତୁମେ ଦୀକ୍ଷା ନେଲ, କିନ୍ତୁ ତୁମକୁ ଗୁରୁଦେବ ଗ୍ରହଣ କରିଛନ୍ତି ନାଇଁ ତୁମେ କେମିତି ଜାଣିବ? ଆଉ ତୁମେ ଗୁରୁଦେବଙ୍କୁ ଗ୍ରହଣ କରିଛନ୍ତି ନା ବୋଲି କେମିତି ଜାଣିବ? ଗୋସ୍ୱାମୀମାନଙ୍କର ସିଦ୍ଧାନ୍ତ, ମହାପ୍ରଭୁଙ୍କର ସିଦ୍ଧାନ୍ତ, ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ। ଆଜ୍ଞା ଗୋଟେ ମାଲିକ ପାଖରେ ଗୋଟେ ଚାକର ସେ ଆତ୍ମସମର୍ପଣ କରିଦବ? ଡାକି ଆଣିଲେ ଦେଖିଆ ରାସ୍ତାରେ କେତେ ଲୋକ ବୁଲୁଛନ୍ତି, ତ ଡାକିବା ଭାଇ ଆସିବୁ ମୋ ପାଖରେ ଟିକେ ଚାକର କାମ କରିବି, ସେ ମୁଁ ଯିବିନି। ତୋର କେତେ ଟଙ୍କା ଅଛି କହିଲୁ? ତୋର କେତେ ଟଙ୍କା ଅଛି? ତୋର ଗାଡି କେତେଟା? ବ୍ୟାଙ୍କ ବାଲାନ୍ସ କେତେ? ଗୋଟେ ଚାକର ପଇସା ନେଇ ଖଟିବ, ପୁଣି ବି ତାର ମନ ତାକୁ ଏମିତି ଟ୍ରେନିଂ ଦେଇକି ରଖିଛି, ସିଏ ଦେଖୁଛି ଆଜ୍ଞା ମାଲିକର କେତେ ଧନ ଅଛି, ତାପରେ ମୁଁ ତାର ଶରଣାଗତି ହେବି। ଆଉ ଯଦି କୌଣସି ଚାକର ଆସିକି ଶରଣାଗତି ହଉଛି ମାଲିକ ପାଖରେ କିଛି ହିସାବ ନ ବୁଝିକି, ତାହେଲେ ବୁଝିବାକୁ ପଡିବ ସେ ମାଲିକକୁ କିଛି ଦିନ ଭିତରେ ଧକ୍କା ମାରି ମାଲିକର କିଛି ସମ୍ପତ୍ତି ନେଇକି ଯିବ ନା, ମାଲିକ ପାଖରୁ ଆଡ୍ରେସ ନେଇକି ଆଉ ଗୋଟେ ବଡ ମାଲିକ ରଖୁଛି। ଆମର ଏଇ ଦାସତ୍ୱ ଗିରିଟା କଣ କି? ଡାକୁଛେ ତ ପ୍ରଭୁ, କିନ୍ତୁ ଆମେ ତ ଦାସ ନା। ଦାସତ୍ୱ ଗିରି ମାନେ ଗୁରୁଦେବଙ୍କ ନିକଟରେ ସ୍ୱରୂପ ଶକ୍ତି କିଭଳି କାର୍ଯ୍ୟ କରୁଛି ଏଇଟା ଦର୍ଶନ କଲା ପରେ ଶିଷ୍ୟ ଶରଣାଗତି ଆଚରଣ କରିବ। ତାର ମନ ଇନ୍ଦ୍ରିୟ ସେତେବେଳେ ଗୁରୁଦେବ ଯେ କିଭଳି ଭଗବାନଙ୍କର ପ୍ରେରିତ, କିଭଳି ଭଗବତ ସୁଖ ପାଇଁ ତାଙ୍କର ତତ୍ସୁଖ ସୁଖିତ୍ୱ ଭାବନା, ସେଇଟା ଦର୍ଶନ କର। ସେଇଟା ଦର୍ଶନ କଲା ପରେ ଜଣେ ଶିଷ୍ୟତ୍ୱ ପ୍ରାପ୍ତ ହୁଏ। ସେତେବେଳେ ଗୁରୁଦେବଙ୍କର ପ୍ରେମ ସମ୍ପତ୍ତିର ଅଧିକାରୀ, ଭକ୍ତି ସମ୍ପତ୍ତିର ଅଧିକାରୀ ସିଏ ହବ। ସେତେବେଳେ ସେୟାର ପାଇ ତା ନାଁ କୋଉଠିଲା, ନାମଜାରି ହେଲା ନହେଲେ ନାହିଁ। ସେଥିପାଇଁ ବିଶ୍ୱନାଥ ଚକ୍ର ଠାକୁର ବ୍ୟବସାୟତ୍ମିକା ବୁଦ୍ଧିରେ ବୈଷ୍ଣବ ସିଦ୍ଧାନ୍ତକୁ ଦୁଇ ଜଣ ଆଚାର୍ଯ୍ୟ ରଖିଲେ। ପରମ୍ପରା ସିଦ୍ଧାନ୍ତକୁ ରଖିଲେ ବଳଦେବ ବିଦ୍ୟାଭୂଷଣ। ଭକ୍ତି ସିଦ୍ଧାନ୍ତ, ଭକ୍ତି ମହାରାଣୀଙ୍କର ସିଦ୍ଧାନ୍ତ ଆଉ ଗୁରୁ ଶିଷ୍ୟର ସମ୍ବନ୍ଧ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର। ତାଙ୍କର ତତ୍ତ୍ୱକୁ ଯିଏ ନ ଜାଣିବେ ସେ ଗୁରୁଦେବଙ୍କୁ ବୁଝିପାରିବେ ନା।
कि वैष्णव को बुझीपार कि भक्ति मारण बुझीपार जो कहले व्यवसायत्मिका बुद्धि एक कुरुनंदन व्यवसायत्मक बुद्धि को से सब व्याख्या कर यदि कि बाहर लोक शुणे कौन गुरु गोटे कौन एत एम्फासिस से गोटे मनीष तुम्हारी इंजीनियर ना कौन पढ़ुंट पिला माने कौन से किड्रे को इंजीनियर टीचर टीचिंग से केते एम्फासिस दउछन चिंता कौन केते गुरुत्व दउछन पुणी जड़ विद्या जोटी संपर्क किछि नै पैसा देख पाठ पढ़ुछन सार भी पैसा नउछन पिला भी पैसा दउछ पुणी 5 वर्ष कि 3 वर्ष पर संबंध किछि नै जड़ विद्या को शिक्षा करने पे हेले से गुरु को ऊपर महत्व दउछन गुरुदेव कौन शिक्षा मत देले जोटा शरीर शिक्षा पुणी से शिक्षा नले भी शरीर चलो जे इंजीनियर पढ़ी नहीं सी भी खाई पी रही ना जब गोटे शारीरिक शिक्षा से गुरु को गुरुत्व दौर गोटे पारमार्थिक शिक्षा आत्मचेतना केते बड़ गुरु गुरुत्व देवाक पड़े गुरु शिक्षा गुरुत्व देवाक पड़ो आ गुरु निकट में शक्ति कार्य कर दर्शन न कले गुरुत्व देवे केमती आप मन सब विचार कर ना ये जिते सीना टेस्ट जानी नहीं खट्टा कौन मीठा कौन ताको जहाँ देवे से खाद से ऋषि शुंग ऋषि बण थे बदले मीठा देला से किसी बाबा बाबा तो थर ठकी थे ना से कहले ना नारी दर्शन करने देवी कि सुस्वादु आहार देवी किंतु बेस्या गले आलिंगन कले बेस्या गले मीठाटा देदेले से स्वादटा पाइला पर स्वादटा खोजिले स्वाद न जान कि स्वाद खोज मनटा अनादि काल दोष गुणर विचार करी आसलानी सब बेले निज भीतर दोष गुण विचार करुच्ची से अन्य भीतर कि दोष गुण विचार न कर से विचार कर किंतु जो अन्य निकट में महत्व गुण को देखीदेव से तार गुण को कंपेयर कर कौन से गुरुदेव कथा कहले प्रकृत तो ये जिन मो निकट ना गुरुत्व नदर्शन कला पर्यंत स्वरूप शक्ति केमती कार्य दर्शन कला पर्यंत शिष्य शरणागति आचरण करें तार शरणागति जहाँ गुरुदेव कहते आइदर पार्शियल और कंडीशनल और आर्टिफिशियल एटा कृत्रिम हो पारे किंबा छलना हो पारे किंबा आंशिक हो पारे से महत्व दर्शन करनी शास्त्र चक्षु लाभ करनी गुरुदेव संग करनी किंतु आचार्य मानकर शिक्षा से माने महाप्रभुंकर एमंत रूप सनातन डायरेक्ट शिष्य रूप सनातन डायरेक्ट शिष्य जीव रूपंकर शिष्य रूप सनातन भूषण कहले मो रूप को ग्रहण करी तुम्हें रूप तुम्हें जीव को ग्रहण कर रूप को आदेश देला परे जीव गोस्वामी को ग्रहण कले रूप गोस्वामी किंतु रूप सनातन दुई जन डायरेक्ट शिष्य आ महाप्रभुंकर करुणा को से उपलब्धि करथिले से मदन मोहन कल्याण शुणुले जो प्रभु भक्त वत्सल प्रेम बाध्य किंतु सी प्रेम बंधन को सते जमी सनातन चाहूँ तो मुझे एड़े दे पड़े स्वीकार करी ना मोर गुरुदेवंकर कार्य महाप्रभुंकर कार्य मत करिया पड़ो मत शास्त्र रचना करिया पड़ो तेणु कृष्णदास कापुर बहुत धन आणिक गत काल मैंने शुणुले बहुत बड़ा मंदिर ये राजीव मंदिर अच्छा सनातन गोस्वामी प्रभुंकर मदन मोहन प्रभुंकर आ कृष्णदास ब्रह्मचारी को समस्त अर्थ देखी चलीगले कारण लक्ष्मी को लक्ष्मी दृष्टि न देखिले लक्ष्मीटा आपण माया है बस बसी आ भक्ति भक्ति सिद्धांत ठाकुर प्रभुपाद जी कौन लिखिले कनर कनक वैभव से बहुत सुंदर कथा रचना कर विष्णुंकर भोगर वस्तु जो अर्थ आसूची ये विष्णुंकर तांकर सेवार लगे से निजर सेवार लगे के चिंता भी कले माइक फल दब माइक फल दब माइक धन जन रोजगार करके जने तार कर्मार्जित धन रोजगार कर सुख दुख भोगुची भक्त ता सुख दुख भोग चरणाश्रय करी सुख दुख माने तार भजन सब अनर्थ आसिक पहुंच भजन छुटीज गोस्वाई माने धन को धन प्रति बहुत सावधान कारण धनर 3टा दोष
ଧନର 3 ଦୋଷ, ଧନର 15ଟି ବହୁବାର କୁହାଯାଇଛି, ପୁଣି ବି କୁହାଯାଉଛି। ସେଠି କଥାବାର୍ତ୍ତା ହୁଅନ୍ତୁ ଦୟାକରି। ଭକ୍ତିବିନୋଦ ଠାକୁର କହିଥିଲେ, ପୂର୍ବ ଦିନ କହିଥିଲି, ଯେ ପୁରା ପଦଟି ଆଜି ମନରେ ପଡିଲେ, ଯଦି থাকে বহু ধন তবে হয় অকিঞ্চন, বৈষ্ণবর কর উপকার, জীবে দয়া অনুক্ষণ রাধা কৃষ্ণ আরাধন। এটি গোଟିଏ ବହୁତ ସୁନ୍ଦର କଥା କହିଲେ। ସିଦ୍ଧାନ୍ତ ବା ନରୋତ୍ତମ ଦାସ ଠାକୁରଙ୍କର ପଦ୍ୟରେ ଆଉ ଭକ୍ତିବିନୋଦ ଠାକୁରଙ୍କ ପଦ୍ୟରେ, ଆକୁ ଚୈତନ୍ୟ ଚରିତାମୃତ ସହିତ ମହାପ୍ରଭୁଙ୍କ ଶିକ୍ଷା ସହିତ ମିଳେନି, ତାହେଲେ ଯାଇ ଭକ୍ତି ପଥରେ ସୁଦୃଢ ହେବେ, ନ ହେଇପାରିବେ। ଯଦି କିଏ କହିବେ ଏତେ କଥା କଣ ଜାଣିବା ଦରକାର ମ, ନାମ କଲେ ସବୁ ହେଇଗଲା, ନା, ଯଦି ନାମ କଲେ ସବୁ ହେଇଗଲା ଏଇଟା ହେଇଥାନ୍ତା, ତାହେଲେ ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏକଥା କେବେ କହିନଥାନ୍ତେ। ସିଦ୍ଧାନ୍ତ ବୋଲିଆଚିତେ ନା କରାଲସ, ସିଦ୍ଧାନ୍ତ ବୋଲିଆଚିତେ ନା କରାଲସ, ଏହା হইতে কৃষ্ণ লাগে সুদৃঢ় মানস, ইহা হইতে কৃষ্ণ লাগে সুদৃঢ় মানস। ଏ ସିଦ୍ଧାନ୍ତ କଥା ବି କହିଥିଲେ, କାହିଁକି ଯୋଉ ଗୁରୁଦେବଙ୍କର କଥା ପଡିଥିଲା, ବୈଷ୍ଣବଙ୍କର କଥା ପଡିଥିଲା, ଭକ୍ତି ଦେବୀଙ୍କର କଥା ପଡିବ, ବିଗ୍ରହଙ୍କର କଥା ପଡିବ, ତୁଳସୀ ମହାରାଣୀଙ୍କର କଥା ପଡିବ। ଅପ୍ରାକୃତ, ଏ ଅପ୍ରାକୃତ ବସ୍ତୁରେ ଅପ୍ରାକୃତ ଦର୍ଶନ ନହେଲା ପର୍ଯ୍ୟନ୍ତ, ସ୍ୱରୂପ ଶକ୍ତିର କାର୍ଯ୍ୟ ଦର୍ଶନ ନହେଲା ପର୍ଯ୍ୟନ୍ତ ମନ ଗ୍ରହଣ କରିବ ନା, ମନ କୃଷ୍ଣଙ୍କ ପାଖରେ ଲାଗିବ ନା। ସେଥିପାଇଁ ତ ରୂପ ସନାତନଙ୍କୁ ଗେହ୍ଲା ପୁଅ କରି ମହାପ୍ରଭୁ ପାଖରେ ରଖିକି ଶିକ୍ଷା ଦେଇକି ଛାଡିଲେ। ସେଥିପାଇଁ ଏଥିରେ ଗୋଟିଏ ଗାଇଡ ଲାଇନ ଦେଲେ ବୈଷ୍ଣବ ମାନଙ୍କୁ, ଯେ ଶିଷ୍ୟ ଗ୍ରହଣ କରିବେ, ଶିଷ୍ୟ ମାନଙ୍କୁ ସମ୍ପୂର୍ଣ୍ଣ ଶିକ୍ଷା ଦେଇକି ତାଙ୍କୁ ଛାଡିବା। ରୂପ ସନାତନ, ରୂପ ଶିକ୍ଷା, ସନାତନ ଶିକ୍ଷା ମହାପ୍ରଭୁ ପୂର୍ଣ୍ଣକ। ସିଦ୍ଧାନ୍ତ ନ ଜାଣିଲେ ଚିତ୍ତରେ ଦୃଢତା ଆସିବନି, ଆଉ କୃଷ୍ଣ ପାଖରେ ମନ ଲାଗିବନି। ମନଟା କି ବସ୍ତୁ କି? ମନଟା ଯାହାକୁ ଭଲ ପାଇବ ତ ଲାଗିବ, ମନଟା ତ ଗୋଟେ କାହାର ଅଧୀନ ନୁହେଁ। ମନ ଯାହାକୁ ଭଲ ପାଇଯିବ, ସେଇ ଲୋକ ଗାଳି ଦଉଥିବ, ସେ ଲୋକଟା ବାଜ୍ୟ ଲୋକଟା, ବାଜ୍ୟ ଲୋକ। କାଲି ସେଇ ଲୋକ ଆସିକି ଆପଣ ଗୋଡ ଧରିନ, କଣ ତା ଭଳିଆ ଲୋକ କିଏ ଅଛି ଭାଇ? ଯାହା ବି କହିଲେ କଣ ହବ? ଏଭଳିଆ ଲୋକ କେହି ନାହାନ୍ତି ସଂସାର। ସେଇ ମନ କହୁଥିଲା ସେ ଖରାପ ଲୋକ, ସେଇ ମନ କହୁଥିଲା ଭଲ ଲୋକ। ମନର ସବୁବେଳେ ସଂକଳ୍ପ ବିକଳ୍ପ ଚାଲିଛି, କିନ୍ତୁ ସିଦ୍ଧାନ୍ତରେ ସ୍ଥିର ହେଇଯିବ, କୃଷ୍ଣଙ୍କ ପାଖରେ ମନ ଲାଗିବ। ଆଉ ଯୋଉ ଧନର କଥା ପଡିଛି, ଗୋସ୍ୱାମୀ ମାନେ ଯୋଉ ଧନ, ଆପଣ ମାନେ କେହି ଶୁଣିବେ ଯଦି ଭାବିବେ କଣ ସବୁ ଧନ ଆଣିକି ଆମେ ତ କୃଷ୍ଣଙ୍କ ସେବାରେ ଲଗେଇବା ପାଇଁ, ଆମର ଏଟା ଯୁକ୍ତ ବୈରାଗ୍ୟ। ଭାଇ ଶିକ୍ଷାଟା ଯୁକ୍ତ ବୈରାଗ୍ୟ, କିନ୍ତୁ ଅଧିକାରୀ କେଉଁ ଅଧିକାରୀ ଯୁକ୍ତ ବୈରାଗ୍ୟ ଆଚରଣ କରିବ? ତାର କ୍ୱାଲିଫିକେସନ ଟା କଣ ଦିଆଗଲା? ନା ଯୁକ୍ତ ବୈରାଗୀ ସବୁ କିଛି କରିପାରିବ, ଯେଭଳି ପ୍ରଭୁପାଦ କହିଲେ ସବୁ କିଛି କରିପାରିବ ସିଏ, ଯିଏ ଜୀବନ ମୁକ୍ତ ଅବସ୍ଥାରେ ନିଜ ନିଜର ଅଧିକାର ବାଛିକି ଭଜନ କରିବା ଦରକାର। ହଁ ଆମେ ବୈଷ୍ଣବ କଣ ଏଇଟା ପ୍ରଭୁଙ୍କ ସେବାରେ ଲଗେଇଦେଲେ ହେଲା? ଏ ଡ୍ରେସ ପତ୍ର ଏସବୁ କାହାର କି? ଆମେ କୃଷ୍ଣ ପାଇଁ କରୁଛୁ ନା। କୃଷ୍ଣ ପ୍ରୀତି ବ୍ୟତୀତ, କୃଷ୍ଣ ସୁଖ ବ୍ୟତୀତ ସ୍ୱସୁଖ ବାଞ୍ଚନା କିଞ୍ଚିତ ରହିଲା ମାତ୍ରେ ଭକ୍ତିର ଗୋଟେ କଣ୍ଟ କରିଦେଲେ। ଆଉ ଗୋସ୍ୱାମୀ ମାନେ ବହୁତ ସାବଧାନ, ଅର୍ଥକୁ ସ୍ପର୍ଶ କରନ୍ତି ନା। ଜୀବ ଗୋସ୍ୱାମୀ ସ୍ପର୍ଶ କରନ୍ତି ନା। 2-3 ଥର ମୁଁ କହିଛି, ପୁଣି ବି ଆଜି କହୁଛି, ଜୀବ ଗୋସ୍ୱାମୀ ସେବକ ମାନଙ୍କୁ କହିବେ ଏ ଅର୍ଥକୁ ନେଇ ଯମୁନାରେ ବିସର୍ଜନ କରିଦିଅ। ସେମାନେ କହିବେ ଗୁରୁଦେବ ଆପଣ ମାଧୁପୁରୀ ପଇସାରେ ଯାଇକି ଆଗ୍ରାରୁ ଆଣୁଛନ୍ତି ତାଳପତ୍ର ସଂଦର୍ଭ ରଚନା କରିବା ପାଇଁ, ଏ ଜଣେ ସେଠ ଦେଲା ଆମେ ତ କୃଷ୍ଣ ସେବାରେ ଲଗେଇବା, କହିଲେ ନା, ସେ ଅର୍ଥ ତୁମକୁ ନାଶ କରିବ। ମୋର ଶିଷ୍ୟ ଦରକାର, ମୋର ମହାପ୍ରଭୁଙ୍କର ପାରିଷଦ ଦରକାର। ଯମୁନାର ବିସର୍ଜନ କର। ଯମୁନା ହଉଛନ୍ତି ଇଏ ଲକ୍ଷ୍ମୀ, ସେ ଯମୁନାଙ୍କୁ ଦେଲେ ସେ କୃଷ୍ଣଙ୍କ ସେବାରେ ଲଗେଇ ପକା, ସବୁ ଅର୍ଥ ପକେଇ ଦିଅନ୍ତି। କାରଣ ବ୍ୟବହାର ଆମେ ଯୋଉ କରୁଛେ, ଯୋଉଟା ବିଷୟର ଧନକୁ ଆଣି, ବହୁତ ସାବଧାନ ରହିବାକୁ ପଡେ। ଜଣେ ପ୍ରେମରେ ବି ଦଉଛି ଅର୍ଥକୁ, କାରଣ ଅର୍ଥର ଅନର୍ଥ 3ଟି, ଅର୍ଥର 3ଟି ଦୋଷ, 15ଟା ଅନର୍ଥ।
ଏକାଦଶ ସ୍କନ୍ଧରେ ଭଗବାନ କହିଛନ୍ତି ଅର୍ଥ ରହିଲା ମାନେ 15ଟା ଅନର୍ଥ ଆସିବ। ସେ କାହା ପାଖରେ ବି 15ଟା ଅନର୍ଥ, କ୍ରୋଧ ଆସିବ, ଦମ୍ଭ ଆସିବ, ଜୀବଦୟା ରହିବନି। ପ୍ରଥମ ଭଜନର ବଡ ହେଲା ଜୀବଦୟା ରହିବନି। ଅର୍ଥ ଯାହା ପାଖରେ ଥିବ ସେ କାହାକୁ କେୟାର କରିବନି, ସବୁ କଥାରେ ସମିତି ଯାହାକୁ ଚ୍ୟାଲେଞ୍ଜ କରିଦବ। ଜୀବଦୟା ରହିବନି ତାର, ଗରିବ ଲୋକଟା ତା କରିବନି। ମୁଁ ଦେଖିଛି ଆମର ଏଇ କାମ କରିବା ପାଇଁ ଲେବର ମାନେ ଆସନ୍ତି, ମୁଁ କହିବି ମା କାହିଁକି ବସିଛ କାମ ଆଜ୍ଞା ବାବୁ ବସେଇ ଦେଇ ଯାଇଛନ୍ତି କଣ ଦସ୍ତଖତ ମାରିକି ଆଣିଲେ ପଇସା ଦେବେ। ମୁଁ କାମ କରିକି ଅଧଘଣ୍ଟେ ବସିଲେଣି, ବାବା ଟିକେ ଡାକିଦେଲେ। ଚିନ୍ତା କରେ ପ୍ରକୃତରେ ଆଜି ଧନ ନାହିଁ ବୋଲି ତ ଏମାନେ 2 ଘଣ୍ଟା କାମ କରିକି ବସି କେତେ ଦୈନ୍ୟର କଥା କହୁଛନ୍ତି। ଅର୍ଥ ନାହିଁ ବୋଲି, ଅର୍ଥ ଥିଲେ ଭଜନ କରିବାଟା ବହୁ କଷ୍ଟ। ଆଉ ଭକ୍ତିମୟ ଠାକୁର କହିଲେ ଠିକ ଅଛି, ଯେ ଅର୍ଥ ଥାଇକି ଭଜନ କରୁଛ, ସୂତ୍ରଟା କଣ ଦରକାର ନା ସୂତ୍ର ଏଇଟା। ସେଥିପାଇଁ ମୋର କହିବାର ତାତ୍ପର୍ଯ୍ୟ ଥିଲା ସନାତନ ଗୋସ୍ୱାମୀ ନିଜେ ମନ୍ଦିର ନିର୍ମାଣ ନ କରି କୃଷ୍ଣଦାସଙ୍କୁ ଦେଇକି ଚାଲିଗଲେ, ଶିକ୍ଷା ଦେଲେ ତ୍ୟାଗୀ ମାନଙ୍କ ପାଇଁ, ଗୋଟେ ଆଦର୍ଶ ଶିକ୍ଷା। ବ୍ୟବସାୟ କଥା ମୁଁ ରଖିଛି ସେଠି ଭୁଲିନି। ଅର୍ଥର ପ୍ରଥମ ଦୋଷ ହେଲା 15ଟି ଅନର୍ଥ, ଏ ଗୋଟେ ଦୋଷ। ଆଉ ଅର୍ଥର ଦ୍ୱିତୀୟ ଦୋଷ ହେଲା ଧନ ରହିଲା ମାନେ ଧନ ତୃଷ୍ଣା। ଧନ ରଖିକି କହେ ମୋର 5,000 ରହିଗଲା, ମୋର ଆଉ ଦରକାର ନାହିଁ, କି 5 ଲକ୍ଷ ରହିଲା ମୋର ଆଉ ଦରକାର ନାହିଁ, ଜୀବନ ସାରା କଟେଇଦେବି। ମୋଟେ ଯେତିକି ଲୋକ ପାଖରେ ବର୍ତ୍ତମାନ, ଯେତିକି ଭୁବନେଶ୍ୱରରେ ଯେତିକି ଲୋକ ଅଛନ୍ତି, ତାଙ୍କ ପାଖରେ ଯେତିକି ଧନ ଅଛି, ସିଏ ଆଉ ତାଙ୍କ ପୁଅ ତାଙ୍କ ନାତି 3 ଜଣ ଚଳିବେ। କିନ୍ତୁ କେବେ ହେଲେ ବେକରେ ସବୁ କଣ ଆଜିକାଲି ବାନ୍ଧୁଛନ୍ତି, ସ୍ପଣ୍ଡେଲାଇଟ ହେଇଗଲାଣି, କାହାର କମର କଣ, ପୁଣି ତ କୁହାଯାଏ ଭାଇ ଟିକେ ରେଷ୍ଟ ନା, ଟଙ୍କା ଦରକାର। କୋଟି କୋଟି ଟଙ୍କା ଥିଲେ ବି ସେ ବସି ପାରିବେନି, କାରଣ ସେଟା ଧନର କାମ, ତାଙ୍କୁ ଉଠେଇଦେବ ତୃଷ୍ଣା। ଧନରେ ଗୋଟିଏ ଦୋଷ ହେଲା 15ଟା ଅନର୍ଥ, ଧନ ତୃଷ୍ଣା ଆଉ ଧନ ଅଭିମାନ। ଧନ ରହିଲା ମାନେ ଅଭିମାନ ଆସିବ, ଆରେ ମୁଁ ବଡ ଲୋକ। ସେଥିପାଇଁ ଭକ୍ତିନାଥ ଠାକୁର କହିଲେ ଯଦି থাকে ବହୁତ ଧନ ତବେ হবে ଅକିଞ୍ଚନ, ବୈଷ୍ଣବେର କର ଉପକାର। ଯଦି ଧନ ଅଛି ବୈଷ୍ଣବର ଉପକାର କର, ବୈଷ୍ଣବ ଭୋଜନ, ବୈଷ୍ଣବ ସେବା, ସବୁ ବୈଷ୍ଣବ କାର୍ଯ୍ୟ। କିନ୍ତୁ ତାପରେ ସାଙ୍ଗେ ସାଙ୍ଗେ କହିଦେଲେ ବୈଷ୍ଣବ ସେବା କଲା ପରେ ବି ଅଭିମାନ ରହିବ, ଏଟା ଜନ୍ମ ଜନ୍ମରୁ ଜୀବର ଅଭିମାନ ରହିଛି ନା। କହୁଛନ୍ତି ନା ଜୀବେ ଦୟା ଅନୁକ୍ଷଣ, ରାଧାକୃଷ୍ଣ ରାଧା ଅନୁକ୍ଷଣ ଜୀବ ଦୟା, ଏସବୁ ସୂତ୍ର ଦେବା। ସେଥିପାଇଁ ଗୋସ୍ୱାମୀ ଆମକୁ ଶିକ୍ଷା ଦେଲେ ଧନ ପ୍ରତି ଆସକ୍ତି ନାହିଁ, ମନ୍ଦିର ପ୍ରତି ଆସକ୍ତି ନାହିଁ, ଇଷ୍ଟ ପ୍ରତି ଆସକ୍ତି। ସେ ପ୍ରେମ ଯିଏ ବାନ୍ଧିଥିବ, ଭଗବାନ ନିଜ ଅନ୍ତରରେ ବାନ୍ଧିଛନ୍ତି, ଭଗବାନ ତାଙ୍କ ପଶ୍ଚାତ ଧାବନ କରୁଛନ୍ତି। ପଳେଇଗଲେ ଗତକାଲି ଯେଉଁଠି କଥା ଥିଲେ ସେଇ ଲୀଳାଟି ଆଗେ କହି ପର ଲୀଳା ଗୁଡିକ ପରେ ବ୍ୟାଖ୍ୟା କରିବା। ନନ୍ଦଗ୍ରାମର ପାବନ ସରୋବର ନିକଟରେ ରହିଲେ, ଭଜନର ଆବେଶ ତ ଲୋକ ଯିଏ ଶୁଣିବେ ସେ ଆଶ୍ଚର୍ଯ୍ୟ, ଆରେ କଣ ଏମିତି ନ ଖାଇକି କି କଣ ଭୁଲିଯିବ। ନ ଖାଇକି ଲୋକ କାମ ବି କରିପାରନ୍ତି। ଯଦି ନ ଖାଇକି ଲୋକ କାମ କରୁଛନ୍ତି ଗୋଟେ ଦିନ, ତାହେଲେ ନ ଖାଇଲେ ଜଣ କେମିତି ଭଜନ ନ କରିପାରିବ। ଏଇ ଗ୍ୟାରେଜରେ ମୁଁ ଦେଖିଛି, ସେ ଗାଡି ଫିଟ୍ କରିବା ଲୋକ, ସେ କଥା ଦେଇଥିବେ ତାଙ୍କ ଇଞ୍ଜିନ ଆଜି ବସେଇବେ, ସେ ଆସିବ ସବୁ ପାର୍ଟସ ସବୁ ଆସିବ, ପମ୍ପ ଆସିବ, ଆସିବ, ଇଞ୍ଜିନ ସେଟ୍ କରିବେ, ସେ ସକାଳୁ ଖାଇ ନଥିବ, ଡେଟ୍ ଦେଇଛି, ଦିନମାନ ନ ଖାଇ ଖଟୁଛି, ସାମାନ୍ୟ ଅର୍ଥ ପାଇଁ ଭୁଲି ଯାଉଛି ଖାଇବା ପାଇଁ। ଯଦି ଗୋଟେ ଶରୀରର ଆବଶ୍ୟକତା ଦେହାଭିନିବେଶ ଗୋଟେ ଜଡ ବସ୍ତୁରେ ଲାଗିଗଲା ବେଳକୁ ଲୋକ ଭୁଲି ଯାଉଛି, ତାହେଲେ ଭଗବତ ଭଜନରେ ଲାଗିଗଲା ପରେ ଦେହାଭିନିବେଶ କେମିତି ରହିବ। ସନାତନ 4 ଦିନ ଚାଲିଗଲାଣି, ଭୋଜନ କରେନା। ଗୁରୁଦେବ ସେ କଥା କହିଲେ ନା, ଯୋଗକ୍ଷମ ବେହାମୟ, ଆମ ଅର୍ଥ କଣ କି କୃଷ୍ଣ ଯାହା ନାହିଁ ତାହା ଦେବେ, ଯାହା ଅଛି ତାର ଦାୟିତ୍ୱ ନେବେ। ସେ ଗୋଟେ ସୁନ୍ଦର କଥା ଗୁରୁଦେବ କହିଛନ୍ତି, ଅଛି କଣ ଶରୀର ନା, ଶରୀର ଦାୟିତ୍ୱ ପ୍ରଥମେ କୃଷ୍ଣ ନେବେ। ଆରେ ଶରୀର ରହିଲେ ତ ସେ ଲୋକ ମୋର ଭଜନ କରିବ, ଶରୀର ରହିଲେ ତ ସେ ଯାହା କିଛି କରିବ। ତେଣୁ ପ୍ରଥମ ଦାୟିତ୍ୱ କୃଷ୍ଣଙ୍କର ହେଲା ଶରୀର ରଖି, ତା ପାଇଁ ଆମେ ଚିନ୍ତା କରୁ। ଏଇ ସବୁ ସିଦ୍ଧାନ୍ତକୁ ଜାଣିବାକୁ ହେଲେ ଆଚାର୍ଯ୍ୟ ମାନଙ୍କର ପରମ୍ପରାର ଶିକ୍ଷା ଜାଣିବାକୁ ପଡିବ। ମୁଁ ବ୍ୟବସାୟିକ କଥା କହିକି ରହିଯାଇଥିଲି ସେଠି, ଯେ ଗୁରୁଦେବଙ୍କ ପ୍ରତି ବୈଷ୍ଣବ ମାନଙ୍କ, ବିଶେଷ କରି ଗୁରୁଦେବଙ୍କ ଆଦେଶ ପ୍ରତି ସନାତନ କାହିଁ ଛାଡି ପଳେଇଗଲେ। ଗୁରୁଦେବଙ୍କ ଆଦେଶ ହଉଛି ମୋର ବଳବାନ। ବ୍ୟବସାୟିକ ଶବ୍ଦରେ କଣ ଲେଖିଲେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ମୋର ଗୁରୁଦେବଙ୍କର ଆଦେଶ ମୋର ସର୍ବସ୍ୱ, ମୋର ଉଦ୍ଧାର ହେଉ ବା ନ ହେଉ, ମୋର କୃଷ୍ଣ ପ୍ରାପ୍ତି ହେଉ ବା ନ ହେଉ, ମୋର ସଂସାର ମୁକ୍ତି ହେଉ ବା ନ ହେଉ,
ମୁଁ ଗୁରୁଦେବଙ୍କର ଆଦେଶ ବିନା ଅଲଗା କିଛି କାମନା କରେ ନା, ମୋର ଏଇଟା ଆବଶ୍ୟକ। ମୁଁ ସ୍ୱପ୍ନରେ ମଧ୍ୟ ମୁଁ ଅଲଗା କିଛି ଚିନ୍ତା କରୁନାହିଁ। ସ୍ୱପ୍ନରେ ଏଇଟା ମୋର ସାଧ୍ୟ, ସେ ଲେଖିଛନ୍ତି ଏଇଟା ମୋର ସାଧନ। ବାସ୍ ଏଇ ସ୍ଥିତିକି ନହେଲେ ଜଣେ ସାଧୁ କୃପା କେମିତି ପାଇବ? ଆମେ କେତେ ସାଧୁଙ୍କର ସୁଖ ଦେଖୁଛେ, କେତେ ଆମ ନିଜର ସୁଖ ଦେଖୁଛେ, ଆମେ ନିଜେ ବିଚାର କରୁନେ। ଆମେ କରୁଣାଟା କେମିତି ପାଇବା? ଗୋଟେ ଲେବର ସିଏ ମଥା ବିକି ଦେଇଛି କୋଉ ଅଫିସରେ, ଅଫିସର ଆସି ଯେତେବେଳେ କହୁଛି ଏତିକି ଟାଇପ ରେ ଆଜି ବାଡେଇ ଦବାକୁ ପଡିବ, ସେ ବାଡେଇ ଦଉଛି ନା, ତାର ସୁଖ ଭୋଗ କିଛି ନାହିଁ, ଖାଉ ବା ନ ଖାଉ ପଇସା ନେଇ କାମ କରୁଛୁ। ସାଧାରଣ ଦେହ ପାଇଁ ତାଙ୍କର ଏତିକି ସିରିୟସନେସ୍, ଗମ୍ଭୀରତା ଅଛି। ଆମେ ପ୍ରଭୁଙ୍କୁ ପ୍ରାପ୍ତ ହବା, ସେଥିପାଇଁ ସମର୍ପିତ, ଜଣେ ସମର୍ପିତ ଆତ୍ମାଙ୍କ ନିକଟରେ ସମର୍ପିତ ହବା, ଏ ବ୍ୟବସାୟିକ ବୁଦ୍ଧି। ସେଥିରେ ଗୁରୁଦେବଙ୍କର ଆଦେଶକୁ ସର୍ବସ୍ୱ କରି ସନାତନ ଛାଡିକି ପଳେଇଗଲେ। ପ୍ରଭୁ ତାଙ୍କର ଏଠି ମଦନ ମୋହନ ରହିଲେ, କୃଷ୍ଣଦାସ ପୂଜାରୀ ରହିଲେ, ନନ୍ଦଗ୍ରାମରେ ରହିଛନ୍ତି। ପ୍ରେମେ ତେ ବିହୋଲ ସଦା କୃଷ୍ଣ ଆରାଧନେ, ପ୍ରେମେ ତେ ବିହୋଲ ସଦା কৃষ্ণ আরাধনে, বৃন্দাবন হইতে আসি এ নির্জন বনে, বৃন্দাবন হইতে আসি এ নির্জন বনে, কে না জানে আছে এই ঠাই, কেহ না জানে আছো এই ঠাই, সঙ্গোপনে রহে ভক্তের চেষ্টা নাই, সঙ্গোপনে রহে ভক্তের চেষ্টা নাই। ପ୍ରେମରେ ବିହୋଲ ସଦା କୃଷ୍ଣ ଆରାଧନା, ସବୁବେଳେ କୃଷ୍ଣ ଭକ୍ତିରେ ପ୍ରେମରେ ବିହୋଳିତ ଅବସ୍ଥା, ଆମିଷ ଅବସ୍ଥା ରହୁଥିଲେ। ଆଉ କୃଷ୍ଣଙ୍କ, ଭଗବାନ ଶ୍ରୀକୃଷ୍ଣଙ୍କ ସେବା କରୁଥିଲେ ସନାତନ। ଦେହାଭିନିବେଶ, ଦେହର ଆବଶ୍ୟକତା ଜଣେ ଭୁଲି ପାରିବ, ଦେହର ଆବଶ୍ୟକତା ପୂରଣ କରିକି ନାହିଁ। ଖାଇଦେଲା ପରେ ମଣିଷ ଦେଖନ୍ତୁ କେତେ ଶରୀରଟା କେମିତି ଗୋଟେ, ଶରୀର ଅବିଦ୍ୟା ଜାଲ କାହିଁକି କୁହାଯାଇଛି? ବୈଷ୍ଣବ ମାନଙ୍କୁ କୁହାଯାଇଛି, କର୍ମୀ ଲୋକ କୁହାଯାଇଛି। ଶରୀର ଅବିଦ୍ୟାର ଜାଲ, ଜାଲରେ ପଡିଲେ ମାଛ କଣ ହୁଏ? ଛଟପଟ ହୁଏ କି ନାହିଁ? ଛଟପଟ ହେଲେ କଣ ହୁଏ? ଆରେ ସେ ଯେତେ ଛଟପଟ ହବ ସେ ସେତେ ଜାଲର ଗୋଡେଇବ। ଚୁପଚାପ ରହିଯିବ ତ ଭଲ, ଯେତେ ଛଟପଟ ହବ ସେ ଗୋଡେଇ ହବ। ସେ ଗୋଟେ ଏ ଶରୀର ଗୋଟେ ଅବିଦ୍ୟାର ଜାଲ। ଅବିଦ୍ୟାର ଜାଲ କାହିଁକି ନା ଶରୀରର ଯେଉଁ ଯେଉଁ କାମନା ଆମେ ପୂର୍ଣ୍ଣ କରୁଛେ, ସେ ସେଇ କାମନାକୁ ସୂକ୍ଷ୍ମ ଭାବରେ ବଢିବା ପାଇଁ ଚେଷ୍ଟା କରୁ। ସନ୍ଧ୍ୟାବେଳୁ ସକାଳେ ଖାଇଥିବା, ସନ୍ଧ୍ୟାବେଳକୁ ବଞ୍ଚିବାକୁ ମରିବା ଠିକ ନାହିଁ। ସକାଳେ ପ୍ରସାଦ ପାଇସାରି ପଚାରେ ମାତାଜୀ କଣ ସନ୍ଧ୍ୟାବେଳକୁ କି ସବଜି କରିବ? ମୁଁ ବାପା ସନ୍ଧ୍ୟାବେଳକୁ ବଞ୍ଚିବା, ଇଏ ଭୋଜନ ସରିଲା ସବୁ ସମୟ ଇନ୍ଦ୍ରିୟ ମାନଙ୍କର ତାଙ୍କର ଯୋଉ ଆବ୍ୟସ୍ତା ରହିଛି ଭୌତିକ ବସ୍ତୁ ପ୍ରତି, ସବୁ ସମୟରେ ସେ ସାଙ୍ଗେ ସାଙ୍ଗେ ଗୋଟିଏ କାମନା ପୂର୍ଣ୍ଣ କରିଦେବେ। ଆଚ୍ଛା ଆଚ୍ଛା ଏଇଟା ହେଇଗଲା, ସେଇଟା କେତେବେଳେ ବୋଲିବ? ଅବିଦ୍ୟାର ଜାଲ ଆମକୁ ସୂକ୍ଷ୍ମ ଭାବରେ ଇନ୍ଦ୍ରିୟ ମାନେ ତାଙ୍କର କାମନା ଆଡକୁ ଟାଣିକି ଆମକୁ ଜାଲ ଭିତରେ ପକଉଛନ୍ତି। ଭଜନ ଲେଖିଛନ୍ତି, ଏ ମିନ ତୁମି ପଢିଛ ମାୟା ଜାଲେ, ବିନୋଦ ଠାକୁର ଲେଖିଛ, ଭକ୍ତିବିନୋଦ ଠାକୁର ଲେଖିଛ। ରେ ଜୀବ ତୁ ମାୟା ଜାଲରେ ପଡୁଛୁ, ଛଟପଟ ହଉଛୁ। ଏଇ ଇନ୍ଦ୍ରିୟ ମାନେ ଏତେ ମାନେ ତାଙ୍କର ଆବଶ୍ୟକତା ରହିବେ, ଯେଉଁ ଯେଉଁ କାମନା ଆପଣ ପୂର୍ଣ୍ଣ କରିକି ଯିବେ, ସେଇ କାମନା ପ୍ରତି ସେମାନେ ପୁଣି ମନ ବଢେ। କିନ୍ତୁ ଭକ୍ତିରେ ଏଟା ଓଲଟା, ଭକ୍ତି ଓଲଟା କେମିତି? ସେଥିପାଇଁ ଆପଣ ଯେଉଁ ଯେଉଁ ଜିନିଷକୁ ତ୍ୟାଗ କରିବେ, ସେଇ ଜିନିଷ ପ୍ରତି ଇନ୍ଦ୍ରିୟ ମାନେ ତାଙ୍କର ଯୋଉ ଭାବନାଟା ଘୁରି ଯିବେ। ଦେଖନ୍ତୁ ଆପଣ ପରୀକ୍ଷା କରି, ଯିଏ ଗୋଟେ ଏଇ ମୋର ଖାଇବାରେ ଏଇ ଜିନିଷଟା ଦରକାର, କହିବେ ନା ମୁଁ ଆଜିଠୁ ଏଇଟା ଖାଇବିନି। ପୁଣି ଖାଇବା ସମୟରେ ମନ ସେଇଟାକୁ ଜଣେଇବ, ଇନ୍ଦ୍ରିୟ ଜଣେଇବ, ନାଇଁ ଆଜି ଭଲ ଲାଗୁନି, ମୋ ପେଟଟା ମତେ ଖରାପ ହେଲା। ଯେମିତି କର୍ମୀ ଲୋକ କୁହନ୍ତି, ଆଜ୍ଞା ସବୁ ତ ଛାଡିଦେଲେ, ଟିକେ ବୁଢାଟା ଛାଡିଦେଲେ।
ତ ସବୁ ଆଜ୍ଞା ମୋର ଛାଡ଼ିଦେବି, ସେଟା ଛାଡ଼ିବେ ନା, କାହିଁକି ନା ସେଟା ନ ଖାଇଲେ ତ ଝାଡା ହବନି। ସେଇଟା ପ୍ରକୃତ କଥା ନୁହେଁ। ତାର ଇନ୍ଦ୍ରିୟଟା ଏମିତି ଅଭ୍ୟସ୍ତ ହେଇଯାଇଛନ୍ତି, ସିଏ ଭାବୁଛନ୍ତି ଏଇଟା ମୋର ଡିମାଣ୍ଡ, ଇନ୍ଦ୍ରିୟର କାମ। ଭକ୍ତ ବି ସେଭଳିଆ ବିଚାର କରିବା ଦରକାର, ମୋର ଭଜନର କେଉଁ କେଉଁ ଜିନିଷ ପ୍ରତିକୂଳ ଅଛି, କାରଣ ସେଇ ଜିନିଷଟା ସେ ତ୍ୟାଗ ନ କଲା ପର୍ଯ୍ୟନ୍ତ ଭଜନର ଆବେଶ ଆସିବେ କେବେ ଆସିବେ? ଆଉ ମନ କଣ ଦେବେ ନା, ମୋର ତାହେଲେ ନହେଲେ ଚଳିବନି ଆଉ ମନେ କହିବ। ସେଥିପାଇଁ ଯୋଉ ଗୋସ୍ୱାମୀ ମାନେ ପ୍ରେମର ବିହଳ ହଉଥିଲେ ଶୁଣିଲେ ଜଣେ ଆଶ୍ଚର୍ଯ୍ୟ, କେମିତି ଆମେ ବସିକି ଗୋଟେ ଜାଗାରେ କେବଳ ହରେ କୃଷ୍ଣ ନାମ କରିକି ବିହଳି ଯାଉଥିଲେ, କାରଣ ଇନ୍ଦ୍ରିୟ ମାନଙ୍କର ବୃତ୍ତିଟା ବୋଧ ହେଇଯାଇଛି। ଧ୍ରୁବଜୀ କଣ କହିଲେ? ଜ୍ୱନ୍ତ ପ୍ରବିଶ୍ୟମିମ ବାଚୈମଂ ପ୍ରସୁପ୍ତା, କହିଲେ ନା, ସଞ୍ଜୀବୟତି ଅଖିଳ ଶକ୍ତିଧର ସଦାମ୍ନା। ଇନ୍ଦ୍ରିୟ ମାନଙ୍କ ବିଷୟରେ, ଭଗବାନଙ୍କର କରୁଣା ବିଷୟରେ ଧ୍ରୁବଙ୍କର 12ଟା ସ୍ତୁତି ହଉଛି 12ଟା ଆଦିତ୍ୟ। ପ୍ରଥମ ଆଦିତ୍ୟ 12ଟା ସୂର୍ଯ୍ୟ ଭିତରେ ଗୋଟିଏ ଶୋଇଛି। ଇନ୍ଦ୍ରିୟ ମାନେ ସଂସାର ଆମକୁ ପକେଇଛନ୍ତି ନା, କେତେବେଳେ ଇନ୍ଦ୍ରିୟ ମାନେ ଆମକୁ ସଂସାର ଉଦ୍ଧାର କରିବେ? ଜ୍ୱନ୍ତ ପ୍ରବିଶ୍ୟମିମ ବାଚୈମଂ ପ୍ରସୁପ୍ତା, କେତେବେଳେ ଭଗବାନଙ୍କର କରୁଣା ସାଧୁଗୁରୁଙ୍କ ମାଧ୍ୟମ ଦେଇ ଅନ୍ତର ଭିତରେ ପଶିବ, ପଶିଲେ କଣ ହବ? ଧ୍ରୁବ ମହାରାଜ କହୁଛନ୍ତି, ମୁଁ ବୁଝିପାରୁଛି, ମୁଁ ଉତ୍ଥାନ ପାଦର ପୁତ୍ର ବଡ ଅଭିମାନ ଥିଲି। 5 ବର୍ଷର ବାଳକ କିଏ ଅଭିମାନ, ଯାର କ୍ରୀଡ଼ନକ ହଉଛି ସମ୍ପତ୍ତି, ମୋ ବାବାକୁ ମୁଁ ଅନାଦର କରି, ଉତ୍ଥାନ ପାଦର ସମ୍ପତ୍ତିକୁ ଅନାଦର କରି, ବୈଷ୍ମତିପୁରକୁ ଅନାଦର କରି ମୁଁ ପଳେଇ ଆସିଥିଲି, ଏତେ ଅଭିମାନ ଥିଲି। ମୋ ଇନ୍ଦ୍ରିୟ ମାନେ ସମ୍ପୂର୍ଣ୍ଣ ବୈରୀ ଭାବ ଆଣିଥିଲେ ବୈଷ୍ମତିପୁର, କିନ୍ତୁ ମୋ ପରିବର୍ତ୍ତନ ମୁଁ ଲକ୍ଷ୍ୟ କରିପାରୁଛି। କେମିତି ଲକ୍ଷ୍ୟ କରିପାରୁଛି? ମୁଁ କରୁଣାଟା ପାଇଗଲି। କେମିତି ଧ୍ରୁବ ତୁମେ କରୁଣା ପାଇଲ? ଯୋ ଅନ୍ତ ପ୍ରବିଶ୍ୟ ଇମଂ ବାଚମିମଂ ପ୍ରସୁପ୍ତା, ମୁଁ ଯୋଉ ବଚନ କହୁଛି ମୋ ଅନ୍ତର ଭିତରେ ପ୍ରଭୁ ପଶିଲେ, ପ୍ରବେଶ କଲେ। ସଞ୍ଜୀବୟତି ଅଖିଳ ଧର ଶକ୍ତି ସଦାମ୍ନା, ମତେ ବଞ୍ଚେଇ ଦେଲେ ମୋର ଇନ୍ଦ୍ରିୟ ମାନଙ୍କୁ, ସେ ଜୀବିତ କରିଦେଲେ, ଶୋଇକି ରହିଥିଲେ ଇନ୍ଦ୍ରିୟ ମାନ। ଇନ୍ଦ୍ରିୟ ମାନଙ୍କର ସେଠି ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କର 2ଟା କଥା ଲେଖେ, ସିଦ୍ଧାନ୍ତ ଆଚାର୍ଯ୍ୟ, ଭକ୍ତି ସିଦ୍ଧାନ୍ତ ଆଚାର୍ଯ୍ୟ 2ଟା କଥା ଲେଖେ। ଇନ୍ଦ୍ରିୟ ମାନଙ୍କର 2ଟି ବୃତ୍ତି ଅଛି, ଗୋଟେ ମାଇକ ବୃତ୍ତି ସମସ୍ତଙ୍କର। ଆପଣ ମାନେ ଯୋଉମାନେ ଆସିଛନ୍ତି ବାହାରୁ ଆସିଛନ୍ତି ଭକ୍ତ ନୁହନ୍ତି, ଆମେ କହିପାରିବୁନି ଆପଣ ମାନେ ଭକ୍ତ ନୁହନ୍ତି, କଥା ଶୁଣୁଛନ୍ତି ଆପଣ ମାନେ ଭକ୍ତ, ଯେ ଆପଣ ମାନେ ବି ଭକ୍ତ, ଆପଣଙ୍କର ଇନ୍ଦ୍ରିୟର ବି 2ଟି ବୃତ୍ତି ଅଛି, ଭକ୍ତର ଇନ୍ଦ୍ରିୟ ବି 2ଟି ବୃତ୍ତି ଅଛି। ସବୁ ଜଗତର ଯେତେ ଜୀବ ଅଛନ୍ତି ତାଙ୍କର 2ଟି ବୃତ୍ତି ଅଛି, ଗୋଟେ ଅନ୍ତର ବୃତ୍ତି, ଗୋଟେ ବହିବୃତ୍ତି। ଯେତିକି ସମୟ ଭଗବାନଙ୍କର ନାମ କରିବାକୁ ଆପଣଙ୍କୁ ଭଲ ଲାଗୁଛି, ଆପଣ ବୁଝିବେ ଜିହ୍ୱାର ସେତିକି ଅଂଶ ପ୍ରାକୃତ ଆସିଛି, ଅପ୍ରାକୃତ ଆସିଛି। ପ୍ରଭୁଙ୍କର କୃଷ୍ଣ ବଳରାମ ଦର୍ଶନ ବହୁତ ସୁନ୍ଦର। ଯେତିକି ସମୟ ଆପଣ ଚାହିଁ ପାରୁଛନ୍ତି ଭଗବାନଙ୍କ ରୂପକୁ ଦେଖି ଆନନ୍ଦିତ ହଉଛନ୍ତି, ଚକ୍ଷୁର ସେତିକି ଅପ୍ରାକୃତ ଆସିଛି, ଆଉ ଅବଶିଷ୍ଟ ପ୍ରାକୃତ ରହିଛି। ଧ୍ରୁବମାନେ ସେଟା ଉପଲବ୍ଧି କରୁଛନ୍ତି ନା, ମୁଁ ବର୍ତ୍ତମାନ ଅଖିଳ ଶକ୍ତି ଧର ସୁଦାମ୍ନା, ଭଗବାନ ଯିଏ ଅଖିଳ ଶକ୍ତିର ଆଧାର, ସେ ମୋ ଇନ୍ଦ୍ରିୟ ମାନଙ୍କୁ ସବୁ ସଂଯୋଗ କରିଦେଲେ। ନା କାହିଁକି ନା ମୋ ଆଖି ଧାଉଁଛି ବର୍ତ୍ତମାନ କେବଳ ପ୍ରଭୁଙ୍କର ରୂପ ଦେଖିବି, କର୍ଣ୍ଣ ଚାହୁଁଛି ପ୍ରଭୁଙ୍କର କଥା ଶୁଣିବି। ଏ ଅପ୍ରାକୃତ ଲାଭ ହବ, ଅପ୍ରାକୃତ। ୟାର ବିପରୀତ ଦେଖନ୍ତୁ, ଯେମିତି ସଂସାରୀ ଲୋକ ତାକୁ ଭଗବାନଙ୍କର କଥା 2 ମିନିଟ୍ କହିଲେ, ସେ ଆପଣ ତାକୁ ଭଗବାନ କଥା କହିଲେ, ସେ ବୁଲେଇ ବୁଲେଇ ସଂସାର କଥା ପକେଇବେ, ତାକୁ ଭଲ ଲାଗିବ କି? କାରଣ ତାର ଇନ୍ଦ୍ରିୟ ଗୁଡାକ ପ୍ରାକୃତ ହେଇକି ରହିଛ। ଆପଣ ଯୁଆଡେ ଟାଣିକି ନେବେ ଲୋକଟାକୁ, ଆପଣ ଚାହୁଁଥିବେ ଗୋଟେ କଥାଟାକୁ କହିକି ଛିଡେଇବେ, ସେ ଛଟକିନି ବୁଲେଇ ଦେବେ, ଆପଣଙ୍କ କଥାଟା କାଟି ଦେଇକି ବୁଲେଇ ଦେବେ ପୁଣି ସେ ସଂସାର। କର୍ମ ତ ବଡ, ଆଉ କଣ ଏତେ କଥା ଅଛି, କର୍ମ ହିଁ ଭଗବାନ ବୁଲେଇ ଦେବେ ସଂସାର, କାରଣ ସେ କର୍ମଟା ମିଳୁଛି। କାରଣ ତାଙ୍କର ଇନ୍ଦ୍ରିୟ ଗୁଡିକ ତାଙ୍କୁ ଦୋଷ ଦେଇପାରିବାନି, ଇନ୍ଦ୍ରିୟ ତ ଅନାଦି କାଳ ତାଙ୍କର ପ୍ରାକୃତ ଅଂଶ ହେଇକି ରହିଛି। ତେଣୁ ଏଇ ପ୍ରଭୁଙ୍କର ନାମ କୀର୍ତ୍ତନ, ସାଧୁଗୁରୁଙ୍କ ଆଶ୍ରୟ ସେବା, ଏହା ଦ୍ୱାରା ଇନ୍ଦ୍ରିୟ ଗୁଡିକ ଶୁଦ୍ଧ ହୁଅନ୍ତି। କାହିଁକି ନୂତନ ଭକ୍ତ ମାନଙ୍କୁ ମନ୍ଦିର ମାର୍ଜନ କରିବା ପାଇଁ ଦିଆଯାଏ? କାହିଁକି ନୂତନ ଭକ୍ତ ମାନଙ୍କୁ ବିଗ୍ରହଙ୍କର ବାସନ କଣ ପ୍ରଭୁ ସେବା କରିବା ପାଇଁ ଦିଆଯାଏ? କାହିଁକି ନା ସେ ବଳଦେବ, ଏ ସବୁ ବଳଦେବଙ୍କର ବିସ୍ତୃତାଂଶ, ତ ଏଇ ବଳଦେବଙ୍କର କୃପା ପାଆନ୍ତୁ। ବଳଦେବ ସେବା କରୁଛନ୍ତି ନା, 10 ଦେହ ଧରି କରେ କୃଷ୍ଣର ସେବନ, 10 ଦେହ ଭିତରେ ଏସବୁ ଅଛି। ଏହା ଦ୍ୱାରା କଣ ହବ ନା, ଇନ୍ଦ୍ରିୟ ତାର ଅପ୍ରାକୃତ ଅଂଶଟା ଲାଭ କରିବ। ଇନ୍ଦ୍ରିୟ ଅପ୍ରାକୃତ ଅଂଶ ଲାଭ କରିବା ପାଇଁ ବେଶୀ ସମୟ ଲାଗେ ନା। ତାଙ୍କର ଗୁରୁତ୍ୱ ବୁଦ୍ଧିଟା କେତେ ଅଛି, ଆଉ ସେ ସାଧୁଗୁରୁଙ୍କର କଥା ଉପରେ କେତେ ଗୁରୁତ୍ୱ ଦଉଛନ୍ତି। କରୋନାଟା ସାଙ୍ଗେ ସାଙ୍ଗେ ମିଳିଯିବ। ସନାତନ ଶ୍ୟାମାନନ୍ଦ ଦୁଃଖୀ ନାମ ଥିଲା, ଦୁଃଖୀ କୃଷ୍ଣ ଦାସ। ଦୁଃଖୀ କୃଷ୍ଣ ଦାସ ଶ୍ୟାମାନନ୍ଦ ହେଲେ। ସିଏ ତ
मंजरी सखी आम साधक मान देखे सेवार स्वरूप कौन, साधुगुरु वैष्णव मान आदेश कौन, साधक किभଳି दर्शन कर सेवा आमर तो विचार आस भेद प्राकृत अप्राकृत केउ सेवार मो देहटा भल रही मो इंद्रिय टी सुख से सेवा अलगाटा सेवा कारण आमर प्राकृत अंशटा बेसी अच्छी देह सुख जी चाहिए आम से सेवाटा न गोस्वामी अप्राकृत अंश विहल प्रेमर विहल होकर रही निर्जन रही संगोपन रही ये शब्द बड़ा गुरुत्व संगोपन गोस्वामी बेसी संग करून कहीं ना विजातीय संग हेले सब नष्ट हो सब नष्ट हो गोटे जमी आप भल से कौन सब गाँ गड़े कहते पाटिणी धान बुणी 1000 धान बुणी बुणी जदि बालुंगा पशिला से बालुंगा न काटिले ठीक टाइम रे से आर वर्ष को धान पाइबे सब बड़ ना से दोषटा संक्रमित हो गला जमीटा से संगटा गोटे ए पिला बस चुप एथर कहीं जांच कर संक्रमित संगटा संक्रमित करके मैंने आम खराब संग कथा कहूने भक्त निकट में बसवा समय आमर जब भजन कर प्रयास थाए जन साधक भजन कर प्रयास अच्छे से नाम पर गुरुत्व दौर से नाम पर तार निष्ठा अच्छी कि ठिकना संग ना सी आउ जड़े भक्त कह ना यहाँ जिन ठीक नुह मुझे ये शुणी थी तुम कौन ये जिनटा नाम कथा कौच से जदि रूप गोस्वामी कहले समजातीय संग कर भक्ति कथा मुझे कौच आम भाई साधक कथा कहूँ जो मैंने भक्ति स्तर में पहुंचती से भी समजातीय संग कर शुणुले ना आसिले सनातन हरिदास बसार जाए राय रामानंद से सुरदाम सांग रे गदाधर पंडित एकाकी रे महत्व रही भागवत शुणा संगटा बहुत गुरुत्व संग जड़े गंभीर छात्र पाखे आउ जड़े पिला रही सब दांत को देखा स्कूल कॉलेज ना से कहे कहीं से जहाँ पाठ पढ़ते से भूल ये तो एमती गोटे मजा कथा कहे हसब जहाँ पढ़ला गला संगटा बड़ा गुरुत्व से गोस्वामी मान तो प्राकृत अंश ना इंद्रिय अप्राकृत अंश से संगोपन रोते एकाग्र कौन करुले निरंतर भजन लगे निरंतर कहीं जानती सनातन क्यों कि गले कि मदन गोपाल जानी मदन मोहन कौन कर बाड़ी धरी उष्णी मान पगड़ी कर गोप बालक बेश 4 दिन हो युवक्षम दायित्वटा सी ने ना गोटे लोटार क्षीर नहीं जाए भगवान का आगे सनातन का आगे क्या दाड़ाई गोस्वामी मुखे हर्ष हया भगवान निजे दुग्ध भोग आसिक पहुंचे एमती भक्तर भक्त वत्सल्यता प्रभु प्रकट कर सनातन पाखे आउ भांड नवा तुम जीवा दरकार ना मत खोजा दरकार ना मो पाखे गाय चरोची मुझे भावटा नहीं सनातन केमी जानले कि कृष्ण बोली जो सी पालन कले प्रसाद महिमाटा कौन प्रसाद महिमा भक्ति ठाकुर कौन कहला आगे आम कौन बोलचे महाप्रसादे गोविंदे नाम ब्रह्मणि वैष्णवे
ସ୍ୱଳ୍ପ ପୁଣ୍ୟମ ବତାମ ରାଜମ ବିଶ୍ୱାସମ ଏଇ ବଜାଏ ଚାରିଟା ଜିନିଷ ଅପ୍ରାକୃତ ନାମ ପ୍ରଥମ କଣ ହେଲା? ମହାପ୍ରସାଦ, ଗୋବିନ୍ଦ, ନାମ ବ୍ରହ୍ମ ଆଉ ବୈଷ୍ଣବ। ଏ ଚାରିକି ପ୍ରଭୁଙ୍କ ପ୍ରତି ଯଦି ବହୁତ ଦୃଷ୍ଟି ନ ଆସିଛି ଭଜନ କରିବାକୁ କଷ୍ଟ। ଏଇ ତ କୃପାର ଫଳ। ପ୍ରସାଦର ସ୍ୱାଦ, ପ୍ରସାଦର ସ୍ୱାଦ କଥା କଣ କହି ଗୁରୁଦେବ ଆମର କୁହନ୍ତି। ଏ ଯୋଉ ଗୌରନିତାଇ ଅଛନ୍ତି ଦେଖୁଛ ନା, ଇଏ ତଳେ ଥିଲେ, ତାଙ୍କର ବହୁତ ଲୀଳା ଅଛି। ଯେତେବେଳେ ଛୋଟ ଏ ରେଷ୍ଟୁରାଣ୍ଟରେ ମୋ ତ ପଇସା ନଥାଏ ସେତେବେଳେ, ଏକାକି ତ ଗୁରୁଦେବ ତଳେ ରଖିଛନ୍ତି। ଥରେ ଚୋର ଆସିଛନ୍ତି, ଚୋର ଯେତେବେଳେ ଆସିଛନ୍ତି, ଚୋର ଆସି କଣ କରିଛନ୍ତି, ଠାକୁର ସେ ତ ଭଗବାନ ତ ପ୍ରେମରେ ବନ୍ଧ ନା, କାରଣ ଏଇ ଗୌରନିତାଇ ଏଇଥର ଆସିଥିଲେ ଜୟପାଦ ଲୋକନାଥ ମହାରାଜ, ସେ କହୁଥିଲେ କେମିତି ଗୌରନିତାଇ ଏଠିକି ଆସିଲେ। ସେ ରହିଗଲେ, ସେ କଥା କହିଲେ, ବଳଦ ଗାଡି ଏଠି ଭାଙ୍ଗିଗଲେ, ଏ ଯୋଉ ତାଙ୍କର ପଦଯାତ୍ରା ହଉଥିଲେ, ବଳଦ ଗାଡି ଯେତେବେଳେ ଗାଡି ନାହିଁ, ବଳଦ ଅପ୍ରକଟ ହେଇଗଲେ। ବଳଦ ଅପ୍ରକଟ ହେଇଗଲା ପରେ ଗୋଟେ ବଳଦ ରୋଗା ହେଇଗଲେ, ଗୋଟେ ବଳଦ ଅପ୍ରକଟ ହେଇଗଲେ। ସଂକୀର୍ତ୍ତନ ପଦଯାତ୍ରା ଏଠି ରହିଗଲେ। ଗୌରନିତାଇ ଏଠି ଆମର ପ୍ରଥମ ଗୁରୁଦେବଙ୍କର ଯେତେବେଳେ ବିଗ୍ରହ ନଥାନ୍ତେ ଗୌରନିତାଇଙ୍କୁ ରଖି, ଏ ବୃନ୍ଦାବନର ଗୌରନିତାଇ ଯୋଉ ଛୋଟ ଅର୍ଚା ବିଗ୍ରହ ରହିଲେ, ଗୁରୁଦେବ ସେବା କଲେ। ଚୋର ଥରେ ଆସିଛନ୍ତି, ଚୋର ଆସିକି କଣ ସେ ଠାକୁରଙ୍କୁ କଣ ନେବେ, ଠାକୁରଙ୍କୁ ଗଡେଇ ଦେଇକି ସେ ଭାବିଲେ ଶୁଣା ନା ହାଣ୍ଡି କଣ୍ଡେଇ କୁଣ୍ଡେଇକି ଧରିକି ସବୁ ଯାଇଛ। ବହୁବାର ଏଇଭଳି ସେତେବେଳେ ଲୀଳା କରନ୍ତି। ଗୁରୁଦେବ ଦେଖନ୍ତି ଯେତେବେଳେ ଏଠୁ ଯାଆନ୍ତି କୋଉଠି କହିଲେ, ଓଲ୍ଡଟାଉନ କୋଠବାଡି। ଗୁରୁଦେବ ଯେତେବେଳେ ଯାଆନ୍ତି ଓଲ୍ଡଟାଉନ କୋଠବାଡି, କେତେ ଜଙ୍ଗଲ ସବୁ ଥାଏ ଏଇଠି, ଦିଟା କାଳିଆ କୁକୁର ଏଠି ଜଗନ୍ତି। ଦିଟା ବଡ କାଳିଆ କୁକୁର ଦ୍ୱାର ମୁହଁରେ ଜଗିବେ। ଆଉ ଗୁରୁଦେବ ତখন ସେ ଆସି ଗୁରୁଦେବ ଆସିକି ପହଞ୍ଚିବେ ଦ୍ୱାର ମୁହଁରେ, ସେ ଦୁଇ ଜଣ ଭାଙ୍ଗି ଚାଲିବେ। ସେପଟୁ ମାନେ ଆଉ ରୁହନ୍ତି, ଦାୟିତ୍ୱ ନିଅନ୍ତି ମଠ। ଚୋର ଯୋଉ ଆସିଛନ୍ତି, ସେ ଯୋଉ ଭାବରେ ହଉ ସେ ଆଉ ପ୍ରଭୁଙ୍କୁ ନେଇ ପାରୁନାହାନ୍ତି। ହାଣ୍ଡି କଣ୍ଡେଇ ଦି ଖଣ୍ଡ ଧରିକି ଏଡେ ତେଣେ ଫୋପଡା ଫୋପଡି କରି ପଳେଇ ଯାଇଛି। ଯେତେବେଳେ ପଳେଇ ଯାଇଛନ୍ତି, ଗୁରୁଦେବ ଜାଣିଲେ କିଛି ବୋଧେ ସେବାର ତ୍ରୁଟି ହେଇଛି ନା କଣ। ସିଏ ଏଇ ଯୋଉ ଗୌରନିତାଇ ଅଛନ୍ତି, ତାଙ୍କର ଏଇ ପ୍ରସାଦ ମହିମାରେ ଆସିଲେ। ସେତେବେଳେ କଣ ପ୍ରସାଦ, ଆମେ ଯେତେବେଳେ ଆସିଥିଲୁ 1992 ମସିହାରେ, ସେତେବେଳେ ପ୍ରତି ରବିବାର ଦିନ ସମସ୍ତଙ୍କୁ ପ୍ରିୟ ପ୍ରସାଦ ଦିଆଯାଏ। ସମସ୍ତେ ବସିକି ପାଏ, ଗୁରୁଦେବ କ୍ଲାସ ଦେଇସାରେ ସମସ୍ତେ ବସିକି ପାରେ। ସେତେବେଳେ ଏଇଠି ରୋଷେଇ ହଉଥାଏ ଗୋପୀନାଥ ମନ୍ଦିର ପାଖରେ। ଆଉ ସେତେବେଳର ଅନ୍ନ ଡାଲମା ବହୁତ ସ୍ୱାଦ, ପ୍ରେମରେ ଭଗବାନଙ୍କୁ ସେବା କରାଯାଏ। ଗୌରନିତାଇ ମନ୍ଦିର ଅବଶ୍ୟ ପ୍ରତିଷ୍ଠା ହେଲେଣି, କିନ୍ତୁ ଗୁରୁଦେବଙ୍କ ସମୟରେ ଛୋଟ ଗୌରନିତାଇ ଥିଲେ, ଯିଏ ବି ପ୍ରସାଦ ପାଇଛନ୍ତି ନୂଆପଲ୍ଲୀର ଯେତେ ପ୍ରଭୁଙ୍କୁ ଗାଁ ଲୋକଙ୍କୁ ଡାକିବେ ନା ଇସ୍କନ ମନ୍ଦିର ପ୍ରସାଦ ସେଇ ସମୟରେ ଯୋଉ ଅନ୍ନ ଡାଲମା ହଉଥିଲା, ସିଏ କାହିଁକି ବର୍ତ୍ତମାନ ସେମିତି ବାସୁନି। ତାମରେ ଯୋଉ ପ୍ରଭୁ ନାହାନ୍ତି, ପ୍ରଭୁଙ୍କର ଗୁରୁଦେବଙ୍କ ପ୍ରତି ଜଣେ ପ୍ରେମୀ ଭକ୍ତ ପ୍ରତି ଯୋଉ ଭାବଟା ସେତେବେଳେ ପୂର୍ଣ୍ଣ ଭାବରେ ପ୍ରକଟ ହଉଥିଲା। ପୂର୍ଣ୍ଣ ଭାବ। ଆପଣ ପ୍ରଥମ ଥରେ କହିଥିଲି, ବିଗ୍ରହଙ୍କର ଶକ୍ତି, ବିଗ୍ରହ କେବେ ଦାରୁ ହେଇଯାଆନ୍ତି, ପାଷାଣ ହେଇଯାଆନ୍ତି ନା, ବିଗ୍ରହ ଭକ୍ତର ପ୍ରେମ ହିସାବରେ, ଶ୍ରଦ୍ଧା ହିସାବରେ ସେ ବ୍ୟବହାର କରନ୍ତି। ସ୍ୱଶକ୍ତିକୁ ସେ ଯାହା କହନ୍ତି ଲୋକାୟିତ ଭାବରେ ପ୍ରକଟ କରନ୍ତି। ଆଉ ଭଗବାନଙ୍କର ଯୋଉ ପ୍ରସାଦ ସେବନ କରିବା ଦ୍ଵାରା ଚିନ୍ମୟ ଶକ୍ତି ବ୍ୟକ୍ତିର ପ୍ରାପ୍ତ ହୁଏ। ଚିନ୍ମୟ ଏ ଲୋକନାଥ ମହାରାଜ କହୁଥିଲେ, ଏଥର ଆସିଥିଲେ, ଏଇ ଯୋଉ ଆସିଥିଲେ ପୁରୀ କରି ଗୌରନିତାଇ ରହିଲେ, କିଛି ଦିନ ପରେ ଆସିଲେ ଲୋକନାଥ ମହାରାଜ କହିଲେ ମୋର ଠାକୁରକୁ ମୁଁ ନେଇଯିବି। ମୋର ଠାକୁର ଆମ ପଦାର୍ଥ ଠାକୁର ପଦାର୍ଥରେ ଯିବେ। ଆଉ ଆସିଲେ, ଆସିକି ମାଗିଲେ। ଆଉ ଗୁରୁଦେବଙ୍କର ବହୁତ ମନ ଦୁଃଖ ହେଇଗଲା, କଣ କରିବା, ଆମ ମତେ ପ୍ରଭୁଙ୍କ ସମ୍ବନ୍ଧ ସ୍ଥାପନ ହେଇଗଲାଣି। ଆସି କହିଲେ ମହାରାଜ ଆଉ କଣ କରିବା, ଆମେ ତ ରଖିଛୁ, ଆମର ଠାକୁର ନାହାନ୍ତି, ଆମେ ବି ଗୌରନିତାଇ ଦିଅନ୍ତି। ନା ନାଇଁ, ଆମର ଏଇତ ପଦଯାତ୍ରା, ଗୌରନିତାଇ କେମିତି ରହିବେ। ଯେତେବେଳେ ବାରବାର ଅନୁରୋଧ କଲେ, କହିଲେ ତାହେଲେ ମୁଁ ଯାଉଛି ଗୌରନିତାଇଙ୍କୁ ପଚାର। ଗୁରୁଦେବ ଯାଇ କହିଲେ, ଆଉ ମହାରାଜ ଆସିଛନ୍ତି, ଆପଣଙ୍କୁ ନେଇଛି। ସେତେବେଳେ ଗୌରନିତାଇ କହିଲେ ମୁଁ ଏଠୁ ଯିବିନି, ଯାଇ କହିଦିଅ ମୁଁ ଯିବିନି। ରାତି ସେ ରାଗନ୍ତି, ସେ ତ କରୁଣାମୟ ଅବତାର, ରାଗନ୍ତି, ଭାବ ପ୍ରକାଶ ମାନେ ମୁଁ ଯିବିନି, ମୁଁ କହିଲି ମୁଁ ଯିବିନି। ମହାରାଜକୁ ଏକଥା କହିବାକୁ ପଡିଲା ନା, ଗୁରୁଦେବ କେବଳ କହିଲେ ଗୌରନିତାଇ ଚାହୁଁଛନ୍ତି ସେ ଯିବେନି।
ଯେ ଆପଣ ନବା କଥା ନିଅନ୍ତୁ। ଲୋକନାଥ ମହାରାଜ ବୁଝିଲେ। ତାହେଲେ କହିବାର ଭାବଟା ଭଗବାନଙ୍କର ଶକ୍ତିଟା କିଭଳି ସଂକ୍ରମିତ ହେଇଛି ଆପଣ ବିଚାର। ସେତେବେଳେ ଲୋକନାଥ ମହାରାଜ ବିଚାର କଲେ ଯେ କଣ ଯିବେନି ଠାକୁର, କଣ କଥା କହିନି, ସେ କିଛି ନାହିଁ। କେବଳ ଗୁରୁଦେବ ଏତିକି କହିଲେ, ମହାରାଜ ଗୌରୀନିତାଇ ଯିବା ପାଇଁ ଚାହୁଁନାହାନ୍ତି, ଯେ ଆପଣ ନେବେ ନିଅନ୍ତୁ। ଆଉ ଲୋକନାଥ ମହାରାଜ ନିଜେ କୁହନ୍ତି, ପୂଜ୍ୟବାଦ ଲୋକନାଥ ମହାରାଜ ନିଜେ କୁହନ୍ତି, ଇଏ ପ୍ରଭୁଙ୍କର ଗୌରୀନିତାଇଙ୍କର ଇଚ୍ଛା, ଆଉ ମହାରାଜ ରକ୍ଷା ପାଇଲେ ଇଚ୍ଛା କରୁଛନ୍ତି। ମୁଁ ବିଚାର କଲି ମୋର ହୃଦୟ ଭିତରେ ପୂର୍ଣ୍ଣ ଭାବରେ ଯାହା କୁହନ୍ତି ଦୃଢ ଭାବରେ ମୋର ବିଶ୍ୱାସ ହେଲା ଯେ ପ୍ରଭୁ ଏଇଠି ରହିବା ପାଇଁ ଚାହୁଁଛନ୍ତି। ଇଏ ହିଁ ଆରାଧ୍ୟ ଏଇଠି ରୁହନ୍ତି ଭୁବନେଶ୍ୱର ପ୍ରଥମ ବିକାଶ ପଳେଇ। ଆଉ ସେ ପ୍ରସାଦ ପାଇଁ ବହୁ ଭକ୍ତ ହେଇଛି ସେ ସମୟରେ। କାରଣ ସେଥିରେ ପ୍ରଭୁପା ଯେମିତି ପ୍ରସାଦ ଦେଇକି ଭକ୍ତ କଲେ ବିଦେଶରେ, କଣ କରୁଣା ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, ପ୍ରଭୁ ଆପଣ ଗ୍ରହଣ କଲେ ଜୀବର କଲ୍ୟାଣ ବିଦେଶ। ସେଥିପାଇଁ ଭକ୍ତ ହେଲେ ନା। ସେ କହିବେ ଆମେ ହାଲୁଆ ଖାଇକି ଆଉ ଗୋଲାପ ଜାମୁ କହନ୍ତି ବୁଲେଟ, ସେ କହିବେ ଇସ୍କନର ହାଲୁଆ ଆଉ ବୁଲେଟ ଖାଇକି ଆମେ, ସେ ଗୋଲାପ ଜାମୁ ହୁଏ ନା, ପ୍ରପାତ ଗୋଲାପ ଜାମୁ ସୁନ୍ଦର ତିଆରି କରନ୍ତି, ସେଟା ଜଗନ୍ନାଥଙ୍କୁ ଅର୍ପଣ କରି ଦିଅନ୍ତି। ଆଉ ବିଦେଶୀ ମାନେ କହିବେ ବୁଲେଟ ଅଛି ମହାରାଜ, ବୁଲେଟ। କାହିଁକି ନା ଥରେ ଯେ ଗୋଲାପ ଜାମୁ ପାଇଛି ସେ ଆଉ ରହିପାରିବନି। ଚାଲ ଚାଲ ବାବାଙ୍କ ପାଖକୁ ଯିବୁ। କଣ ବିଦେଶରେ ସୁଇଟ ନାହିଁ, ତାଙ୍କର ଯୋଉ କେକ୍ ଅଛି ଗୋଟେ ଗୋଟେ 100 ଗ୍ରାମର ଦାମ ଯାହା କହନ୍ତି 1000 ଟଙ୍କା। କିନ୍ତୁ ଇଏଥିରେ କଣ ଅଛି, ଏଥିରେ ଶ୍ରଦ୍ଧା ଅଛି, ପ୍ରୀତି ଅଛି, ପ୍ରଭୁଙ୍କର କରୁଣା ଅଛି, ଜଣେ ଭକ୍ତର ଆହ୍ୱାନ ଅଛି। ପ୍ରଭୁ ଏ ପ୍ରସାଦ ଆପଣ ଭୋଜନ କଲେ ଜୀବନ ଟିକେ ଗ୍ରହଣ କଲେ କରୁଣା ଅବତାର ଆପଣ ଗ୍ରହଣ କର। ତେଣୁ ପୂଜାରୀ ଯେତେବେଳେ ଲଗେଇବ ଭୋଗ ସେ ପ୍ରାର୍ଥନା କରିବ, ସ୍ତୁତି ସ୍ୱତନ୍ତ୍ର ଅଛି, ପ୍ରଭୁ ସବୁରି ହାତରୁ ଆପଣ ଯେପରି ପ୍ରେମରେ ଗ୍ରହଣ କରିଥିଲେ, ତାର ଦୋଷ କିଛି ଦର୍ଶନ କରିନଥିଲେ, ଆପଣ ସେଭଳି ମୋ ହାତ ଗ୍ରହଣ କରନ୍ତୁ। ବିଦୁରର ଘରେ ଯେଭଳି ସ୍ୱୟଂ ବିନା ଆମନ୍ତ୍ରଣ ଯାଇ ଆମର ଶାକ ଭଜା ଖାଇଥିଲେ, କଦଳୀର ଚୋପା ଖାଇଥିଲେ, ଆପଣ ମୋ ହାତରୁ ସେଭଳି ଗ୍ରହଣ କରନ୍ତୁ। ସୁଦାମାର ଖୁଦ ଭଜାକୁ ହେୟ ଜ୍ଞାନ ନକରି ଦ୍ୱାରକାପୁରୀରେ ପୂର୍ଣ୍ଣ ଐଶ୍ୱର୍ଯ୍ୟ ଯୋଉଠି ଅଛି ସେଠି ରହି ମଧ୍ୟ ଆପଣ ଗ୍ରହଣ କରିଥିଲେ, ଆପଣ ସେଭଳି ଗ୍ରହଣ କରନ୍ତୁ। କଣ ପୁଣି ପ୍ରାର୍ଥନା କରିବ ନା, ମୁଁ ସୁଦାମା ନୁହେଁ ପ୍ରଭୁ, ଆଉ ମୁଁ ବିଦୁର ନୁହେଁ, କିନ୍ତୁ ମୁଁ ପ୍ରାର୍ଥନା କରୁଛି ଆପଣ ଅତି ମୋ ଭଳି ଦିନ କରୁଣାମୟ ଜୀବ ଉପରେ ଆପଣ ସୁଦାମାଙ୍କ ପ୍ରତି ଯେଉଁ ଭାବ ରଖିଥିଲେ, ବିଦୁରଙ୍କ ପ୍ରତି ଯେଉଁ ଭାବ ରଖିଥିଲେ, ସେଇ ଭାବଟାକୁ ନେଇକି ପ୍ରଜାରେ ଏଟା ପ୍ରାର୍ଥନା କରେ। ସେ ଯୋଉ ପ୍ରସାଦ ସେଥିରେ କରୁଣା ରହିଲା, ବିଗ୍ରହଙ୍କ ପ୍ରସାଦରେ କରୁଣା ଅଛି, ଆଉ ସେ ତ ସାକ୍ଷାତ କୃଷ୍ଣ ଦେଇଛନ୍ତି। ସନାତନ କେମିତି ଜାଣିଲେ କି କ୍ଷୀରର ଇଏ ଗୋପ ବାଳକ ନୁହେଁ କୃଷ୍ଣ ବୋଲି? ଯେତେବେଳେ କ୍ଷୀର ଟିକେ ପାନ କରିଛନ୍ତି ଦେହର ଅଷ୍ଟସାତୀ ମହାବିକାର ଆସିଲା। ଆରେ ବ୍ରଜଭୂମିରେ ତ ମୁଁ ବହୁବାର କ୍ଷୀର ପାନ କରିଛି, କିନ୍ତୁ ଇଏ କ୍ଷୀର କଣ ଅଲଗା? କାହିଁକି ସେ ଜାଣିପାରିଲେ ନା, ଯାହା ତ ଅପ୍ରାକୃତ ଅଂଶରେ ତାଙ୍କର ତ 100% ଅପ୍ରାକୃତ ଅଂଶ। ସବୁବେଳେ ନାମ କୀର୍ତ୍ତନ, ଅଷ୍ଟପ୍ରହର ନାମ କୀର୍ତ୍ତନ, ଚାରିଦଣ୍ଡ ସ୍ୱୟଂ, ଅପ୍ରାକୃତ ଅଂଶଟା ଅପ୍ରାକୃତ ଜିନିଷ ଗ୍ରହଣ କରିବ ନା। ତେଣୁ ଆମର ଜିଭା ଯେତିକି ଅପ୍ରାକୃତ ଅଂଶ ହେଇଛି ପ୍ରସାଦରେ ସେତିକି ଆମକୁ ଭଲ ଲାଗୁଛି। ଏଇଟା ଶାଗଟା ଭଲ ଲାଗୁଛି, ପନିରଟା ଭଲ ଲାଗୁଛି, ଏଇ ଡାଲଟା ଭଲ ଲାଗୁଛି, ଏଇ ଜିନିଷଟା ଭଲ ଲାଗୁଛି, ଏଇଟା ସବୁ ତ ପ୍ରସାଦ। ସେଥିପାଇଁ ଶୁଣିଥିଲେ ନା ଆମେ ସୁପଚ ବାଲ୍ମୀକିଙ୍କ କଥାରେ, ସୁପଚ ବାଲ୍ମୀକି ଦ୍ରୌପଦୀ କହିଲେ ୟାର ଏଇ ଚଣ୍ଡାଳଟା ମୁଁ ଏତେ ପ୍ରକାର ରୋଷେଇ କରିକି ଦେଲି, ଇଏ କଣ ସବୁ ମିଶେଇକି ଏକାଥରେ ଖାଇଦେଲା, ଶଖ ବାଜିଲାନି। ପୁଣି କୃଷ୍ଣ କହିଲେ ହବ ନା, ଏ ସ୍ୱୟଂ ମହାରାଜ କୁହ, ସ୍ୱୟଂ ମହାରାଜ କଥା କୁହନ୍ତି, ସେ ପଦ ଜାଣିଛନ୍ତି, ପଦରେ ଗାଇ ଦିଅନ୍ତି। ଆଉ ଏଇଟା ମୁଁ ଖୋଜି ପାଇ ପଦରେ ଗାଇ, ଯାଅ ଯୁଧିଷ୍ଠିର, ମହାରାଜ ଲମ୍ବା ହାତ କହେ ଯାଅ ଯୁଧିଷ୍ଠିର ଡାକିକି ଆଣିବ, ସେ ପଦରେ ଗାଇ ଲମ୍ବା ହାତ ଏମିତି କହି, ସେଟା ଆମେ ନା ମୋଟରେ ଶୁଣୁ ସତର ପଡି। ଦ୍ରୌପଦୀ ଅପରାଧ କରିଦେଲେ, କଣ କହିଲେ, ଆରେ ଇଏ ଚଣ୍ଡାଳ ଲୋକ କଣ ଖାଇ ଶିଖିଛି? ଆରେ ଯାହାଙ୍କୁ ପ୍ରସାଦ ଦେଲା ପରେ ରାଜସ୍ୱ ଯଜ୍ଞ ପୂର୍ଣ୍ଣ ହବ, ଶଙ୍ଖ ବାଜିବ, ତାଙ୍କ ପାଇଁ ମୁଁ ଏତେ ଆଦରରେ ମୁଁ ବର ପାଇଛି। ପୁଣି ଦୁର୍ବାସନୀ କଲୁ, ମୁଁ ଏତେ ସୁନ୍ଦର ଭୋଜନ ପ୍ରସ୍ତୁତ କରିଛି, ସବୁ ମିଶେଇ ଖାଇଲା, ଜାତିର ଦୋଷ ଅଛି। ଏତିକି ମନରେ ଭାବିଛନ୍ତି ଭଗବାନ ଶ୍ରୀକୃଷ୍ଣ। ପୁଣି ବାଡେଇଲେ ଶଙ୍ଖକୁ, ବାଜିଲାନି। କହିଲେ ଦେଖ ତୁମ ଭିତରେ କିଏ ଅପରାଧ କରୁଛ କୁହ। ଏ ପଞ୍ଚ ପାଣ୍ଡବ ଦ୍ରୌପଦୀ, ଆଉ ଅପରାଧ କିଏ କରିବ? ଦ୍ରୌପଦୀ ସେଠି କହିଲେ
କହିଲେ ମୁଁ ଟିକେ ଭାବିଦେଲି ତାଙ୍କର ଜାତି ଦୋଷଟାକୁ ଭାବିଲି। କହିଲେ କାହିଁକି ଭାବିଲ? ନାଇଁ ଏତେ ସୁନ୍ଦର ଦ୍ରବ୍ୟ ଗୁଡାକ ସବୁ ରୋଷେଇ କରିଛି, ସେ ସବୁ କଣ ମିଶେଇ ଖାଇଲା? ଭଗବାନ ଶ୍ରୀକୃଷ୍ଣ କଥା ପଚାରେ କାରଣଟା କଣ ପଚରାଗଲା? ସେ କହିଲେ ଆଜ୍ଞା ମୁଁ ତ ଚଣ୍ଡାଳ, ଆଉ ଭୋଗଟା କିଏ ଖାଆନ୍ତି? ଭୋଗ ଯିଏ ପାଇବ, ଜଗତର ଭୋଗୀ ଯିଏ ପ୍ରଭୁ, ସେ ଭୋଗଟା ଆମେ ପ୍ରସାଦ ପାଇବା ନା। ପ୍ରସାଦଟା କଣ? ଉଚ୍ଛିଷ୍ଟ। ମୁଁ ଯଦି ସବୁ ଜିନିଷଟାକୁ ନ ମିଶି ଥାନ୍ତି, ଅନ୍ନ ଡାଲି ସବଜି ପାୟସ ପକୋଡା ଯାହା ସବୁ ସବୁ ଖଟା ପିତା ମିଠା ସବୁ ସଡ ରସକୁ ସବୁ ମିଶେଇ, ମୁଁ ସଡ ରସକୁ ମିଶେଇକି ଏଇଥିପାଇଁ ପାଇଲି, ମୁଁ ଯଦି ମିଠା ପାଇଥାନ୍ତି ତାହେଲେ କଣ କହିଥାନ୍ତି? ଏଟା ବଢିଆ ହେଇଛି। ଯଦି ଖଟା ପାଇଥାନ୍ତି ମିଠା କହିଥାନ୍ତି। ଆଉ ଯେତେବେଳେ ଆଉ ଗୋଟେ ସ୍ୱାଦ ଜିନିଷ ପାଇଥାନ୍ତି ସେତେବେଳେ ପ୍ରଶଂସା କରିଥାନ୍ତି। ତାହେଲେ ଏଇ ପ୍ରସାଦର ଆଉ ପ୍ରଭୁ ତ, ମୁଁ ତ ପ୍ରସାଦ ପାଉଛି, ପ୍ରଭୁ ତ ତାକୁ ଗ୍ରହଣ କରିଛନ୍ତି। ତେଣୁ ପ୍ରଭୁଙ୍କର ଯୋଉ ପ୍ରସାଦରେ ମୋର ଭେଦ ଅନ୍ତର ଆସିଥାନ୍ତି, ମୁଁ ଅପରାଧ ହେଇଥାନ୍ତି ପ୍ରସାଦ ନିକଟରେ। ସେଥିପାଇଁ ମୁଁ ମିଶେଇ ଖାଉ। ଦ୍ରୌପଦୀ ଏତିକି କହିବା ମାତ୍ରେ ଶଙ୍ଖ ବାଜିଲା, ଆଉ ବାଡିଆ କୃଷ୍ଣଙ୍କୁ ପଡିଲାନି, ଶଙ୍ଖ ବାଜିଲା। ପ୍ରସାଦର ମହିମା, ପ୍ରସାଦର ଚିନ୍ମୟ ମହାପ୍ରସାଦ ଗୋବିନ୍ଦେ। ଆଉ ପ୍ରାକୃତ ଅଂଶ ଆମର ଅଛି ବୋଲି ଆମେ ବିଚାର କରୁଛୁ, ଅପ୍ରାକୃତ ଅଂଶ ଯାହାର ପ୍ରାପ୍ତ ହେଇଛି, ସନାତନଙ୍କର ତ ଅପ୍ରାକୃତ ଅଂଶ ନାମ କରିକି କ୍ଷୀରଟାକୁ ପାନ କରି ଜାଣିଦେଲେ ଇଏ କୃଷ୍ଣଙ୍କର, ଇଏ କୃଷ୍ଣ ଦେଇଛ। ଭୋ ହେଇ କାନ୍ଦିନି, ପ୍ରଭୁ ଆପଣ କଣ କଲେ ମୋ ପାଇଁ, ମୋ ଭଳି ଚଣ୍ଡାଳ ପାଇଁ ଆପଣ ଏତେ ପରିଶ୍ରମ କରି କ୍ଷୀର ଧରିକି ଆସିବ? ଅତି ଦୁଃଖିତ ଅନ୍ତରରେ କହିଲେ ନା, ଆଜିଠାରୁ କିଛି କିଛି, କାରଣ ଇଷ୍ଟଙ୍କ ପ୍ରତି ଇଷ୍ଟଙ୍କର ଆମେ ସେବା କରିବା। ଇଷ୍ଟ ଯଦି ଆମର ସୁଖ ଦୁଃଖର କଥା ଚିନ୍ତା କଲେ, ତାହେଲେ ପ୍ରେମର ଗୋଟେ ଦାଗ ପଡିଗଲା। ପ୍ରେମରେ ଚୈତନ୍ୟ ଚୈତନ୍ୟ କୃଷ୍ଣ କବିରାଜ ଗୋସ୍ୱାମୀ ରଚନା କଲେ ନା, କୃଷ୍ଣ ପ୍ରେମ ସୁଖ ସ୍ନେହ ପାଇ ତାର ଏକ ବିନ୍ଦୁ, ଏକ ବିନ୍ଦୁ ଜଗତ ଯୋଉଟା ଅଛି ସେଥିରେ ଦାଗ, ସେଥିରେ ଗୋଟେ ଶବ୍ଦ ଅଛି, ଯେନେ ଶୁଦ୍ଧ ହେମ ନାଲୁ କାହିଁ କଣ ଦାଗ, ଏ ଯୋଉ ଦାଗ ଅଛି, ଯୋଉଠି ସ୍ୱଚ୍ଛ ବସ୍ତ୍ରରେ ଗୋଟେ ଦାଗ ରହିଯାଉଛି, ଗୋପୀମାନଙ୍କର ନିର୍ମଳ ପ୍ରେମରେ ବା ପ୍ରେମୀ ଭକ୍ତର ପ୍ରେମ ଭିତରେ କୌଣସି ଦାଗ ରହିବନି। କାରଣ ତାଙ୍କର ତତ୍ସୁଖ ସୁଖିତ୍ୱ ଭାବନା। କୃଷ୍ଣ ଯଦି ମୋ ପାଇଁ ଦୁଃଖୀ ହେଇକି ମୋ ଶରୀର ଚିନ୍ତାରେ କ୍ଷୀର ଧରିକି ଆସିଲେ, ତାହେଲେ ମୁଁ ତାଙ୍କର ସେବକ କେମିତି ହେବି? ମୁଁ ତାକୁ କଣ ସୁଖ ଦେବି? ବହୁତ ଦୁଃଖ ମନ। କହିଲେ ଆଜିଠୁ ମୁଁ ଟିକେ ଶରୀର ଧ୍ୟାନ ଦେବି। ସନାତନ ଚିନ୍ତା କଲେ ଆଜିଠୁ ଟିକେ ଶରୀର କଥା ଚିନ୍ତା କରିବି। ପୁଣି କୋଉ ଶରୀର କଥା ଚିନ୍ତା କରିବେ ଯେ? ଭଜନ ଆବେଶରେ ପୁଣି ବୁଲିବା ବାରବା। ତେଣୁ ସନାତନ ଏଭଳି ପାବନ ସରୋବର ରହିଲା ପରେ ପୁଣି କିଛି ଦିନ ଆସିଲେ ଇଷ୍ଟଙ୍କୁ ଦର୍ଶନ କରିବାକୁ ଆସିବେ, ପୁଣି ମନ ହୁଏ ଏତେ ଦାମୋଦର ଚୌଆର ଘରୁ ତ ଆସିଛନ୍ତି, ଟିକେ ଯିବା ଦେଖି ଆସିବା ମଦନ ଗୋପାଳ କେମିତି ଅଛନ୍ତି ବଡ ମନ୍ଦିରରେ। ଆସି ଯେତେବେଳେ ପହଞ୍ଚିଲେ, ରହିବେ ଗୋଟିଏ ଦିନ ବୃନ୍ଦାବନ, ଅନିକେତ ଗୋଟିଏ ବୃକ୍ଷ ମଳେ ଗୋଟିଏ ଦିନ, ବ୍ରଜରେ ଗୋଟିଏ, ଗ୍ରାମରେ ବି ଗୋଟିଏ ଦିନ, ଏ ଶାସ୍ତ୍ର ଲେଖା ଅଛି। ଯେତେବେଳେ ଆସିକି ପହଞ୍ଚିଗଲେ, ଘଟଣାକ୍ରମେ ଜଣେ ଦରିଦ୍ର ଆସିକି ପହଞ୍ଚିଛି, ତାର ନାମ ହଉଛି ଜୀବନ ଠାକୁର। ସେ ଦୀକ୍ଷିତ ନାମ ହଉଛି ଜୀବନ ଠାକୁର। ସେ କାଶୀ ପାଖର ଲୋକ, ଶିବଜୀଙ୍କୁ ବହୁତ ଆରାଧନା କରିଥିଲେ। ଶିବଜୀଙ୍କର ତ ଦୁଇ କୃପା, ସକପଟ ଅକପଟ। ସେ କପଟ ରଖିକି କୃପା ଦେବେ, ଯେମିତି ଆଉ ଅକପଟ କୃପା ମାନେ ନିଷ୍କପଟ କୃପା କୃଷ୍ଣଙ୍କ ଚରଣ ମିଳେ। କାରଣ ସେ ବୈଷ୍ଣବ ନା, ବୈଷ୍ଣବାନମ ଯଥା ସମ୍ଭବ। ତେଣୁ ସେ ଜୀବନ ଠାକୁରଙ୍କୁ ସେ ନିଷ୍କପଟ କୃପା କରିଛନ୍ତି। କଣ ବିଶ୍ୱନାଥ କଣ କହିଲେ? ହେଲେ ଯାହା ସନାତନ ବ୍ରଜରେ ରହୁଛନ୍ତି, ବୃନ୍ଦାବନରେ ଦ୍ୱାଦଶ ଟିଲାରେ ରହୁଛନ୍ତି, ସେ ମହାସମ୍ପତ୍ତି। କାଶୀ ବିଶ୍ୱନାଥ କହେ, ଇଏ ଯେତେବେଳେ ଆସିଲେ ଜୀବନ ଠାକୁର ଦେଖିଲେ, ରେ ଭଙ୍ଗା କୁଡିଆ, ଦୁଆର ମୋର ଗୋଟେ ତାଟି ଆଉ ଯାଇଛି। ତାଙ୍କ କୁଡିଆ କିନ୍ତୁ ସେମିତି ଥିଲା, ମନ୍ଦିର ବିଶା କୁଡିଆ ଯେତେବେଳେ ଆସିବେ ସେ କୁଡିଆ ଟିକେ ଆଉ ଭଜନ କରୁଛନ୍ତି। ଇଏ ଯାଇକି ଯେତେବେଳେ କାନ୍ଦିଲେ, ଆଜ୍ଞା କାଶୀ ବିଶ୍ୱନାଥ କହିଛନ୍ତି ଆପଣ ମହାଧନୀ ଲୋକ, ମତେ ଟିକେ ଦୟା କରନ୍ତୁ, ମୋ ଝିଅ ବିବାହ ହେଇପାରୁନି, ଗରିବ ଲୋକ। କହିଲେ ମୁଁ ତ ମହାକାଙ୍ଗାଳ। ନା ନା, ଆପଣ ଧନୀ, ମହାଧନରେ ଧନୀ, ତାହେଲେ କାଶୀ ବିଶ୍ୱନାଥଙ୍କର କଥାଟା କଣ ମିଥ୍ୟା ହେଇଥିବ କି? ସନାତନ ଚିନ୍ତା କଲେ, ତାହେଲେ ଶିବଜୀଙ୍କ କଥା କହିଦେଲେ, ଚିନ୍ତା କଥା ତ କହିଲେ ଚାଲ ଚାଲ ମୋ ପଛରେ।
ଯାଇକି ଯମୁନା ପାଖରେ ବାମ ଆଙ୍ଗୁଠିରେ ଦେଖୁଛୁ। କହିଲେ କହିଲେ ସେଇ ଜାଗାଟାକୁ ଖୋଳିଲ, ସେ ଜାଗାଟାକୁ ଖୋଳ। ବାମ ଆଙ୍ଗୁଠି ମାନେ ସ୍ପର୍ଶ କରୁନାହାନ୍ତି, ସେ କଣ ନା ସ୍ପର୍ଶମଣି। ସେ ଯୋଉ ସ୍ପର୍ଶମଣିକୁ ସେ ସ୍ପର୍ଶ କରୁନାହାନ୍ତି। ଆଉ ସେ ନୀଳକାନ୍ତ ମଣି, ପୁଣି ମଣି ଭିତରେ ପୁଣି ଭେଦ ଅଛି। ସେ ନୀଳକାନ୍ତ ସ୍ପର୍ଶମଣି, ଆଉ ତ କହିଲେ ଏଇଠି ବାବା ଖୋଲ, ଖୋଲିକି ତୁମେ ନିଅ। କିନ୍ତୁ ଦେଖନ୍ତୁ ଜଣେ ନିଷ୍କିଞ୍ଚନ ଶୁଦ୍ଧ ଭକ୍ତର ସଙ୍ଗର ମହିମାଟା କଣ। ସଙ୍ଗର ମହିମା, ସେ ଆସିଛି କାମନା ପୂର୍ଣ୍ଣ କରିବା ପାଇଁ। ସ୍ପର୍ଶମଣି ନୀଳକାନ୍ତ ସ୍ପର୍ଶମଣି ଧରିକି ଫେରୁଛନ୍ତି, ପଥ ଭିତରେ ଚିନ୍ତା କରୁଛନ୍ତି, ଯିଏ ନିଷ୍କିଞ୍ଚନ, ଯିଏ ମତେ ନୀଳକାନ୍ତମଣି ଏଇ ସ୍ପର୍ଶମଣି ଦେଇପାରିଲେ, ତାହେଲେ ସିଏ ନିଷ୍କିଞ୍ଚନ ବୋଲି କାହିଁ କହିଥିଲେ? ତାହେଲେ ମୁଁ କଣ ଚିନ୍ତାମଣି, ପ୍ରକୃତ ଚିନ୍ତାମଣି ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ ହେବିନି ମୋ ଜୀବନରେ? ମୁଁ ଏତେ ବଡ ହତଭାଗା ଯେ ମୁଁ ଏଇ ମଣିଟାକୁ ନେଇକି ଯିବି। କିନ୍ତୁ ସିଏ ଅକିଞ୍ଚନ କହିକି ଏଇ ମଣିଟାକୁ କାହିଁ ତ୍ୟାଗ କରିଥିଲେ? ତାଙ୍କ ନିକଟରେ କେଉଁ ସମ୍ପତ୍ତି ଅଛି? ତାଙ୍କ ମନ ଭିତରେ କେବଳ ଏଇ ଜିନିଷଟା ଆନ୍ଦୋଳିତ ହେଲା। କାହା ଭିତରେ? ଜୀବନ ଠାକୁରଙ୍କ ଭିତରେ। କାହିଁକି? କାହିଁକି ଜଣେ 70 ବର୍ଷ ବୟସରେ ପ୍ରଭୁପାଦଜୀ ମହାରାଜ, ଏ ଅମ୍ବରୀଶ ପ୍ରଭୁ ଯାହା କୁହନ୍ତି ଫୋର୍ଡ କମ୍ପାନୀର ନାତି, କାହିଁକି ଶିକ୍ଷିତ ସମାଜ, ଆମେରିକାର ଶିକ୍ଷିତ ସମାଜ, ଭାରତ ବର୍ଷରେ ଆମର ମହାରାଜ ସୁବାଦ ମହାରାଜ ତାଙ୍କ ସାଇଣ୍ଟିଷ୍ଟ, ଚାରୁ ମହାରାଜ ସେଠି ଆମର କଣ ଫ୍ଲାଇଟ ଟ୍ରେନିଂ କରୁଥିଲେ। ପୂଜ୍ୟପାଦ ସୁଭଗ ସ୍ୱାମୀ ମହାରାଜ ସେ ସେଠି ଇଞ୍ଜିନିୟର ନା କଣ ପଢୁଥିଲେ ବିଦେଶରେ। କାହିଁକି ପଳେଇ ଆସିଲେ? କାହିଁକି ଉଚ୍ଚ ଶିକ୍ଷିତ ଯୋଉମାନଙ୍କର ଯାହା କୁହନ୍ତି ଜଡ ଭାବନାଟା ପ୍ରଚୁର, ଇନ୍ଦ୍ରିୟ ଗୁଡାକର ଭରପୁର ହେଇକି ରହିଥାଏ, ସେମାନେ କାହିଁକି ଭାରତୀୟ ସଂସ୍କୃତି ପ୍ରତି ଏତେ ଆକର୍ଷିତ ହେଲେ? ପୁଣି ବିଦେଶରେ, ଭାରତର ନୁହେଁ। ଆଉ ଜଣେ ସାଧୁଙ୍କ ନିକଟ, ଜଣେ 70 ବର୍ଷର ସାଧୁଙ୍କର ସମୂହ କରି, କାହିଁକି? ଏଇ ବୈଷ୍ଣବ ସଙ୍ଗର ମହିମା। ଯେଭଳି ଆସିଥିଲେ କଣ ତାଙ୍କର ଆମର ଜୀବନ ଠାକୁର ପରଶମଣି ପାଇଁ, କିନ୍ତୁ କେବଳ କିଛି ମୁହୂର୍ତ୍ତ ସଙ୍ଗ କଲେ, କିଛି ଏଇ ଯୋଉ 2 ପଦ କଥା ଶୁଣିଲେ, ଏତିକି ତାଙ୍କ କାମ କଲେ। ଜଣେ ନିଷ୍କିଞ୍ଚନ ପରମହଂସ, ଦୋଷ ଶୂନ୍ୟ ନିର୍ଦ୍ଦୋଷ ବୈଷ୍ଣବ ନହେଲେ ସେ ଜଗତରେ ଅନ୍ୟମାନଙ୍କୁ ଶୁଦ୍ଧ ବୈଷ୍ଣବ କରିବା ବିରଳ। କାରଣ ତାଙ୍କର ସଙ୍ଗ ପ୍ରବାହରେ କେହି ହୁଏତ ଶୁଦ୍ଧ ବୈଷ୍ଣବ ହେଇପାରିବ। ସେଥିପାଇଁ ତୃତୀୟ ସ୍କନ୍ଦ ଭାଗବତରେ ମାଙ୍କୁ ଭଗବାନ କପିଳଦେବ କହୁଛନ୍ତି, ମା ପ୍ରସଙ୍ଗମ ପାଶମ୍ ଆତ୍ମନା କବୟ ବିଦୁ ଶୈବ ସାଧୁ ସୁକୃତ ମୁଖ୍ୟଧାର ପାବୃତମ୍। ଏ ମା, ଏ ସଂସାର ପ୍ରତି ରଖିଥିବା ଆସକ୍ତି ପାଇଁ ଯୋଉ ଜୀବ ଅନାଦି କାଳରୁ ବ୍ରହ୍ମାଣ୍ଡ ଭିତରେ ଭ୍ରମଣ କରୁଛି, ତାର ମୁକ୍ତି କିଭଳି ହବ ନା ପ୍ରସଙ୍ଗମ ଅଜର ପାଶମ୍ ଆତ୍ମନା କବୟ ବିଦୁ ଶୈବ ସାଧୁ ସୁକୃତ। ଆତ୍ମା ପାଇଁ ଯେଉଁ ଆସକ୍ତି ହଉଛି ବଡ ବନ୍ଧନ, କିନ୍ତୁ ସେଇ ଆତ୍ମାର ମୋଚନର ଦ୍ୱାର ହେଇଯିବ କିଭଳି? କାରଣ ଉନ୍ମୁକ୍ତ ଦ୍ୱାର କେଉଁଟା ନା ସାଧୁ ପ୍ରତି ଆସ। କାଳେ କିଏ ପ୍ରଶ୍ନ ପଚାରିବ, ମା କାଳେ ପ୍ରଶ୍ନ ପଚାରିଦେବେ, ସାଧୁଙ୍କର ଲକ୍ଷଣ କଣ କହିଲେ କହିଦେବେ। ତାପରେ 2ଟି ଶ୍ଲୋକରେ କହିଲେ, ତିତିକ୍ଷବ କାରୁଣିକ ଶ୍ରୁତ ସର୍ବଦେନାମ୍ ଅଜାତ ସନ୍ତ୍ରବସନ ଅଜାତ ଶତ୍ରବସନ୍ତା ସାଧୁ ହିଁ ସାଧୁ ଭୂଷଣ। ସାଧୁର ଲକ୍ଷଣ କହିଦେଲେ। ସାଧୁର ଲକ୍ଷଣ କହିଦେଲେ, ମା କାଳେ ପ୍ରଶ୍ନ ପଚାରିବେ, ବାକି ଜଡବାଦୀ ଲୋକ ପ୍ରଶ୍ନ ପଚାରିବେ, ସାଧୁର ତ ସୁଖ ଦୁଃଖ ଅଛି, ଆଉ ସାଧୁର କଣ ନାହିଁ ନା କଣ ଦୁଃଖ? ତାର ତ ଦୁଃଖ ଅଛି, ସେ ମୋ ଦୁଃଖଟା ଦୂର କରିବ। ସେ କିଭଳି ମୋ ମନର ଆସକ୍ତିଟାକୁ ଦୂର କରିବ? ସେ କିଭଳି ମୋର ସଂସାର ଦୂର କରିବ? ଏଇଠି କହିଲେ, ମା ସାଧୁ ନିକଟରେ ଯୋଉ ସମ୍ପତ୍ତି ଅଛି, ତା ନିକଟରେ ନୀଳକାନ୍ତମଣି ସ୍ପର୍ଶମଣି ନାହିଁ, ତା ନିକଟରେ ଚିନ୍ତାମଣି ଅଛି। ସେ ଚିନ୍ତାମଣି କଣ? ମଦାଶ୍ରୟା କଥା ମୃଷ୍ଟା ଶୃଣନ୍ତି କଥୟନ୍ତି ଚ ତପନ୍ତି ବିବିଧାତାପା ନୈତାନ ମଦଗତ ଚେତସଂ। ଭାଗବତର ଭକ୍ତି ସିଦ୍ଧାନ୍ତ 3 ଜାଗାରେ, କପିଳଦେବଙ୍କ ଉକ୍ତି, ଏକାଦଶରେ ନବଯୋଗେନ୍ଦ୍ର ସମ୍ବାଦ, ଆଉ ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଛି। ସାଧୁର ମହିମା, ସାଧୁର ଲକ୍ଷଣ, ଭକ୍ତିର ଲକ୍ଷଣ।
ଏ ସାଧୁ ଯେ ସଂସାରର ଗୋଟେ ତାପି ଲୋକର ତାପକୁ ସନ୍ତାପିତ କରିପାରିବ, ଦୂର କରିପାରିବ, ସନ୍ତାପକୁ ଦୂର କରିପାରିବ। ପ୍ରମାଣ କଣ? ଆମେ ତ ଦେଖୁଛେ ସାଧୁର ଛିଡା ଲୁଗା ପିନ୍ଧୁଛି, ସେ ବି ଆସି ଆମ ଦ୍ୱାର ମୁହଁରେ ଠିଆ ହେଇକି ଭିକ ମାଗୁଛି। ଯିଏ ଯାହାର ଶରୀରର ଆବଶ୍ୟକତା ଅଛି, ସେ ଦ୍ୱାର ମୁହଁରେ, ଜଣେ ଗୃହସ୍ଥର ଦ୍ୱାର ମୁହଁରେ ଭିକ୍ଷା ମାଗୁଛି, ସେ ଗୋଟେ ଗୃହସ୍ଥର ତାପକୁ ଦୂର କରିବ। ପ୍ରମାଣ କଣ? ନା ପ୍ରମାଣ ଇଏ ଦେଖିଲେ ବା ଜୀବନ ଠାକୁର ଆଜି ସ୍ପର୍ଶମଣି ପାଇଁ ଚିନ୍ତାମଣିକି ଖୋଜିଲେ ମୁହୂର୍ତ୍ତ ସାଧୁ ସୁନ୍ଦରୀ। ନା କାହିଁକି? ନା ସାଧୁର ଯୋଉ ଅନ୍ତରର ଆନନ୍ଦଟା ଅଛି, ସାଧୁର ବାହ୍ୟ ଦୁଃଖ ଯତ ଦେଖ ବୈଷ୍ଣବର ବ୍ୟବହାର ଦୁଃଖ, କିନ୍ତୁ ବାହାର ଲୋକଙ୍କର ବାହ୍ୟ କର୍ମୀର ବାହ୍ୟର ଆନନ୍ଦ। ବାହ୍ୟର ଆନନ୍ଦ କଣ? ଭିତରେ ପଡି ଯାଉଥିବ, ଉପରେ ପୁରା ସେଣ୍ଟ ଫେଣ୍ଟ ମାରିକି ପୁରା କୋଟ ଚଢେଇକି ଆସିଥିବେ, କିନ୍ତୁ ଘରେ ହେଣେ ମାଟ ଧୁମଧାମ ଖାଉଥିବ। ଗୁରୁଦେବ ଆମର ଗୋଟେ ଭଲ ଉଦାହରଣ ଦିଅନ୍ତି। ସେ ଗୋଟେ ବଡ ସଭା ଭିତରୁ ଗୋଟେ ବଡ ଅଫିସର ଗଲା, ବଡ ଆରିଷ୍ଟୋକ୍ରାଟ ଲୋକ ସବୁ ବସୁଛନ୍ତି, ସେ ସଭାକୁ ଡାକିଛନ୍ତି ଗୋଟେ ବଡ ଲୋକ। ସେ ବଡ ଗୋଟେ ହାଇ ହିଲ୍ ଚପଲ ପିନ୍ଧି, ତା ଭିତରେ ଗୋଟେ କଣ୍ଟା ପଶିଛି। ସମସ୍ତେ ଆସିସାରିଲେଣି ସଭାକୁ, କିନ୍ତୁ ସିଏ ଆସିଛି ଆଉ ବଡ ବ୍ୟାଚ୍ ମାରିଛି, କଳା କୋଟ ପିନ୍ଧିଛି। ସମସ୍ତେ ତାଳି ମାରୁଛନ୍ତି। ଆସିଗଲେ ଆମର ଏଇ ଅଫିସର ଆସିଲେ, କିନ୍ତୁ ତାର କଣ୍ଟା ପଶିଛି। ତାର ହିଲ୍ ର ମାଡି କଣ୍ଟାଟା ଗୋଡରେ ଫୁଟି ହଉଛି। ସେ କଣ କଣ୍ଟାଟା ଯଦି କାଢିବେ, କହିବେ ଅଫିସର ଗୋଡରୁ କଣ କଣ୍ଟା ପଶିଲା କି ଚପଲ ଭିତରେ? କଣ୍ଟାଟା କଣ ବୁଝିପାରୁଛନ୍ତି? ସଂସାରରେ ଯେତେ ତୁମେ ଚପଲ ମାରିଲେ କଣ ହବ? ଏଇ ସଂସାରଟା ଯୋଉ ଭୌତିକ ଆକର୍ଷଣ ରହିଛି, ଭୌତିକ ଭୋଗ କରିବା ପାଇଁ ଯୋଉ ରହିଛି, ସେଗୁଡା ସବୁ କଣ୍ଟା ଭଳିଆ ସବୁବେଳେ ଫୋଡିବ। ସେଟା କାଢିବ କେମିତି? ସେ ସାଧୁ ଆଗରେ କାଢିଲେ ସାଧୁ କହିବ ବା, ସେ କିଛି କହିବେ। ସେଟା ପୁରା ଆମେ ସୁନ୍ଦର ଅଛୁ, ପୁରା ଭଲ ଡ୍ରେସ ପିନ୍ଧିକି ଚିକଣ ମାରିକି ଚାଲି ଆସେ। ସାଧୁର ଆନନ୍ଦକୁ ଭିତର ସେ ଆନନ୍ଦ, ସେ ଆନନ୍ଦ କେମିତି ଦେଖାଯାଅ? ସେ ଆନନ୍ଦ ମୁଖରୁ ଦେଖା ପାଇବ ନା। ଫେସ୍ ଇଜ ଦ ଇଣ୍ଡେକ୍ସ ଅଫ ମାଇଣ୍ଡ। ଏଇଟା ବାହାର ଜଗତରେ କାମ କରିବ, ସାଧୁ ବାହାର କାମ କରିବ। ସାଧୁର ମୁଖ କିଭଳି? ନା କାରୁଣ୍ୟ, କରଣ। ମହାପ୍ରଭୁଙ୍କର ଭକ୍ତ କଥା ମୁଁ କହୁଛି, ମାତା କଥା କହିବି। ଏଇଟା ଆମ ଧାରା, ଏଇଟା ଗୋପୀ ଧାରା, ମହାପ୍ରଭୁଙ୍କ ଧାରା, ବିରହ ଧାରା। ଏଥିରେ ମହାପ୍ରଭୁଙ୍କ ବିରହରେ କହିଲେ ନା କଣ? ସେ ଝୁକାଇତମ୍ ନିମିଷେଣ ଚକ୍ଷୁଷା ପ୍ରବୃଷାଇତମ୍ ଶୂନ୍ୟାଇତମ୍ ଜଗତ୍ ସର୍ବମ୍ ଗୋବିନ୍ଦ ବିରହେନ ମେ। ଇଏ ଆମର ଧାରା। ସବୁବେଳେ କାରୁଣ୍ୟ, ସବୁବେଳେ ହା ହୁତାଶମୟ ଜୀବନ, ହା ହୁତାଶମୟ ଜୀବନ। କିଭଳି କୃଷ୍ଣଙ୍କୁ ପାଇବି? ଯାହା ଆମର ଗୁରୁଦେବ ଗୋଟେ କଣ ଇଂଲିଶରେ ସେ ଟର୍ମଟା ମୋର ମନେ ପଡୁନି, ରେଷ୍ଟଲେସ୍। କିଭଳି କୃଷ୍ଣ ମୋ ଜୀବନରେ ମିଳିବି? ଏଇଟା ମୋର ଟ୍ୟାକ୍ସ। ଯେମିତି ଗୋଟେ ସାଧାରଣ ଲୋକ, ମୋର କୋଟିଏ ଟଙ୍କା ଦରକାର, ତା ଜୀବନରେ ସେ ବାଜି ଲଗେଇ ଦଉଛି। ଆମକୁ ସବୁବେଳେ ରେଷ୍ଟଲେସ୍ ହବାକୁ ପଡେ ସବୁବେଳେ। ଗୋବିନ୍ଦ ବିରହେ ଶୂନ୍ୟ ହାଇଲା ତ୍ରିଭୁବନ, ଗୋବିନ୍ଦ ବିରହେ ଶୂନ୍ୟ ହାଇଲା ତ୍ରିଭୁବନ, ତୋ ସାମଳେ ପୁଡ଼େ ଯେନ ନା ଯାଏ ଜୀବନ, ତୋ ସାମଳେ ପୁଡ଼େ ଯେନ ନା ଯାଏ ଜୀବନ। ଗୌଡୀୟ ବୈଷ୍ଣବୀୟ ସଭାପତି ମହାପ୍ରଭୁ ଦେଲେ ଶିକ୍ଷାଷ୍ଟକ। ଚୈତନ୍ୟ ଚରିତାମୃତର ଶେଷ ହଉଛି ଶିକ୍ଷାଷ୍ଟକ ନା। ସେଥିରେ ପଦ କୃଷ୍ଣଦାସ ଗୋସ୍ୱାମୀ ଗୋବିନ୍ଦଙ୍କ ଆଜ୍ଞାରେ ଲେଖିଛନ୍ତି। ଏ ଭକ୍ତର ଅନ୍ତର କିଭଳି? ଅନ୍ତରଟା ପୋଡି ଯାଉଛି। ଗୋବିନ୍ଦ ବିରହେ ଶୂନ୍ୟ ହଇଲ ତ୍ରିଭୁବନ। ତା ମୁଖରେ ଆନନ୍ଦ କଣ ଦେଖିବେ? ସବୁବେଳେ ବିରହ କାରୁଣ୍ୟର ଅବସ୍ଥା। କେମିତି କୃଷ୍ଣ ମୁଁ ପାଇଲି? ମୋ ଜୀବନ, ଗୁରୁଦେବ କୁହନ୍ତି, ମୁହୂର୍ତ୍ତ ଚାଲିଗଲା, ଆଜି ଦିନ ଚାଲିଗଲା, ରାତ୍ରି ଚାଲିଗଲା, ବର୍ଷ ଚାଲି ଯାଉଛି, ମାସ ଚାଲି ଯାଉଛି, ବର୍ଷ ଚାଲି ଯାଉଛି, ବର୍ଷ ପରେ ବର୍ଷ। କୃଷ୍ଣ ମୋର ପ୍ରଭୁ କାହାନ୍ତି? ତୁଷା ନଳେ ପୁଡେ ଯେନ ନା ଯାଏ ଜୀବନ। ଏ କଣ କମ କଥା କି ଆଜ୍ଞା? ଭାଗବତରେ ଯେଭଳି ଟୀକା ଅଛି, ଚୈତନ୍ୟ ଚରିତାମୃତର ପ୍ରତି ପଦକୁ ଧରାଯାଏ, ସେ ଟୀକା ଭଳି ଅର୍ଥ ହେବ। ତୁଷା ନଳ ସହିତ କାହିଁ ତୁଳନା କରାଗଲା? ଅଲଗା ଅଗ୍ନିଟା ସାଙ୍ଗେ ସାଙ୍ଗେ ପୋଡିଦବ, ଆପଣ ହାତ ପୋଡେଇ ଦେବେ, ଫଟକିନ ଜଳିବେ, ଲିଭିଯିବ। ତୁଷଟା ପକେଇଥିବେ ଦେଖିବେ, ତୁଷ ଯୋଉ ସେ ଧୀରେ ଧୀରେ ଜଳୁଥିବ, ତାପଟା ବହୁତ ସମୟ ରହିବ, ସେ ଏତେ ଶୀଘ୍ର ସରିବ ନା। ଜଣେ ବିରହୀ
ମହାପ୍ରଭୁଙ୍କର ଭକ୍ତ ଯିଏ କରୁଣା ପାଇଁ ପାଗଳ, ଯିଏ କରୁଣା ପାଇଁ ନିରନ୍ତର କାନ୍ଦୁଛି, କିଭଳି ସାଧୁଙ୍କର କରୁଣା ପାଇବି, କିଭଳି ମହାପ୍ରଭୁଙ୍କର କରୁଣା ପାଇବି, କିଭଳି ଜୀବନକୁ କୃତାର୍ଥ କରିବି, ସେ ତୁଷା ନଳରେ ପୋଡିଲା ଭଳି ତା ଜୀବନ ନୁହେଁ, ଖାଲି ହା ହଉ ତା ସାଙ୍ଗେ ଯେ କେମିତି କୃଷ୍ଣଙ୍କୁ ପାଇ। ତାକୁ ଦେଖି ଜଣେ ସଂସାର କଣ ବୁଝିବ ଯେ ସଂସାର ଲୋକର ଆନନ୍ଦଟା ବାହିରେ, ଭକ୍ତର ଆନନ୍ଦଟା ଭିତରେ। ଜୀବନ ଠାକୁର ଦେଖିଥିଲା, ଆରେ ମତେ ସ୍ପର୍ଶମଣି ଦେଇକି ଏ ଚିନ୍ତାମଣିକି ରଖିଛନ୍ତି, ନହେଲେ ଏତେ ଆନନ୍ଦ କେମିତି ରହିଛନ୍ତି। ଆଙ୍ଗୁଠି ଦେଖେଇଲେ ମତେ ଛୁଇଁଲେନି। ତାଙ୍କ ମନ ଭିତରେ ପରମାତ୍ମା ପ୍ରଭୁ ତାଙ୍କ ପାଖରେ ଅଛନ୍ତି, ଆଉ ସଙ୍ଗ କଲେ। ଆଉ ସାଧୁ ଯେ ଅନ୍ୟ ଜଣର ତାପକୁ ଦୂର କରିପାରିବେ, ପ୍ରମାଣ ମା ଦେଲେ। ମାଙ୍କ ପାଖରେ କହୁଛନ୍ତି, ମଦାଶ୍ରୟ କଥା ମୃଷ୍ଟା ଶୃଣନ୍ତି କଥୟନ୍ତି ଚ। ଏ ମା, ସାଧୁ ମୋ ଆଶ୍ରୟ ରହିଥାଏ। ମୋ ଆଶ୍ରୟ ରହି କଣ କରେ? କଥା ମୃଷ୍ଟା। ମୃଷ୍ଟ ଶବ୍ଦରେ ଚତୁର୍ଥ କଣ ରଚନା କଲେ? ମୃଷ୍ଟା। ମୃଷ୍ଟା ଶୁଦ୍ଧା ଅମାୟିକା। ସାଧୁ ମୋର ଅମାୟିକ ଶୁଦ୍ଧ କଥାକୁ ଆଶ୍ରୟ କରିଥାଏ। ମଦାଶ୍ରୟ, ଭଗବାନଙ୍କ ଆଶ୍ରୟ ରହିଥିବା। ଆଉ କଣ ଆଶ୍ରୟ ରହିବ? ଦୁଇଟା ଆଶ୍ରୟ। କଥା ଆଶ୍ରୟ। କଥା ଆଶ୍ରୟର କଥାର ବିଶେଷଣ କଣ? ମୃଷ୍ଟା ଶୁଦ୍ଧା ଅମାୟିକା। ଅମାୟିକ ଶୁଦ୍ଧ କଥା ପ୍ରତି ଆଶ୍ରୟ। ଆଉ କଥା ଆଶ୍ରୟର ଲକ୍ଷଣ ଦେଲେ, ଶୃଣନ୍ତି କଥୟନ୍ତି ଚ। ଯଦି ଭକ୍ତ ପାଇଗଲେ, ଶ୍ରୋତା ପାଇଗଲେ କହିବେ, ଯଦି ଭକ୍ତା ପାଇଗଲେ ବସି ଶୁଣି। ତାର ସଂସାର ତାପଟା କିଭଳି ଦୂର ହବ? ତପନ୍ତେ ବିବିଧ ତାପା ନ ଏତାନ୍ ମଦଗତ ଚେତସା। ଯଦି ମା ପଚାରିବେ, ହରିକଥା ଶୁଣିବେ ସାଧୁ, ହରିକଥା କହିବ, ସଂସାର ତାପଟା ତାଙ୍କୁ କଣ ଲାଗୁନି? ନା ଲାଗୁନି। କାହିଁକି? ମତଗତ ଚେତସା। ଏଇଟା ହଉଛି କାମ। ଚିତ୍ତଟା ବା ମୋ ପ୍ରତି ସମ୍ପୂର୍ଣ୍ଣ ଅର୍ପଣ କରିଦେଇతే ମୋ ଆଶ୍ରୟରେ ଅଛନ୍ତି, ତେଣୁ ତାକୁ ତାପ ଲାଗେ ନା। ଯାହା କୁହନ୍ତି ଆମର, ସେ ଯାଆନ୍ତି ମୋ ଗାଡି ପଲଟି ଗଲେ, ଘର ପୋଡିଗଲେ, କଣ ସେଟା? ଫାୟାର ଷ୍ଟେସନ। ଏ ଫାୟାର ଷ୍ଟେସନ ବାଲା ନିଆଁ ଭିତରକୁ ପଶୁଛନ୍ତି ନା ନାଇଁ? କାହିଁକି ପଶୁଛନ୍ତି? ତାଙ୍କର ନିଆଁ ତାପ ତ ଲାଗୁନି, ଅଗ୍ନି ତାପ ଲାଗୁନି। ସେ ଫାୟାର ପ୍ରୁଫ ଡ୍ରେସ ପିନ୍ଧୁଛନ୍ତି। ସାଧୁର ଫାୟାର ପ୍ରୁଫ ଡ୍ରେସ କେଉଁଟା କି? ଏଇଟା। ଏ ଯୋଉ ଆଶ୍ରୟ, ମଦାଶ୍ରୟା କଥା ପୃଷ୍ଠା ଶୃଣବନ୍ତି କଥୟନ୍ତି ଚ ତପନ୍ତି ବିବିଧାତା ପା ନ ଏତାନ୍ ମଦଗତ ଚେତସାନ୍। ନିରନ୍ତର ଚିତ ମୋ ନିକଟରେ ଥାଏ। ଚକ୍ରବର୍ତ୍ତୀ ଏଠି କଣ ରଚନା କଲେ? ଏତାନ୍ ଭଗତାନ୍ ତାପା ଆଧ୍ୟାତ୍ମିକ ତାପାଦୟ ନ ତପନ୍ତି ନ ବ୍ୟଥୟନ୍ତି। ଏତେ ତାପାନି ନ ଭୂୟନ୍ତେ। ଏଇସବୁ ତାପ ଦ୍ୱାରା, ତ୍ରିତାପ ଦ୍ୱାରା ଭକ୍ତ ବିଭୂତ ହୁଏ ନା। କାହିଁକି ନା? ମଦଗତ ଚେତସା। ଚିତ୍ତ ସମ୍ପୂର୍ଣ୍ଣ ମତେ ଅର୍ପଣ କରିଦିଏ। ଏଠି ଗୋଟେ ସୁନ୍ଦର କଥା କହିଲେ, ସ୍ମରଣ ଦ୍ୟାଢବନ୍ତୁ ଇତି ଜ୍ଞେୟଂ। ନିରନ୍ତର ସ୍ମରଣ, ନିରନ୍ତର ସ୍ମରଣ। ତାର ଚିତ୍ତଟା ରହିଯାଇଛି। ଆଉ ଆମେ ତା ଦେଖୁଛୁ ସବୁବେଳେ। ଆପଣ ଉଦାହରଣ କରିବେ ଗୋଟେ କର୍ମୀ, ଭକ୍ତର କର୍ମୀ ନିକଟରୁ ବହୁତ ଶିକ୍ଷା କରିବାର ଅଛି। ସଂସାର ପଥରେ ଯୋଉମାନେ ପଥିକ, ସେମାନଙ୍କର ଯାହା କୁହନ୍ତି ପ୍ରତି ପଦକ୍ଷେପରେ ଝିଣ୍ଟିକି ଯାହା କୁହନ୍ତି ନାକ ଛିଡି ଯାଉଛି, କିନ୍ତୁ କର୍ମରେ ଭିଡୁଛନ୍ତି ନା। ଆଉ ଛାଡି ଦଉଛନ୍ତି ସେମାନେ। ତାଙ୍କୁ ଦୁଃଖଟା ଦୁଃଖ ବୋଲି ଲାଗୁନି। ସଂସାରରେ ଏତେ ହୀନସ୍ତାରେ ରହୁଛନ୍ତି, ନା ଏଟା ମୋର କର୍ତ୍ତବ୍ୟ, କର୍ମରେ ଭିଡୁଛନ୍ତି। ପୁଣି ତାଙ୍କୁ ସଂସାର ତାପଟା ତାପ ବୋଲି ଲାଗୁନି। ଆଉ ଯେଉଁ ଭକ୍ତ ଭଗବାନଙ୍କୁ ଆଶ୍ରୟ କରୁଛି, ତାକୁ ସଂସାର ତାପଟା ତାପ ବୋଲି ଲାଗିବ? ତେଣୁ ହେଲା, ଭକ୍ତକୁ ସିନା ତାପ ଲାଗିବନି, ଭକ୍ତ ଅନ୍ୟର ତାପଟା କେମିତି ଧାରଣ କରିବ? ମା ପ୍ରଶ୍ନ କରୁଛ, ସାଙ୍ଗେ ସାଙ୍ଗେ ଇଏ କହୁଛନ୍ତି ଭଗବାନଙ୍କ ପିଲାଦାର, ତ ଏତେ ସାଧବଂ ସାଧ୍ୱୀ ସର୍ବସଙ୍ଗ ବିବର୍ଜିତ ସଙ୍ଗସ୍ତେଷୁ ଅଥ ତେ ପାର୍ଥ୍ୟ ସଙ୍ଗ ଦୋଷ ହରନ୍ତି ତେ। ମାଙ୍କୁ ଡାକି, ହେ ସାଧ୍ୱୀ, ହେ ସାଧ୍ୱୀ ମା। କାରଣ ଯେହେତୁ ଭକ୍ତି ବିଷୟରେ ପଚାରୁଛନ୍ତି, ତେ ଏତେ ସାଧବ ସାଧ୍ୱୀ। ସାଧବ ଶାସ୍ତ୍ରାନୁବର୍ତ୍ତୀ ନା, ସ୍ୱୟଂପାଦ ଲେଖି। ହେ ମା, ଯେ ଶାସ୍ତ୍ରାନୁବର୍ତ୍ତୀ ସାଧୁ, ଯିଏ ମତେ ଆଶ୍ରୟ କରିଛି, ଯେ ମଦଗତ ଚେତସ, ଯେ ଶ୍ରବଣ କୀର୍ତ୍ତନ କୁ ଆଶ୍ରୟ କରିଛି,
ତାର ସବୁବେଳେ ସଙ୍ଗ ତୁମେ ପ୍ରାର୍ଥନା କରିବ ନା, କାହିଁକି? ସର୍ବ ଦୋଷ ହରନ୍ତି ତେ, କେହି ଆପଣଙ୍କର ଖରାପ ଅଭ୍ୟାସ ଦୂର କରିପାରିବେନି ସାଧୁ ଛଡା। ଆମର ଯେତେ ସଙ୍ଗ ଦୋଷ ଗୁଡିକ ଅଛି, ଆସକ୍ତି ଗୁଡିକ ଅଛି, ତାକୁ କେବଳ କାଟିପାରିବେ ଜଣେ ସାଧୁ। କାହିଁକି ନା ତାଙ୍କର ସଙ୍ଗ ଦୋଷ ନାହିଁ। ଏଠି ସଙ୍ଗ ଦୋଷ ଶବ୍ଦରେ ବିଶ୍ୱନାଥ ଚକ୍ର ଠାକୁର ସ୍ୱାମୀପାଦ ଗୋଟିଏ କଥା ଲେଖିଛନ୍ତି, ସର୍ବସଙ୍ଗ ବିବର୍ଜିତା ପୁରୁଷାୟ ଚତୁଷ୍ଟୟ ଆସକ୍ତି ଶୂନ୍ୟ। ଚାରି ପୁରୁଷାର୍ଥକୁ ସେ ହୀନ କରିଦେଇଛନ୍ତି। ତାଙ୍କର ସଙ୍ଗ କଲା ମାତ୍ରେ ତୁମର ସଂସାର ସମସ୍ତ ଆସକ୍ତି ପଳେଇବ, ସବୁ ଦୋଷ ପଳେଇବ। ସେଥିପାଇଁ ଜୀବନ ଠାକୁର ଯେତେବେଳେ ଆସିକି ସନାତନଙ୍କର ହସ ବଢି ଦେଇଦେଲା ପରେ ବସିକି ଭଜନର ଅବସ୍ଥାକୁ ଦର୍ଶନ କଲେ, ସେ ସ୍ପର୍ଶମଣିକୁ ଭୁଲି ଏ ଚିନ୍ତାମଣିକୁ ଯୋଉ ସନାତନ ଅନ୍ତର ରଖିଛନ୍ତି ତାଙ୍କୁ ପାଇବାକୁ ଇଚ୍ଛା କଲେ। ଇଏ କଣ କି? ସଙ୍ଗର ଫଳ, ସଙ୍ଗର ଫଳ। ଆଉ ଭକ୍ତି ଠାକୁର ସେଟା ଲେଖିଦେଲେ। କେଉଁ ସଙ୍ଗରୁ ଆମକୁ ପ୍ରକୃତ ଯାହା କୁହନ୍ତି ଲାଭ ମିଳିବ, କେଉଁ ସଙ୍ଗରୁ? ଏଠି ଲେଖିଲେ ଏଇଭଳି ବୈଷ୍ଣବର ସଙ୍ଗରୁ। ବୈଷ୍ଣବ ଠାକୁର ପ୍ରାକୃତ ସଦା, ବୈଷ୍ଣବ ଠାକୁର ବୈଷ୍ଣବ ଠାକୁର ପ୍ରାକୃତ ସଦା, ବୈଷ୍ଣବ ଠାକୁର ନିର୍ଦୋଷ ଆନନ୍ଦମୟ, ନିର୍ଦୋଷ ଆନନ୍ଦମୟ, ନିର୍ଦୋଷ ଆନନ୍ଦମୟ, ନିର୍ଦୋଷ ଆନନ୍ଦମୟ। କୃଷ୍ଣ ନାମେ ପ୍ରୀତି ଜଡ଼ ଉଦାସୀନ, କୃଷ୍ଣ ନାମେ ପ୍ରୀତି ଜଡ଼ ଉଦାସୀନ, ନାମେ ପ୍ରୀତି ଜଡ଼ ଉଦାସୀନ, କୃଷ୍ଣ ପ୍ରୀତି ଜଡ଼ ଉଦାସୀନ। জীবেতে দয়াত হয়া, জীবেতে দয়াত সে জীবেতে দয়াত হয়া, সে জীবেতে দয়াত। ଭକ୍ତିବୋଧ କରି ଏଇ କଥା ରଚନା କଲେ। କାହିଁକି ଜଣେ ନିଷ୍କିଞ୍ଚନ ପରମହଂସର ସଙ୍ଗ କଲେ ଏ ସଂସାର ଦୋଷଟା ପଳେଇଯିବ। ତାର ଜୀବନ ଠାକୁର ଯେ ଧନ ପାଇଁ ଆସିଥିଲେ ବିଶ୍ୱନାଥଙ୍କ ଆଦେଶରେ, କାଶୀ ବିଶ୍ୱନାଥଙ୍କ ଆଦେଶ। ସନାତନ ତାଙ୍କ କଥା ଶୁଣି କହିଲେ ନା ମିଥ୍ୟା କଥା କହୁ, କାଶୀ ବିଶ୍ୱନାଥ ଯାହାଙ୍କୁ ଆଦେଶ ଦେଇଛନ୍ତି ଧନ ପାଇଁ, ସେ ଲୋକ ସତ କଥା କହୁଛି। କିନ୍ତୁ ଯେ ଧନାର୍ଥୀ, ଯୋଉ ଧନର 15 ଅନର୍ଥ ଅଛି, ଯାହା ଅନ୍ତରରେ ଧନ ପାଇବା ପାଇଁ ଯିଏ ପାଗଳ, ସେ ଆଜି ସନାତନ ଗୋସ୍ୱାମୀ ଭଳି ନିଷ୍କିଞ୍ଚନ ସାଧୁଙ୍କର ସଙ୍ଗ କରିକି ତାର ଦଶ ଚାଲିଗଲା, ସେ କୃଷ୍ଣ ପାଇବା ପାଇଁ ଚାହିଁଲା। ଏଇଠି ଲେଖୁଛନ୍ତି ନା ସେ କଥା, ବୈଷ୍ଣବ ଠାକୁର ଅପ୍ରାକୃତ ସଦା ନିର୍ଦୋଷ ଆନନ୍ଦମୟ, ନିର୍ଦୋଷ ଆନନ୍ଦମୟ। ଆଉ କୃଷ୍ଣ ନାମେ ପ୍ରୀତି ଜଡେ ଉଦାସୀନ, ଜଡ ବସ୍ତୁ ତ ତାଙ୍କର ଆସକ୍ତି ନାହିଁ, ସେ ଉଦାସୀନ। ଆଉ ତାଙ୍କର ସଙ୍ଗ ଗଲା ମାନେ ଆପଣ ଉଦାସୀନ ହେଇନି। ସଙ୍ଗର କଥା ନା, ସବୁ ସଙ୍ଗ। ଗୋଟେ ପକ୍ଷୀ ଦେଖିଛନ୍? ଆମ ଛୁଆଟି ବେଳେ ମୋର ମନେ ପଡୁଛି, ଛୁଆଟି ବେଳେ ଆମର ଘରେ ଥାଏ ଗୋଟେ ଶୁଆ ପକ୍ଷୀ। ତାକୁ ଆପଣ ଯାହା ଶିଖେଇବେ, ବାପା ଶିଖିବେ ସେ ବାପା କହିବେ, ଯାହା ଶିଖେଇବେ ଶିଖିବେ। ଗୋଟେ ପକ୍ଷୀ ଯେ ବଣରେ ରହିକି ରା 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 କରୁଥିଲା, ଆଜି ଗୋଟେ ମଣିଷ ସଙ୍ଗରେ ସେ କଥା ଭାଷା ଶିଖୁଛି। କବାଟ ଯଦି ଆପଣ କିଣିଦେବେ, କବାଟର ଯେଉଁ ଶବ୍ଦ ସେ ସେଇଭଳି ଶବ୍ଦ କରିବ। ଅଧିକା ସମୟ ଶୋଇଗଲେ ବାପା ବାପା ବୋଲି ଡାକିବ। ଯେଉଁ ପକ୍ଷୀ ବଣରେ ରହିକି ଫଳମୂଳ ଖାଏ, ସେ ଆଜି ମଣିଷ ସଙ୍ଗରେ ଆଜି ମଣିଷର କଥା କହିକି ମଣିଷ ଭାବକୁ ବୁଝିପାରେ ସଙ୍ଗ। ବୈଷ୍ଣବ ଜଣେ ଅପ୍ରାକୃତ ବୈଷ୍ଣବଙ୍କ ସଙ୍ଗ କଲା ମାନେ ଜୀବର ଦୋଷ ଗୁଡାକ ପଳେଇବ, ଜୀବର ଦୋଷ ପଳେଇବ। ମାନେ ସେ ଅପ୍ରାକୃତ ସ୍ଥିତିରେ ଅଛନ୍ତି, ଜଣେ ଉଦାସୀନ, ତାଙ୍କର ସଙ୍ଗ କଲା ମାନେ ଆପଣଙ୍କର ବି ସଂସାର ପ୍ରତି ଉଦାସୀନ ଭାବ ଆସେ। କାରଣ ମନୁଷ୍ୟର କେତେଟା ଦୋଷ ଅଛି। ସନତ ସୁଜାତା ଧୃତରାଷ୍ଟ୍ରଙ୍କୁ କହୁଛନ୍ତି, ଏଇ ଯୋଉ ଏଠି କୁହାଗଲା ନା, କୃଷ୍ଣ ନାମେ ପ୍ରୀତି ନା ଅପ୍ରାକୃତ ସଦା ନିର୍ଦୋଷ ଆନନ୍ଦମୟ। ବୈଷ୍ଣବ ନିର୍ଦୋଷ, ତାଙ୍କର ଦୋଷ ନାହିଁ। ଜଣେ ଅପ୍ରାକୃତ ବୈଷ୍ଣବ, ଜଣେ ଶୁଦ୍ଧ ବୈଷ୍ଣବଙ୍କର ଦୋଷ ନାହିଁ। ମଣିଷର 12ଟା ଦୋଷ ଅଛି। କାହା କହୁଛନ୍ତି ନା ଧୃତରାଷ୍ଟ୍ରଙ୍କୁ। ଧୃତରାଷ୍ଟ୍ର ଚାହୁଁଛନ୍ତି
महाभारत युद्ध सरीगले विदुर आसी बहु कटुपूर्ण वचन रे आत्मकल्याण पाई ज्येष्ठ भ्राता हेले भी गाड़ी देले कटुपूर्ण वचन भाई गृहपाल ये शब्द लगी घरे कुकुर रही जमी भोजन करे आपण ये पांडव मान जीवन सारा इच्छा करते जो भीमसेन को जीवन सारा आप इच्छा करते से भीमसेन प्रदत्त अन्न खाई बंचिक रही आप बंचिक रही बहु उपदेश द्वारा चक्षु खोली दीच से सनत सुजाता को सनत नाम आ सी उद्योग पर्व स्वतंत्र नाम रे गोटे पर्व अच्छी धृतराष्ट्र सब प्रश्न पचार पचार जन मनुष्यर दोष कौन आ दोष शून्य साधुर गुण कौन मत कह ये साधक मान कथा आज्ञा ये भक्ति सिद्धांत सरस्वती ठाकुर प्रभुपाद जी सज्जन तोषणी गोटे पत्रिकार लेखाटा आम भक्ति गीत संचय गोटे नुआ आनी थर से खाली ठार मार दे प्रभुपाद भक्ति सिद्धांत ठाकुर प्रभुपाद यही कथा लिखिं केमती ना उद्योग पर्व निर्दोष आनंदमय साधु जे निर्दोष यही कथार खाली ठाकुर से रचना करते प्रभु दयारू वैष्णव मान दयारू से महाभारत खेल मिलगला आमर आम वैष्णव हेले आम जाना दरकार आम 12टी दोष अच्छी केवल 12टी दोष ना ये 12टी दोष पर 18टा आउरी दोष अच्छी 12टी दोष कौन कौन एटी कहते क्रोध काम लोभ मोह क्रोध काम लोभ मोह विदिशा अकृपासूय मान शोका ये 12टा गणी देता गोटे गोटे करी क्रोध ये गोटे दोष ये रही दोष रु से शून्य निर्दोष क्रोध आउ काम सब बेले स्त्री सुख बा जड़ीय काम इंद्रिय भोग पाई ये जीवन गोटे दोष मनुष्य मनुष्यर दोष जीव कथा मनुष्य दोष क्रोध काम लोभ आवश्यक ठारू अधिक वस्तु सुंदर मोह प्राप्त वस्तु प्रति अत्यंत आसक्त जहाँ पाई प्रति मोह आच्छा चिकित्सा सब समय केमती अधिक चेष्टा सब अधिक चेष्टा पशु पक्षी मैंने नाइट ड्यूटी करूना रात शोगले मनीषर चिकित्सा सर सब बेले अधिका कर्म किभली कर सबुत सीमा रही कर्म कर सीमा अच्छे मनुष्य ये समय कर्म कर 8 घंटा परिश्रम कर अधिक ना 8 घंटा परिश्रम 50 वर्ष पर्यंत कर से 8 घंटा परिश्रम जोटा शरीर कर आत्मकल्याण कर सेम ड्यूटी चेंज हम भगवान सब नियम दे 8 घंटा ड्यूटी से करी आसना से इंद्रिय मान ड्यूटी अभ्यस्त होती चेंज कर 50 वर्ष होगा से 8 घंटा भगवत सेवा आत्मकल्याण एटा शरीर कर से कथा कह काम क्रोध लोभ मोह विदिशा चिकित्सा अकृपा दया भाव ना मनुष्य गोटे दोष ये भजन न कले साधुगुरु चरणाश्रय कृपा लाभ रखिले मनुष्य दोष गुड़ा अकृपा दया ना आज आम आसलु से 8 दिन 12टा बाजले नहीं गोटे प्रभु हम सिंह कहले गाई मान गोठ को लेकिन जाऊँ किए रास्ता 12टा बाजला मनीष 2 थर पखाला भात खाई सारी गोमाता बंधा है धरिक जाऊँ तुम्हें पाड़ी की रखी जीव दया तुम ना तो खाया देन पेट सब पशे मुह सुखी जाऊँ स्वार्थता को तो हासिल कर दया ना अकृपा से दोष असूया ईर्षा भाव मान अभिमान शोक सब बेले अरे शोक कर लाभ कौन तो कर्म फल एटा भोगिया पड़ो शोक कले तुम्हें कर्म रु विरत हो शोकटा आम कौन क्षति करेगी बापा मरीगले बा मु धन हरईदेली हरवा जिनसा फेरबनी नष्ट जिन फेरबनी कि शोक करने द्वारा वर्तमान जो कर्तव्य विस्मृति शोकटा गोटे
ଦୋଷ। ଅର୍ଜୁନ ଯୋଉ ଶୋକ କଲେ ଭଗବାନ କାହିଁକି ମନା କଲେ ଶୋକ କରନି? ନା ଏଇଟା ଗୋଟେ ଦୋଷ, କାରଣ ଏଇଟା ନିଶ୍ଚିତ ଭାବରେ ହବ। ତୁମେ ଏଇ ଦୋଷ ଏଇ ଶୋକ କରିବା ଦ୍ୱାରା ତୁମେ ବର୍ତ୍ତମାନ କର୍ମରୁ ବିରତ ହେଇଯିବ। ଏଇଟା ଗୋଟେ ଦୋଷ ମଣିଷ। ଆଉ ସ୍ପୃହା ସବୁବେଳେ ଅଧିକା କେମିତି ପାଇବି। ଆଉ ଏଠି ପୂର୍ବରୁ ଥିଲା ଅସୂୟା, ଏଟା ହଉଛି ଈର୍ଷା। ଅସୂୟା ଈର୍ଷାର ପାର୍ଥକ୍ୟ ଅଛି। ଅସୂୟା ଯାହାକୁ ମଧ୍ୟ ଅନ୍ତଳରେ ଜଳି ପୋଡିକି ମରିବା, ପରର ଉତ୍କର୍ଷ ଦେଖିକି ଅସହନ। ଆଉ ଈର୍ଷା ମାନେ ଯାହାଟା ବାହାରେ ପ୍ରକାଶ ପାଏ, ତାର ଗୁଣକୁ ସବୁବେଳେ, ତାର ଦୋଷ ଗୁଡାକ ସବୁବେଳେ ପ୍ରକାଶ ପାଏ। ଆଉ ଜୁଗୁପ୍ସା ନିନ୍ଦା ଚ ମନୁଷ୍ୟ ଦୋଷା ବର୍ଜ୍ୟା ସଦେ ଦ୍ୱାଦଶୀ ତେ ନରାଣାମ। ଏଗୁଡିକୁ ମନୁଷ୍ୟ ଏଇ 12ଟି ଦୋଷକୁ ସବୁବେଳେ ତ୍ୟାଗ କରିବା ଦରକାର। ଧୃତରାଷ୍ଟ୍ର ପ୍ରବଚନ ଶୁଣିଛୁ। ଧୃତରାଷ୍ଟ୍ର ପ୍ରଶ୍ନ ସାଙ୍ଗେ ସାଙ୍ଗେ ପଚାରିଦେଲେ, ନିର୍ଦ୍ଦୋଷ ସାଧୁର ଲକ୍ଷଣ ମତେ କୁହ। ମୁଁ ନିର୍ଦ୍ଦୋଷ ସାଧୁ ହେବା ପାଇଁ ଚାହୁଁଛି, ଧୃତରାଷ୍ଟ୍ର କହୁଛନ୍ତି। କାରଣ ସେ ହେଲେ ହିଁ ସେ ବାସ୍ତବ। ଯୋଗାଗ୍ନିରେ ତାଙ୍କ ଶରୀରକୁ ଦଗ୍ଧ କରିଦେଲେ। ସେ ଯୋଗ ପଥରେ ଗଲେ, ପୁଣି ବି ଦୋଷ ଶୂନ୍ୟରେ। ଏଇ କଥାରେ କୁହାଯାଉଛି, ଜଣେ ନିର୍ଦ୍ଦୋଷ ସାଧୁର ସଙ୍ଗ କଲା ମାତ୍ରେ ସେ ଗୁଣଟା ଆମ ପାଖକୁ ଆସିବ। ତାଙ୍କର ଜଣ ପ୍ରତି ଯୋଉ ଉଦାସୀନ, ତାଙ୍କର ଯୋଉ ନିର୍ଦ୍ଦୋଷ ଭାବ ଅଛି ଆମ ଭିତରକୁ ଆସିବ। ତା ଦ୍ୱାରା ବିଶେଷ ସ୍ପୃହାଟା ଆମର ଜୀବନ ଯିବେ। 18ଟା ଇଏ ହଉଛି ଦୁର୍ଗୁଣ। ଏଇ ଦୁର୍ଗୁଣରୁ ଯୋଉମାନେ ମୁକ୍ତ ସେମାନେ ସାଧୁ। ଏଠି ଶେଷରେ ଲେଖିଲେ, ଏତେ ବିମୁକ୍ତା ଦୋଷା ଯ ସଦାନ୍ତ ସଦ୍ଭି। ଏମାନେ ଦାନ୍ତ ସଂଯମୀ ସାଧୁ। କୋଉମାନେ? ଯୋଉମାନଙ୍କର ଏଇ 18ଟି ଗୁଣ ନାହିଁ। ଏଗୁଡିକ ଏଇଥିପାଇଁ ଆଲୋଚନା କରୁଛେ ସାଧୁର ବଡ଼ ପ୍ରସଙ୍ଗ। ସାଧୁ ଯୋଉ ନିର୍ଦ୍ଦୋଷ, ଆଉ ନିର୍ଦ୍ଦୋଷ ସାଧୁର ସଙ୍ଗ କଲା ମାତ୍ରେ ଆମର ବି ଦୋଷ ପାଇବ। ଦମ ଅଷ୍ଟାଦଶ ଗୁଣ। ଏଇ 18ଟି ଗୁଣ ହଉଛି ଦମ, ସଂଯମତା। କଣ କଣ? ପ୍ରତିକୂଳ କୃତ ଆକୃତେ, ଏ ପ୍ରଥମ। କେଉଁଟା କରିବି କେଉଁଟା ନ କରିବି, କୃତ ଅକୃତ, ଏଇଟା ଜ୍ଞାନ ସବୁବେଳେ ସାଧୁର ଆସିବା ଦରକାର। ଯାହାର କର୍ତ୍ତବ୍ୟ ଅକର୍ତ୍ତବ୍ୟ ଜ୍ଞାନ ନାହିଁ, ଏଇଟା ଗୋଟେ ଦୋଷ। ଦ୍ୱିତୀୟରେ ଅନୁତ ମିଥ୍ୟା। ତୃତୀୟରେ ଅଭ୍ୟସୂୟକା, ଗୁଣରେ ଦୋଷ ଦର୍ଶନ। ଏଇଟା ଗୋଟେ ଦୋଷ, ତାର ଗୁଣରେ ଦୋଷଟାକୁ ଦେଖିବା। ଏଥିରୁ ସାଧୁ ମୁକ୍ତ ହବା ଦରକାର। ଆଉ କାମାର୍ଥୀ ପ୍ରତିସ୍ପୃହା, ସ୍ତ୍ରୀ ସମ୍ଭୋଗ ଯାହାର ଅଛି ସେ ସାଧୁ। ଏ ଦୋଷ, ସେ ନିର୍ମୁକ୍ତ, ଯାହାକୁ ନିର୍ଦ୍ଦୋଷ ସାଧୁ ହେଇପାରିବନି। ଆଉ ଚ ତଥା ସ୍ପୃହା, ଚ ଏଠି ଯାହାର ଧନ ସ୍ପୃହା ଆଉ ଭୋଗ ସ୍ପୃହା, ଏ ଦୁଇଟା କେତେ ହେଲେ 6। କ୍ରୋଧ ଶୋକ ତଥା ତୃଷ୍ଣା। କ୍ରୋଧ ଶୋକ ତୃଷ୍ଣା, ଯାହା ପ୍ରାପ୍ତି ହେଇଥିବ ସନ୍ତୁଷ୍ଟ ହୁଅନ୍ତୁ। ଆଉ ଲୋଭ ପୈଶୁନ ଏ ବଚ। ପୈଶୁନ ମାନେ ଚୁଗୁଲି। ୟା କଥା ହଉନି ତା କଥା କହିଦବା, ତା କଥା ହଉନି ଏଇଟା ଗୋଟେ ଦୋଷ। ଏ ସାଧୁ ହେଇପାରିବ। ଏଇଟା ମାଛିର ଧର୍ମ। ମାଛି 2 ପ୍ରକାର ଦେଖିଛ ନା? ମାଛି, ମହୁମାଛି ଗୋଟେ, ଆଉ ଗୋଟେ ଆମର ଏଇ ମାଛି ବୁଲୁନାହାନ୍ତି, ଏଇ ମକ୍ଷୀ କାଜ ଗୁଡାକ। ୟାର କାମ କଣ କହିଲେ? ତାର କାମ କଣ? ସିଏ ତାର ଯିବ ଫୁଲରେ ବସିବ, ମହୁଟାକୁ ଧରିକି ଆସିବ। ଇଏ କଣ ଇଏ କଣ କରିବ? ଇଏ ତାର ଯିବ ମଳରେ ବସିବ, ତା ମଳକୁ ଆଣିକି ୟା ଖାଇବା ଜାଗାରେ ବସି ଝାଡିଦବ। ପୁଣି ୟା ଖାଇବା ଜାଗାରେ ଅଇଁଠାଟାକୁ ନେଇକି ତା ଥାଳରେ ବସି ଝାଡିଦବ। ତା ଥାଳ ଠିକ ୟା ଥାଳରେ ଝାଡିଦବ। ତା ଡ୍ୟୁଟି ତାର ଦିନ ମାନେ। ଆଉ କଣ କି ମାଛିଟାରେ କଣ ଡ୍ୟୁଟି ଦେଖି ବିଷ୍ଟାରେ ବସି ଆସିବ, ତମ ମୁହଁରେ ବସି ପଡିବ, ମୁହଁରେ ଯାଇକି ଭାତ ଥାଳରେ ବସି ପଡିବ। ତାର ଖାଲି ଝଡାଝଡି ଚାଲିଛି। ଇଏ ବେପାର ଚିଏ କରି ସାଧେଇବେନି। ଏ ଦୋଷ, 18ଟା ଦୋଷ ଭିତରେ ଅସାଧୁର ଦୋଷ ଇଏ। ଏଠି କହିଲେ ପୈଶୁନ ଏ ବଚ, ପର ଚୁଗଲି, ଇଏ ମାଛି, ମହୁମାଛି ହବାକୁ ପଡିବ। ଆଉ ମତ୍ସର, ନିର୍ମତ୍ସର ହବାକୁ ପଡିବ। ମତ୍ସରତା ଗୋଟେ ଦୋଷ। ବିହିଂସା, ଜୀବ ପୀଡନ, ଜୀବକୁ ଦୁଃଖ ଦେବେ କଥା ଦ୍ୱାରା ବି, ଆଚରଣ ଦ୍ୱାରା। ଏଇଟା ତ ବହୁତ ବଡ ଦୋଷ ମୋର। ଆଉ ମୁଁ ସବୁବେଳେ ଚିନ୍ତା କରେ, ଯେତେବେଳେ ବିଷ୍ଣୁ ମାନଙ୍କର ଗୁରୁଦେବଙ୍କର କରୁଣା ହବ, ଆମ ଦ୍ୱାରା କେହି ଉତ୍ପୀଡନ ନ ପାଆନ୍ତୁ, ଆମ ବଚନ ଦ୍ୱାରା। କାରଣ ବିଶ୍ୱନାଥ ଚକ୍ର ଠାକୁର ଯେତେବେଳେ ରଚନା କରିଛନ୍ତି ମାଧୁର୍ଯ୍ୟ କାଦମ୍ବିନୀ ଆଉ ରାଗବତ୍ମ ଚନ୍ଦ୍ରିକା, ସେ ରାଗବତ୍ମ ଚନ୍ଦ୍ରିକାରେ ଯେତେବେଳେ ଦଉଛନ୍ତି ଟୀକା, ଆଉ
ସେଥିରେ ସେ ରଚନା କରିଛନ୍ତି ଯୋଉମାନଙ୍କର ଅନ୍ତର ଟିକେ କଠୋର, ଜୀବନ ପୀଡ଼ନ କରିଛନ୍ତି, ତାଙ୍କ ହୃଦୟରେ ଭକ୍ତି ଦେବୀଙ୍କର ସ୍ଥାନ ଆସନ ବାନ୍ଧିବା ବଡ କଷ୍ଟ। ସେ ରାଗଟାକୁ ସ୍ନେହ ପ୍ରୀତି ଏଇ ଯୋଉ ବସ୍ତୁଟା ତାଙ୍କ ଅନ୍ତରରେ ଟିକି ରହିପାରିବନି। ପାତ୍ରଟା କଠୋର, ଅନ୍ତର ଅତି କୋମଳ ସ୍ନିଗ୍ଧ ହବା ଦରକାର। ସ୍ନିଗ୍ଧ ଯଦି କଠୋର ଜଣେ ସ୍ୱଭାବର କଠୋର, ତାକୁ ଭକ୍ତି ରାଜ୍ୟରେ ସିଏ ଭକ୍ତି ମହାରାଣୀଙ୍କର କରୁଣା ପାଇବା, ଭକ୍ତି ମହାରାଣୀ ତା ଅନ୍ତର ରହିବା ଟିକେ କଷ୍ଟ। ସେଥିପାଇଁ ବିହିଂସା ଜୀବ ପୀଡ଼ନ ବହୁତ କାହାକୁ ବଚନ ଦ୍ୱାରା ବି କଷ୍ଟ ଦେବା ଉଚିତ ନୁହେଁ। ଆଉ ପରିତାପ ଗୋଟେ ଦୋଷ, ଅନୁତାପ ସବୁବେଳେ ଏହା ହେଇଗଲା ତାହା ହେଇଗଲା, ଏଇଟା ଗୋଟେ ଦୋଷ। ସାଧୁ ସମ୍ପୂର୍ଣ୍ଣ ଶରଣ ତଥା ଆରତି। ଆରତିରେ ମୁଁ ଦେଖିଲି ତ ଆଉ କିଛି ପାଇଲିନି। ହିନ୍ଦୀରେ ସଂସ୍କୃତର ଅନୁବାଦ ହିନ୍ଦୀରେ ହେଇଛନ୍ତି ମହାଭାରତ। ତାର ଲକ୍ଷଣ ଆଉ ଠାକୁର ଯୋଉ ସଜନ ଦୂଷଣ ଲେଖିଛନ୍ତି ସେଠି ଲେଖା ହେଇଛି ଶାସ୍ତ୍ର ଆରତି, ମାନେ ସ୍ପଷ୍ଟ ହେଲେନି ଅର୍ଥ ଯାହାର ଶାସ୍ତ୍ର ବିଶ୍ୱାସ ନାହିଁ, ଶାସ୍ତ୍ରାନୁବର୍ତ୍ତୀ ନୁହେଁ, ସେ ସାଧୁ ହବା ତା ପାଇଁ ଏଟା ଗୋଟେ ଦୋଷ। ଏବଂ ଆଉ ଗୋଟେ ଦୋଷ ଅପସ୍ମାର, ଯେ କର୍ତ୍ତବ୍ୟକୁ ଭୁଲି ଯାଉଛି ସେ ନିର୍ଦ୍ଦୋଷ ହେଇପାରିବ। ଆଉ ଅତିବାଦ, ଯୋଉମାନେ ଅତି କଥା କୁହନ୍ତି, ଖାଲି ସବୁବେଳେ 24 ଘଣ୍ଟା ଗପର କୁହନ୍ତି, ଏଟା ଗୋଟେ ଦୋଷ। ଆଉ ତଥା ସମ୍ଭାବନା ଆତ୍ମନି, ଯାହା ଆତ୍ମଗର୍ବ ଅଛି, ବଢିଆ। ଏତେ ବିମୁକ୍ତା ଦୋଷା ଯ ସଦାନ୍ତ ସଦ୍ଭିରୁଚ୍ୟତେ। ସନତ ସୁଜାତା କହୁଛନ୍ତି, ଏ ଧୃତରାଷ୍ଟ୍ର ତୁମେ ପଚାରିଥିଲ ତ କିଏ ନିର୍ଦ୍ଦୋଷ ସାଧୁ? ଏଇ 18ଟା ଗୁଣରୁ ଏ ଦୋଷରୁ ଯିଏ ମୁକ୍ତ ସିଏ ହଉଛନ୍ତି ଦାନ୍ତ ସାଧୁ। ସିଏ ଆଉ ସେଭଳି ସାଧୁଙ୍କର କରୁଣା ଜଣେ ପ୍ରାପ୍ତ ହେଲେ, ନିର୍ଦ୍ଦୋଷ ସାଧୁଙ୍କର ସଙ୍ଗ କଲେ ଯେଭଳି ଜୀବନ ଠାକୁରଙ୍କର ପରିବର୍ତ୍ତନ ହେଇଗଲା। କଣ ହେଲା ଜାଣିଛନ୍ତି? ଭଉଣୀ ନେଇକି ଗଲେ, ଗୃହକୁ ଗଲେ, କିନ୍ତୁ ଗୃହରେ ଯୋଉ ଯାଇଥିଲେ ସଂସାରୀ ହେବା ପାଇଁ ସଂସାରୀ ହେଲେନି। ଘରେ ପିଲା ଛୁଆଙ୍କୁ ସବୁ କହିଦେଇ ଆସିଲେ ମୁଁ ଯାଉଛି ବ୍ରଜରେ ରହିବି। କେବଳ କ୍ଷଣ ମୁହୂର୍ତ୍ତ ଜଣେ ନିର୍ଦ୍ଦୋଷ ସାଧୁଙ୍କର ସଙ୍ଗ ଭକ୍ତିବିନୋଦ ଠାକୁର ସେ ଦେଲେ ଭଜନରେ। ମୁଁ କାହିଁକି ମୋର ଜଣେ, ଆମେ କହିବା ଆଚ୍ଛା ଆମେ ତ ସାଧୁ ସଙ୍ଗ କରୁଛୁ, ଆମକୁ କାହିଁକି ଫଳଟା ମିଳୁନି, ଆମର ଦୋଷ କାହିଁକି ଯାଉନି, ଆମର କାହିଁକି ଅବସ୍ଥା ହଉନି? ଏହାର ଦୁଇଟି କାରଣ। ଗୋଟିଏ କାରଣ ଆମେ ଜଣେ ନିର୍ଦ୍ଦୋଷ ସାଧୁଙ୍କ ନିକଟରେ ପହଞ୍ଚିଲେ, କିମ୍ବା ପହଞ୍ଚିଲା ପରେ ଆମେ କାନ ଖୋଲିନେ, ଅନ୍ତର ଖୋଲିନେ। ଯେଭଳି ଚାଣକ୍ୟ ପଣ୍ଡିତ କୁହନ୍ତି, ମଳୟ ପର୍ବତରେ ଚନ୍ଦନ ପବନ ବହିବା ସମୟରେ ସବୁ ଗଛ ଚନ୍ଦନ ହେଇଯାଆନ୍ତି, କିନ୍ତୁ ବାଉଁଶ ଚନ୍ଦନ ହୁଏ ନା। ବାଉଁଶ ଚନ୍ଦନ ହୁଏ। ଜଣେ ନିର୍ଦ୍ଦୋଷ ସାଧୁ ନିକଟରେ ସବୁ ଲୋକ ଶୁଦ୍ଧ ହେଇଯିବେ, ଜଗାଇ ମାଯାଏ ଶୁଦ୍ଧ ହେଇଗଲେ, କିନ୍ତୁ ପଣ୍ଡୁଆ ଗଣ ରହିଗଲେ, ମହାପ୍ରଭୁଙ୍କ କରୁଣା ପାଇପାରିଲେ। ଚନ୍ଦନ ଯେତେବେଳେ ମଳୟ ଯୋଉ ଅଛନ୍ତି ଆମର ଜଗନ୍ନାଥଙ୍କ ସେବା ପାଇଁ ଆସୁଛନ୍ତି, ଚନ୍ଦନ ପବନ ବହିବ, ସେ ମଳୟ ଚନ୍ଦନ ଆସେ, ସେ ଗୋଟେ ପବନ, ସେ ମଳୟ ପବନ ଯାହା ଦେହରେ ବାଜିବ, କୁହନ୍ତିନି ସାଧୁ ଯେ ମଳୟ ପବନ କାଷ୍ଟକୁ କରଇ ଚନ୍ଦନ। ସାଧୁ ମଳୟ ପବନ କାଷ୍ଟକୁ ଚନ୍ଦନ କରିବ, କିନ୍ତୁ ତା ଭିତରେ କାଠ ବାଉଁଶ ଯିଏ ସେ ଚନ୍ଦନ ହବ। ବାଉଁଶର କଣ କି, ତାର ସ୍ୱତନ୍ତ୍ର ପବନ ଅଛି ଭିତରେ। ସେ କହିବ ମୋର ଠିକ ହିଟ୍ ରେ ମୁଁ ପବନ ରଖିଛି, ମୋର ଟେମ୍ପରେଚର ଦରକାର ନାହିଁ, ମୁଁ ବଢିଆ ଜିନିଷ, ମୋ ଭିତରୁ କିଛି ପବନ ପଶିବା ଦରକାର ନାହିଁ, ମୋ ଭଳିଆ ସୁଗନ୍ଧ ଆଉ କିଏ ଅଛି? ସିଏ ବାହାର ପବନ ଚନ୍ଦନ ପବନକୁ ଭିତରକୁ ପଶିବାକୁ ଦବ। ନିର୍ଦ୍ଦୋଷ ସାଧୁଙ୍କର ସଙ୍ଗ କରି କେବଳ କପଟୀ ମାନେ ମହାପ୍ରଭୁଙ୍କ ଧାରାରେ, କପଟୀ ସ୍ତ୍ରୀ ସଙ୍ଗ ପାଇଁ ସ୍ୱତନ୍ତ୍ର ମହାପ୍ରଭୁଙ୍କର କରୁଣାର ପାଠ, ଯାହା କହନ୍ତି କପାଟ ରହିଲା। ଯୋଉମାନେ କପଟୀ ଆଉ ଯୋଉମାନେ ସ୍ତ୍ରୀ ଆସକ୍ତ ବୈରାଗୀ ହେଇକି, ଏମାନଙ୍କ ପାଇଁ ଦ୍ୱାର ମହାପ୍ରଭୁ ବନ୍ଦ କରିଦେଲେ, ଏମାନେ ପ୍ରବେଶ କରିପାରିବା, ଏମାନେ ସାଧୁଙ୍କର କରୁଣା ପାଇପାରିବେ। ବୈଷ୍ଣବ କରୁଣା ଆମକୁ କାହିଁକି ମିଳୁନି? ଭକ୍ତିବିନୋଦ ଠାକୁର ଲେଖିଲି, ଏଇଟା ମୋର ଦୋଷ। ନିର୍ଦ୍ଦୋଷ ସାଧୁଙ୍କ ପାଖରେ ପହଞ୍ଚି ମୁଁ କାହିଁକି କରୁଣା ପାଉନି କହିଲେ, ଶ୍ରୀନନ୍ଦନନ୍ଦନ ହରି ନବଦୀପେ ଅବତରି, ଶ୍ରୀନନ୍ଦନ
सिद्धांत देले जने निर्दोष वैष्णव निकट पहुंचला परे जने विषय विश्वनाथ आदेश आसी जीवन ठाकुर से सनातन संग करी निर्दोष साधु संग करी से कहीं उद्धार पाई गले ना से निष्कपट थी रति थिला वैष्णव प्रति कौन कि गोटे अपराधी जीवर कपटी जीवर वैष्णव देखिले आनंद आसना नाम शुणिले आनंद आसना भगवान विग्रह देखिले आनंद आसवा से स्वतंत्र गोटे करुणा दरकार यदि प्रश्न करे कपटी लोक मैंने केमती उद्धार हे ना वैष्णव स्वतंत्र योजना जमी सरकार गरीब लोक बड़ करने कौन स्वतंत्र योजना कर कौन इंदिरा आवास योजना गोटे योजना कर साधु कपटी मान उद्धार करने योजना कौन करेंगे ना योजना है गोटे स्वतंत्र दृष्टि कृपा दृष्टि यही जीवटा संकल्प करेंगे ये कपटीटा टे उद्धार हो ये साधुर करुणाटा अपेक्षा रहा कपटी किंतु जे विषयासक्त होती कपटी नुहे सरल सी जब साधुर संगर मिशीज जीव विश्वनाथ चक्र ठाकुर गीतार भागवत टीकार कहते सी जेहेतु तार विषय आविष्ट थी पारे कि जेहेतु कपट नुहे अंतर कपट ना तार अपराध ना संसार प्रति आसक्ति अच्छी कि साधुर महत्व को सी जाने जदि सनातन महत्व को साधुर महत्व को न जानी था ये तो कहते ये कुड़िया भर रही कौन मागिम विश्वनाथ मत मत अंधार भूल कहूँ कि आम मन मध्यटा स्वप्न देखी फेरिक पड़ी था विषय साधुर महत्वटा भी जानी करुणा मिलगला कहीं साधुकर करुणाटा स्वाभाविक पड़ेगा प्रति सनातन की संकल्प करना साधुर संगे जेहेतु अंतर निष्कपट साधु कृपाटा स्वतंत्र भाव में शुणी सारी अपेक्षा कला कि कपटी जीव स्वतंत्र साधु कहले संकल्प कर जीवटार उद्धार हो ये तो पार्थक्य ये कहते श्रीनंदन नंदन हरि नवदीपे अवतरी जगत भरिला प्रेम मन्या जगत भरिया प्रेम दिल मुई से अधम अति वैष्णव ना होइल रति से कारण करुणा नहिला मो प्रति कहीं करुणा हला ना समस्त प्रति करुणा हला मोर वैष्णव रति आसला से पदर लास्ट सीतांक लिखिले काली जहाँ कहते से ठीक नुहे ये सीतांक लास्ट लिखिले एटा भूल कहली भक्ति ठाकुर नुहे नरोत्तम दास ठाकुर छाड़िया वैष्णव सेवा निस्तार आम भली कपटी अपराधी मान प्रति यहीटा हूँ बड़ जीवन ठाकुर निष्कपट थिले आ विषय आसक्त थे भी सनातन सनातन बसिक सेवा करना बिना सेवा करुणा पाईगले ना आम करुणार रास्ता ये देली छाड़िया वैष्णव सेवा विस्तार पाइचे केवा नरोत्तम दास ठाकुर कौन कहते निरंतर अनुक्षण खेद उठे मन मो मन भितर अनुक्षण खेद वैष्णव सेवा कर साधु गुरुदेव सेवा कर आगे कहते नरोत्तम दास कहे जीवर उचित नहे श्री गुरु वैष्णव सेवा नरोत्तम दास ठाकुर जीवन उचित नुहे से श्री गुरु वैष्णव सेवा को छाड़ी दूसरी उचित ना से कथार ये कहते पूर्व फास्ट पदटा ये नरोत्तम दास ठाकुर कहले हाँ श्रीनंदन हरि नवदीपे अवतरी जगत भरिया प्रेम दिले वही से अधम अति वैष्णव ना होइल रति से कारणे ना होइल अपराध रही अपराध कामना दूर हो सनातन सी शिष्य हो गले जीवन दास ठाकुर सनातन मुख्य 5 शिष्य ता भीतर जीवन दास ठाकुर अच्छा
ଆଉ କୃଷ୍ଣଦାସ ହେଲେ ପ୍ରଥମ, କୃଷ୍ଣଦାସ ବ୍ରହ୍ମଚାରୀ ଯିଏ ପୂଜାରୀ, ସିଏ ହେଲେ ବଡ ସେବକ। ସନାତନ ଏଇଭଳି ରହିଛନ୍ତି, ସନାତନଙ୍କର ବହୁ ଲୀଳା ଦର୍ଶନ। ଆଜି ଆଉ ଦୁଇଟି ଲୀଳା ଏଠି ପ୍ରସଙ୍ଗ ସରିଯିବ ପ୍ରଭୁ କୃପାରୁ। ଆଉ ଦୁଇଟି ଲୀଳା ଅଛନ୍ତି, ବହୁତ ଲୀଳା ଅଛନ୍ତି, ସଂକ୍ଷେପ ଆପଣଙ୍କୁ କହୁଛି। ସନାତନଙ୍କୁ ଆକବର ଥରେ ଦର୍ଶନ କରିବା ପାଇଁ ଆସିଲେ। ये प्रभु केशव प्रभु आदि केशव प्रभु रचना कर अलिनाथ शास्त्र अकबर जड़े मुसलमान राजा जहां भगवान श्रीकृष्ण प्रति अतुट विश्वास, ब्रजधाम प्रति अतुट विश्वास, जीव गोस्वामी को संपूर्ण भाव लेखि देते अकबर। ये 84 कोश ब्रजभूमि भितर के गोहत्या कर अकबर अकबर को भगवान श्रीकृष्ण स्वयं दर्शन देते। अकबर आग्रा जाऊे छटिकिरा जानछन ना, बर्तमान जानते छटिकिरा जो आम जाऊे गोवर्धन, छटिकिरा गले पचारे गरुड़ गोविंद मंदिर क्योंठी मंदिर अच्छे, गरुड़ गोविंद मंदिर, से मंदिर पूरा जराजीर्ण अवस्था थी। अकबर मध्य रात्रि आग्रा फेरुंट दिल्ली, पथ भीतर भांगला तो घोड़ा गाड़ी था, तो घोड़ा गाड़ी भांगे, अंधकार राति से जड़े आसिक ठिया हठात गाड़ी भल भाव चलता कि भांगला। अकबर मंत्री मान गाड़ी सब जिते थिला गाड़ी भांगीगला, मंत्री सेनापति जो मैंने सब थिले गाड़ी चलला। आखिर देखुंती अकबर अति जन चिकन दीर्घकाल शरीर भगवान श्रीकृष्ण निजे आसी दूर इंगित कर अकबर तुम्हें मु तो जगतर राजा, आई ब्रज तुम्हें ब्रज एरिया बर्तमान राजा है, मुझे तुमको राजा कर तुम्हें मो पाए कौन कर मो मंदिर एत दिन मंदिर गरुड़ मत नेउथिले मु एडी अच्छी। गरुड़ गोविंद मंदिर बड़ इतिहास अच्छी, मुझे जीवी दिया छटिगिरा 1.5 किलोमीटर दूर। अकबर स्वयं आदेश कले मो मंदिर को तुम्हें निर्माण कर, पुनरुद्धार कर, तो करुणा पाई। अकबर संगे साथ मातले पड़े, प्रभु निश्चित करी आज भी अकबर स्मृति से अच्छी गरुड़ गोविंद मंदिर। अकबर जड़े राजा, मुसलमान राजा, भगवान श्रीकृष्ण प्रचुर भाव सेवा कर झील तो स्वयं भक्त रंगनाथ पाखे रहीगल। रंगनाथ पाखे रामानुचार्य लीला के शुणिले शुणे, रंगनाथ पाखे आज भी सी रही विग्रह रूप रही क्या है एत सी प्रेम। अकबर कौन कर शुणिले जे हुसैन शाह दरबार में 2 भाई थे, रूप सनातन दबीर खास साकर मल्लिक। सी कौन आम शुणु ना परिवर्तन है, रूप सनातन है, सी आसिक मो राज्य ब्रजभूमि रही गोटे दर्शन करने जी। हुसैन शाह तो गौड़र राजा थे, सी तो मो ठार धन अतुल संपत्ति को त्याग करके 2 भाई आस ब्रजरे भजन करने, मो राज्य धन्य, हुसैन शाह धन्य। अकबर तो सन्त प्रेमी आसुंट अंतर भर मुझे जीवी दर्शन करी। 2 भाई गोटे जगार रोच रूप गले ब्रज, 2 भाई से भाई संपर्क कौन अच्छी, भाई क्या कह जाए ये आम गोटे शब्द अच्छे गुरु भ्राता। गुरु भ्राता शब्द अर्थ कौन? पूज्यपाद राधाकांत महाराज बहुत मोर कथा गोटे कौन इंग्लिश रे जो शब्द ठीक गॉड ब्रदर, अरे गुरु भ्राता ये संस्कृत शब्द है गुरु भाई, गॉड ब्रदर प्रॉपर ट्रांसलेशन गॉड ब्रदर। समझ जो मैंने कृष्ण में भजन करते गॉड ब्रदर गुरु भ्राता बोले कहीं सी भाई किए जी भाई परमार्थ साध्य जगत रे भाई भाई कह भाई भाई कहीं तुम भाई भाई कह परमार्थ गॉड ब्रदर किए जी आम परमार्थ साहाଯ୍य कर गॉड ब्रदर। आम भगवान पाक जाए सी आम भगवान पाक जाए से गॉड ब्रदर। ये तो भाई भाई आंकर संपर्क कौन दैहिक संपर्क तो किसी ना, रूप सनातन गोटे जगह 2 भाई गोटे जगह बस भजन कर
भजन तल्लीन अवस्था सनातन अच्छा रूप सनातन सेवा कर बड़ गोसाई तो सी सनातन यदि भजन आवेश रहीगले तो रहीगले आओ जहाँ आवश्यक पानी जल जमुना आनिबा जहाँ किसी आवश्यक रूप करन रूप भजन रे आविष्ट थिबा समय रे टिके सनातन सेवा ପାଇଁ जल आने ପାଇଁ ଯାଇଛନ୍ତି ଆସିକି ଯାହା କହିଲେ अर्ध माया दशारे अच्छा भजन अवस्था अच्छा चाहिए तीन अवस्था अच्छी ना साधकर से अकबर राजा आसिक पहुंची गले घोड़ा गाड़ी को जो आसिक से बहुत दूर रखी पादरे चल चलिक आस साधुर करुणाटा केमती मिले कि निरभिमान जीव प्रति साधुर करुणा गोटे स्रोत भली भाषा निरभिमान जगाई माधाई प्रति जो नित्यानंद प्रभुर करुणा पार्टी बोली स्वीकार करदे बोले ना नित्यानंद प्रभु कहले माधाई महाप्रभु कहले करुणा कर कहले मोर समस्त स्वीकृति को माधाई प्रदान कर समस्त स्वीकृति भजन कर कहीं निरभिमान ही कहीदे प्रभु मु पापी तो पापी आप सुदर्शन चक्र मत मारंतु बा रख पापी 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 बोली कहवाटा तार निरभिमान स्वीकार कर स्थिति भगवान खुशी है साधु खुशी है साधु करुणा पाइबा हेले निरभिमान दरकार से ओडिया भी अच्छी जाई पहुंचला महाराज कौन आपनकर आवश्यक कहले गाँव लोग भी कहे महाराज कौन के सेवा करके कह इटा बाह्य हेले भी ये परंपरा गोटे शिक्षा थिला साधु निकट निरभिमान भाग पड़े अकबर राजा मुगल राजा अकबर खाली पादरे ब्रजरासी पहुंची गले सनातन भजन गुटी बहुत समय दंडायमान होती अरे हुसैन शाह राज दरबार जी ऐश्वर्य को भोग करते प्रधानमंत्री जी अर्थमंत्री मुखरे कि आनंद मो राज्य ब्रजभूमि रही भजन कर सनातन पूरा तल्लीन अवस्था नाम कर तल्लीन अवस्था पूरा लीला मग्न अवस्था अच्छा रूप अर्धवाय दशा अच्छा रूप चाहिए अकबर राजा से बहुत समय दंडायमान हेले भाई भजन टाक विघ्न केमती करेंगे कि देखिले तो अकबर अपेक्षा कर भाई की कहले क्या कौन कहते देख जीव प्रति जड़े परमहंसर दृष्टि की भली सनातन कहते कौन सी कृपामूर्ति बोध हुए आगमन कर अकबर कौन कृपा कर सनातन कि उपंकर दृष्टि गोटे जीव प्रति परमहंसर दृष्टि जीवन प्रति कौन सी कृपामूर्ति बोध हुए आगमन कर सनातन किंचित आखि खोलिले देखिले राजा भोजन आवेश अच्छा तो आखि बंद करी कहते रूप मो भली कांगाल ये दयावंत पुरुषर कौन सेवा कर अकबर आखिर धारा धारा ही लोतक बोचे जी हुसैन शाह दरबार रे प्रधानमंत्री जी अर्थमंत्री जी भजन रे आविष्ट ये आनंद पाउछंती से कांगाल बोली कहते आ मते कृपार भंडार बोली कहते मते कृपावंत बोली कहते सी केवल चाहते सनातन केतल मो साथ पदे कथा कहे मुझे कृपा पाई पुणी बहुत समय दीर्घ दंडायमान हेले रूप तो किसी कहीपार पुणी रूप संकेत देले प्रभु कृपामूर्ति केते समय अपेक्षा करेंगे से सनातन आ बारंबार अकबर कहते प्रभु आपन मत सेवार सुजोग दियन देखंतु अभिमान त्याग करिक आसीतिले बाह्य अभिमान त्याग करिक आसीतिले किंतु अंतरर अभिमान को साधु त्याग कर दउछन दूर कर देता राज अभिमान दूर कर दे जे मुसलमान पड़ले जन्म होइतिले तो एव साधव साधु सर्व संग विवर्जित हे माँ भगवान कपिल देव कहले हे साध्वी माँ सी भली साधुकर संग प्रार्थना कर सर्व दोष हरती ते सब दोष हरण आम कि कपटी आज्ञा आमर दोष आज प्रभु को जानिले कि कोटि कोटि जन्म एक कपट संसार धर्म रे पसिक आस कौन करी प्रभु एटा मोर दोष मु वर्तमान मुंड पिटी कांदिले भी करी कौन
ମୁଁ ଯୋଉ ସଂସାର ପଶିକି ଆସିଥିଲି ମୁଁ ପୁଣି ସେ ସଂସାରକୁ ବାହାର କରିଦେଇ ପାରିବି? ଏ ମନୁଷ୍ୟ ଧର୍ମଟାକୁ ଦୂର କରିଦେଇ ପାରିବି? ପାରିବି ତ ପ୍ରଭୁ। ତ ଅଜ୍ଞାନ ଥିବ, କିନ୍ତୁ ବର୍ତ୍ତମାନ ରାସ୍ତା ଏଇ ତୈରେବ ସାଧବେ ଦୁଇ ସର୍ବସଙ୍ଗ ବିବର୍ଜିତ। ହେ ମା ଆଜି ସର୍ବସଙ୍ଗ ବିବର୍ଜିତ, ଧର୍ମାଦି ଚତୁଷ୍ଟୟ ତ୍ୟାଗତା, ଆସକ୍ତି ଶୂନ୍ୟ, ସେଇଭଳି ସାଧୁର ସମ୍ଭବ। ଆକବରଙ୍କର ଭାଗ୍ୟ କାନ୍ଦୁଛନ୍ତି, ପ୍ରଭୁ କିଛି ସେବାର ସୁଯୋଗ ଦିଅ, ମୁଁ କୃତାର୍ଥ ହେବି। ସନାତନ ଅର୍ଦ୍ଧ ନିମିଳିତ ନେତ୍ରରେ କହିଲେ, କାହିଁକି କହିଲେ? ଆଙ୍କର ଅନ୍ତର ଅଭିମାନକୁ ଦୂର କରିବା ପାଇଁ କହିଲେ, ମହାରାଜ ଆପଣ ଟିକେ ଯାଆନ୍ତୁ କେଶୀ ଘାଟର, ଯମୁନା ତଟସ୍ଥ କେଶୀ ଘାଟର ଗୋଟିଏ ସୋପାନର ଗୋଟିଏ ପ୍ରସ୍ତର ଉଠିଯାଇଛି, ତାକୁ ଟିକେ ସୁଝେଇଦେବେ। ଏ ସିନା ସାଧୁ ନିକଟରେ ବାହ୍ୟରେ ଅଭିମାନଟାକୁ ତ୍ୟାଗ କରିଦେଇଥିଲେ, କିନ୍ତୁ ଅନ୍ତର ତ ସୂକ୍ଷ୍ମ ଭାବରେ ଅନାଦି କାଳରୁ ଯିବାର ଅଭିମାନ ଅଛି ନା। ଆଉ ପୁଣି ପଦବୀ ଗୋଟିଏ ବସ୍ତୁ, ଗୋଟେ ନିରଭିମାନ ବ୍ୟକ୍ତିକୁ ଅଭିମାନରେ ବସେଇଦବ। ନିଷ୍କିଞ୍ଚନ ହବାକୁ ଚାହିଁଲେ ବି ପଦବୀ ଆପଣଙ୍କୁ ଛାଡିବେନି, ଅଭିମାନ କରି ଥୋଇଦବ। ଏଭଳି ସଂସାରରେ କିଏ ଅଛି ଯିଏ ପଦବୀ ପାଇକି ନିରଭିମାନ ହେଇପାରିବ? ହେଇପାରିବ ନା। ଉଦାହରଣ ନା ବ୍ରହ୍ମାଙ୍କର ଅତି ପ୍ରିୟ, ଭଗବାନଙ୍କର ଅତି ପ୍ରିୟ ଦକ୍ଷ, ଅତି ପ୍ରିୟ, ବହୁ ବଡ ଭକ୍ତ, କିନ୍ତୁ ଯେତେବେଳେ ପ୍ରଜାପତି ପଦର ଅଭିଷିକ୍ତ ହେଇଗଲେ, ଯାହାଙ୍କୁ କେହି ନିନ୍ଦା କରନ୍ତିନି, ଯାହାଙ୍କର ଘର ନାହିଁ, ଦ୍ୱାର ନାହିଁ, ଶରୀର ଚେତନା ନାହିଁ, ସେ ଶିବଜୀଙ୍କୁ ନିନ୍ଦା। ଇଏ ପଦବୀର ମର୍ଯ୍ୟାଦା। ପଦବୀ ପାଇଲେ ଅଭିମାନ ଆସିଯିବ। ଆକବର ଅନ୍ତର ଅଭିମାନକୁ ଦୂର କରୁଛନ୍ତି। ସନାତନ କହିଲେ, ବ୍ରଜର ବୈଭବକୁ ଦର୍ଶନ କରୁଛନ୍ତି, ଯାହା ଗଲ ଗଲ, ସେବା ପ୍ରାର୍ଥନା କରୁଛ, ମୋର କଣ ସେବା କରିବ? ଟିକେ ବ୍ରଜଧାମର ସେବା କର, ବ୍ରଜର କରୁଣା ପାଅ। ପଠେଇଦେଲେ। ଆକବର ଯାଇ ପହଞ୍ଚିଲେ, ଯମୁନା ଦେବୀଙ୍କୁ ପ୍ରଣାମ କରିକି ପାହାଚକୁ ଦେଖୁଛନ୍ତି। ପାହାଚଟା କେଉଁଥିରେ ନିର୍ମିତ? ପାହାଞ୍ଚ ନିର୍ମିତ, ଏ ପାଞ୍ଚଟି ପଞ୍ଚ ମରକତରେ ନିର୍ମିତ। ହୀରକ, ହୀରା, ମୁକ୍ତା, ସ୍ୱର୍ଣ୍ଣ, ବିଦ୍ରୁମ, ପଦ୍ମରାଗ। ଆକବର ଦେଖୁଛନ୍ତି, ମୁଁ ଯଦି ମୋ ରାଜକୋଷର ସମସ୍ତ ଅର୍ଥକୁ ବ୍ୟୟ କରିବି, ଏ କେଶୀ ଘାଟର ଗୋଟିଏ ପ୍ରସ୍ତରକୁ ମୁଁ ସଜାଇ ପାରିବି। ଭୋ ହେଇ କେଶୀ ଘାଟରେ କହିଲି, ମୁଁ ଆସିଥିଲି ସାଧୁଙ୍କର କରୁଣା ପାଇବା ପାଇଁ, କି ସେବା କରି। ସାଧୁଙ୍କ ସେବା ମୋ ଭାଗ୍ୟରେ ହେଲା ନା। ବୋଉ କହି କାନ୍ଦି କାନ୍ଦି ଯାଇ ସନାତନ ପାଖରେ ପହଞ୍ଚି ପୁଣି ଦଣ୍ଡାୟମାନ ହେଲେ। ରୂପ ପୁଣି ଜଣେଇଲେ, ପ୍ରଭୁ ମହାରାଜ ଦଣ୍ଡାୟମାନ ହେଇଛନ୍ତି, ତାଙ୍କୁ ଟିକେ କିଛି କୃପା କରନ୍ତୁ। ସନାତନ କେବଳ ଚାହିଁକି କହିଲେ, ତୁମ ପ୍ରତି କେଉଁ କରୁଣା ବାକି ରହିଲା କୁହ ଆକବର? ତୁମ ପ୍ରତି କେଉଁ କରୁଣା ବାକି ରହିଲା? তুমি ବ୍ରଜର ବୈଭବ ଦେଖିଲ ନା, ବ୍ରଜଭୂମିର ବୈଭବ ଦେଖିଲ, ଯାଅ ତୁମ ଜୀବନ କୃତାର୍ଥ ହେଇଗଲା। ଆକବର ବୋ ହେଇ କ୍ରନ୍ଦନ କରି ଆସିବ। ସାଧୁ ଏତେ କରୁଣାମୟ, ମୁଁ ଯାହାର ସେବା କରିବା ପାଇଁ ଯାଇଥିଲି, ସିଏ ମୋର ସେବା କଲେ। ସାଧୁର କରୁଣା ଦେଖୁଛନ୍ତି ତ? ଆକବର ଏ ସଂସାର ସାଧୁର କଣ ସେବା କରିପାରିବ କୁହନ୍ତୁ? ବସ୍ତ୍ର, ଦିଗ ଆମର ବସନ, ଘର ଦବ, ବୃକ୍ଷ ଆମର ଘର। ସଂସାର ସାଧୁର ଉପକାରକୁ କେବେ ସୁଝି ପାରିବ ନା। ସାଧୁର ଅବଦାନ ଏ ସଂସାର ପ୍ରତି, ବ୍ୟାସଙ୍କର ଅବଦାନ, ସୁଖଦେବଙ୍କର ଅବଦାନ, ଗୋସ୍ୱାମୀ ମାନଙ୍କର ଅବଦାନ, ଚିର ଋଣୀ ଏ ସଂସାର। କଣ ଦେଇଛି? କଣ ଦେଇଛି? ତାଙ୍କର କୀର୍ତ୍ତି, ତାଙ୍କର କୀର୍ତ୍ତିକୁ ଗୋଟିଏ ଜାଗାରେ ଲେଖା ଅଛି। ଜଡ ଭୌତିକବାଦୀ ଯୋଉମାନଙ୍କର ଯାହା କହନ୍ତି ପଞ୍ଚ ଭୌତିକ ଶରୀର, ଯୋଉମାନେ ଆଜି ମାଟିରେ ମିଶିଗଲେଣି, ଯୋଉମାନେ କୀଟ ହେଇଛନ୍ତି, ତାଙ୍କର କୀର୍ତ୍ତିକେ ସଂସାର ଘଷୁଛି। ଯୋଉମାନଙ୍କର ଅବଦାନ, ଯୋଉମାନେ ସଂସାରରୁ କିଛି ଚାହାନ୍ତି ନା, ସଂସାରୀ ଜୀବକୁ ସବୁ ଦବା ପାଇଁ ଚାହାନ୍ତି, ସେମାନଙ୍କୁ ହତଭାଗା ସଂସାରୀ ଲୋକମାନେ କହୁଛନ୍ତି ମାନେ ସଂସାରର ଭାର ବୋଲି। ଆକବର ବୋ ବୋଇ କ୍ରନ୍ଦନ କରିଗଲେ, କି ସାଧୁର ଦୟା! ମୁଁ ଆସିଥିଲି ସାଧୁ ସେବା କରି କରୁଣା ପାଇବି, କିନ୍ତୁ ସାଧୁ ମୋର ସେବା କରିକି ବ୍ରଜର ବୈଭବ ଦେଖେଇଦେଲେ। ଆକବର ବହୁଦିନ କେବଳ କ୍ରନ୍ଦନ କରି ରାଜ କାର୍ଯ୍ୟ ତ୍ୟାଗ କରିଦେଲେ, ଖାଲି କରୁଣାକୁ ଚିନ୍ତା କରି।
ये साधु ब्रजभूमि रही ब्रजभूमि वैभव देखी पारना कि मुझे जाइए तार सेवा करने एडे बड़ करुणा मत कले मु केवल चिंता कले केसी घर से प्रस्तुत एति चिंता करी राजकार्य किसी दिन स्थगित है ये साधुर करुणा ये सनातन गोस्वामी करुणा ओ कृष्ण जी आर दुईटी लीला गुरु भाई काली आम संग्रह करवा तेरे अकबर गला परे अकबर बहुत लीला अच्छी बहु कार्य अकबर कर आज भी जानती प्रभु दाऊजी के पाखक दाऊजी को भाव संस्कार दाऊजी निकट संस्कार कार्य भी अकबर कर कृष्ण भक्त जब हूँ कृष्ण भक्त भक्ति ठाकुर कौन कहले कृष्ण दास यही विश्वास करिले तार दुख ना जीवर दुख कोटी अच्छी मु भगवान दास मु जगन्नाथ दास मु श्रीकृष्ण दास आ दुख नहीं कि संसार ये दासत्व भावना पाई आम साधारण ऑफिस रे सार कौन कहे सार हम कल छुट्टी नहीं सार आप कौन दरकार सार कौन करिए सारंगर नाम धरी धरी बारंबार बारंबार तांकर दासत्व बोली आम परिचय दूसरी आपंकर अधीन मुझे अधीन से भगवत राज्य दासत्व हम कौन आज्ञा मो दिन लोक कौन कर नाम कर संसार मु दास लोक आदर रे गौरव रे प्रभुंकर नाम यही दासत्व भाव को सृष्टि कर आ कि महाप्रभु शिक्षा रे दासत्व भावना सृष्टि हम मैंने आकुल चित्त जड़े शुद्ध भक्तर पादाश्रय कर आकुल चित्त प्रभुंकर नाम कले निरपराध नाम कले दासत्व भावना आसो से साधुंकर करुणा पाइब ब्रदर वैभव अकबर देखला बेली कि अभिमान करुणा पाखरे निर्दोष साधु से शब्द सुंदर कर 12 दोष 18 दोष केते 12 18 12 8 20 10 30 सुंदर कर साधु कारण सर्व दोष ही बढ़ केवल प्रभुंकर आश्रय रे शुद्ध भक्त आश्रय नाम कीर्तन तांकर सेवा कौन कहले छाड़िया वैष्णव सेवा निस्तार पाई केवा अनुक्षण खेद उठा मने जीवेर उचित नहे ना मनोत्तम दास कहे जीवेर उचित नहे श्री गुरु वैष्णव सेवा अकबर किंतु करुणा पाए आ काली दुईटी लीला काली सारी जुआटे तो काली काली को चार दिन कहीं गोवर्धन प्राप्ति गोवर्धन सिरा जो अच्छा दामोदर मंदिर केवल स्वयं प्रभु प्राप्ति है राधाराणी दर्शन दान हाँ अधिक लीला कही आम कल रूप गोस्वामी आचरित प्रवेश करवा कारण 29 तारीख कथा विश्राम दिजी 30 तारीख आम पूज्यपात महाराज श्रीपात महाराज व्यास पूजा अनुष्ठित है आ 29 तारीख मुझे प्रभु पाखे स्वीकृति देती भगवान कही मोर तो असुस्थ अच्छी शरीर जो दिन मो शरीर विशेषकर हाथ टी खराब अच्छी खुला हम से दिन मो कथा विश्राम होगी से दिन मोर कथा चल 29 तारीख दिन खुला है से दिन कथा विश्राम देला 2-3 दिन पर मत पुणी जा पड़े जलेश्वर डिसेम्बर 1 प्रोग्राम अच्छी तेना रूप गोस्वामी चरित्र को आ जीव गोस्वामी चरित्र मोर इच्छा जिते बाटे जीवे कि रूप गोस्वामी चरित्र श्रवण करवा काली संक्षेप किसी आलोचना करी प्रभुपाद मोर चरित्र प्रवेश करवा यदि किसी दोष उठे आप देखिए मांग जय शरण गोस्वामी प्रभु की जय सनातन गोस्वामी प्रभु की जय अनंत कोटि वैष्णव भक्त वृंद की जय शरण गोस्वामी प्रभु की जय भक्तदेवी तुलसी महारानी की जय रूपाद जी महाराज की जय गोविंद स्वामी श्री गुरुदेव की जय निताई गौर प्रेमानंदे हरि हरि।